କ୍ୟାମେରା ଅନ୍ କରନ୍ତୁ ସମସ୍ତେ। ଆଜି ଶେଷ ଦିନ। ବହୁତ କିଛି ଆମେ ୟା ଭିତରେ ଶିଖିଲେ। ଯାହା ଆପଣଙ୍କର ଯୋଉ ଏକ୍ସପେକ୍ଟେସନ ଥିଲା, ମୁଁ ଭାବୁଛି ତାଠୁ ଅଧିକା ଆପଣଙ୍କୁ କିଛି ଶିଖିବା ପାଇଁ ମିଳିଥିବ। ଓକେ, ମୁଁ ସମସ୍ତଙ୍କ ସହିତ ଆଜି ଗୋଟେ ଦିନ ଆଉ ଥରେ ମौका ଅଛି, ରାଇଟ୍? ଟିକେ ଟିକେ 2 ମିନିଟ୍ ଲେଖେ କଥା ହେବି। ପ୍ରଥମ ଦିନ କଥା ହେଇଥିଲି, ଆପଣଙ୍କର ଇଣ୍ଟ୍ରୋଡକ୍ସନ ନେଇଥିଲି। କିନ୍ତୁ ଆଜି କଥା ହେବି ଯୋଉ 6 ଦିନ ଆପଣ ପ୍ରକ୍ରିୟା ଶିଖିଲେ, କଣ ଆପଣଙ୍କ ଭିତରେ ଚେଞ୍ଜେସ୍ ଆସିଛି ଆପଣ ଅନୁଭବ କରୁଛନ୍ତି। ମତେ 2 ମିନିଟ୍ ସମୟ ଦେବି, ପ୍ଲିଜ ଟିକେ ସେୟାର କରିବେ। ଓକେ, ଯିବା ପ୍ରଥମ ଗଗନ କୁମାର ଭୋଇ। ଜଣ ଜଣ ମୁଁ କହିବି, ଅନମ୍ୟୁଟ କରନ୍ତୁ। ସାର୍ ସାର୍ ନମସ୍କାର। ନମସ୍କାର, ଗୁଡ ମର୍ଣ୍ଣିଂ। ଏକ୍ସପିରିଏନ୍ସ ସେୟାର କରନ୍ତୁ। ଚାରି 3 ଘଣ୍ଟା 4 ଘଣ୍ଟା ବସି ପାରୁନଥିଲି, ପୁରା ବସିବା ମୋର ହେଲା ପଜିଟିଭନେସ୍ ପୁରା ଆସିଛି ପୁରା। ଆଉ ବହୁତ ଗୁଡେ ଭଲ ଲାଗୁଛି ମତେ ପୁରା ପଜିଟିଭ, ପୁରା ପଜିଟିଭ ଥଟ ସବୁ ଗଲା ଆସୁଛି, ନେଗେଟିଭ ଥଟ ଆଉ ଆସୁନି। ମ୍ୟାକ୍ସିମମ୍ ପଜିଟିଭ। ଯାହା ଶିଖିଛନ୍ତି ତାକୁ ଲାଇଫରେ କଣ୍ଟିନ୍ୟୁ କରିବା। ହଁ ପୁରା ପୁରା। ତେଣୁ ଯଦି ଆପଣ ଯୋଉ ଜିନିଷଟା ଏବେ କହିଲେ ମତେ, ତାକୁ ଯଦି କଣ୍ଟିନ୍ୟୁ ରଖିବା ପାଇଁ ଚାହୁଁଛନ୍ତି, ଏଇ ପ୍ରକ୍ରିୟାକୁ ଆପଣଙ୍କୁ ଛାଡିବାକୁ ହବନି। ଏଇ ପ୍ରକ୍ରିୟାକୁ ଆପଣଙ୍କୁ ନାଇଁ ସାର୍ ସାର୍ କଣ୍ଟିନ୍ୟୁ। ଏବେ କୁହନ୍ତୁ, ଆପଣଙ୍କୁ କଣ୍ଟିନ୍ୟୁ ଏଥିରେ ଏ ଯାହା କରୁଛନ୍ତି ଖୁସି ସାର୍। ମିଳୁଛି? ହଁ ପୁରା ସଠିକ ଯଦି ବ୍ରେନ କୁ ୱାନ୍ସ ଖୁସି ମିଳିଲା, ସେ ଆପଣଙ୍କୁ ସବୁ ସାର୍ କାମରେ ହେଲ୍ପ କରିବ। ସାର୍ ତେଣୁ ମୁଁ କହିବି ଏଇ ପଜିଟିଭନେସ୍ ଏଇ ଆସିଛି ଏଇ ସାର୍। ଆଜ୍ଞା। ପଜିଟିଭ ଆସିଛି ପୁରା ପଜିଟିଭ ମନରେ। ନେଗେଟିଭ ଯୋଉ ଥିଲା ନେଗେଟିଭ ଯୋଉ କଥା ଭାବିଲେ ପଜିଟିଭ କଥା ହିଁ ଭାବୁଛି। ଗୁଡ୍, ବହୁତ ବଢିଆ। ଏଇ ଏନର୍ଜି ଭିତରେ ରହିବା ପାଇଁ ଚେଷ୍ଟା କରନ୍ତୁ ସବୁବେଳେ। ଓକେ, ସନ୍ତୋଷ ଦାସ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ନମସ୍କାର। ଦୁଃଖ ଲାଗୁଛି ଯଦି ସରିଯାଉଛି କ୍ଲାସ। କାହିଁକି ଦୁଃଖ ଲାଗୁଛି? ମୁଁ ତ କୁଆଡେ ଯାଇନି ନା। ସେ 6 ଦିନ ମର୍ଣ୍ଣିଂ ରୁ ଉଠିବା କ୍ଲାସ ଆଟେଣ୍ଡ କରିବା, ତ ମର୍ଣ୍ଣିଂ ରୁ କେବେ ଉଠେନି, ଭଲ ଲାଗୁଥିଲା। ଆ ଛାଡ। ହଉ, କିଛି ନାହିଁ, ଦୁଃଖ ହେବାର କିଛି ନାହିଁ। ଆପଣ ମୁଁ ଦେଖନ୍ତୁ, ମୁଁ ହାତ ଧରି ଚଲେଇଦେଲି। ଏବେ ଆପଣ ମାନଙ୍କ କର୍ତ୍ତବ୍ୟ ହେଲା, ତାକୁ ଯଦି ଆପଣ ମେଣ୍ଟେନ କରିଦେବେ, ଦେଖିବେ ଆପଣ ନିଜ ଭିତରେ ପରିବର୍ତ୍ତନ ଦେଖିବେ। ସେ ଲାଇଫ ର ତ ମାନେ ଉଦ୍ଦେଶ୍ୟ କଣ ଥିଲା ଜାଣେ, ଖାଲି ଇନକମ କରିବା, ଖାଇବା, ଏମିତି ପୁଣି ଚାଲିଯିବା। କିନ୍ତୁ କୋଉଠି ନା କୋଉଠି ଗୋଟେ ଥାଏ ମନରେ, ସ୍ପିରିଚୁଆଲ ପ୍ରତି ଇଣ୍ଟରେଷ୍ଟ ଥାଏ। ନା ଭଗବାନ କଣ, ସଂସାର କଣ, ଦୁନିଆ କଣ, ତା ବିଷୟରେ ଜାଣିବା ପାଇଁ ଇଚ୍ଛା ଥିଲା ମୋର ବହୁତ। ଏବେ ବି ଅଛି। ମୁଁ ଈଶ୍ୱରୀୟ ପାଠରେ ଯେତେକ ସ୍ପିରିଚୁଆଲ ସବୁ ବହି ବି ପଢେ। ଯେତେବେଳେ ଦେଖିଲି ଆଞ୍ଜେଲଙ୍କ ବିଷୟରେ ଫେସବୁକ ରେ, ମୁଁ ସାଙ୍ଗେ ସାଙ୍ଗେ ଡେରି ବି କରିନି, ଆଗ ବସିକି ଭାବି ନ ଭାବିକି ମୁଁ ଆପଣ ରେଜିଷ୍ଟ୍ରେସନ କରିଦେଲି, ମୁଁ କିଛି ଜାଣିବା ପାଇଁ। ଜାଣିଲି, ଭଲ ଲାଗିଲା। ଯେତେବେଳେ ମୁଁ ଲାଇଫରେ ଅନକମ୍ଫର୍ଟେବଲ ସବୁ ଥିଲା, କିନ୍ତୁ କମ୍ଫର୍ଟେବଲ ଲାଗୁନଥିଲା। କୋଉଠି ନା କୋଉଠି ଗୋଟେ ଖାଲି ରହିଯାଉଥିଲା, ଭଲ ଲାଗୁନଥିଲା ସେ। କିନ୍ତୁ ଏକୁଟିଆ ଲାଗୁଥିଲା, କୋଉଠି କୋଉଠି ଡର ବି ଲାଗୁଥିଲା କିଛି କରିବା ପୂର୍ବରୁ। ପ୍ରତି କାମରେ ଏଇଟା କଲେ ହବ ନହବ, ହବ କି ନହବ, କି କଣ କହିବ, ଭୟ ବି ରହୁଥିଲା। ପ୍ରତ୍ୟେକ ଜିନିଷରେ ଗୋଟେ ଭୟ ରହୁଥିଲା। ଯେତିକି ଆମେ ସେଇ ଷ୍ଟେଜରେ ପହଞ୍ଚିନୁ, ଆମକୁ କି କଣ କହିବ କଣ ନାହିଁ। ତ ଏଠି ଜାଣିଲା ପରେ, ହଁ, କି କଣ କହୁ ନ କହୁ, କିନ୍ତୁ ଏଞ୍ଜେଲଙ୍କ ସାହାଯ୍ୟରେ ତ ସବୁ କିଛି ସକ୍ସେସ ହେଇପାରିବ। କିଛି ସଂସାର ଦୁନିଆରେ କୌଣସି ଜିନିଷ ମାନେ ନ ହେଇପାରି ହବ, ହେଇପାରିବନି ସେଟା ନୁହଁ। ଏବେ ଜାଣିଲ, ହଁ ହେଇପାରିବ, ଏଠି ସବୁ ସମ୍ଭବ। ଯା ଭଲ ଲାଗିଲା। ତଥାପି ସେ ଜୀବନକୁ ଏଥର ଟିକେ, ପରିବର୍ତ୍ତନ କରିବା ପାଇଁ ଆମକୁ ରାସ୍ତା ମିଳିଗଲା। ହଁ ସାର୍ ମିଳି ତ ଗଲା, କିନ୍ତୁ ତାଙ୍କ ସହିତ ଟିକେ ପୁରା ଭଲ ଭାବରେ କନେକ୍ଟ ହବା ପାଇଁ ଆଉ କଣ ରାସ୍ତା ଅଛି, ସେଇଟା ସେମିତି ଦରକାର। ଏଞ୍ଜେଲଙ୍କ ଅଛି, ଆଜି କହିବି। ଆଜ୍ଞା। ଆଜି କହିବି। ଓକେ, ଆଜ୍ଞା। ଆଜି କିଛି ଆଉ ପାଠ୍ୟକ୍ରମ ନାହିଁ। ଆଜି ଆହୁରି ଡିପଲି ଆମେ ଏଞ୍ଜେଲଙ୍କ ବିଷୟରେ କିଛି ଦେଖିବା। ଏଞ୍ଜେଲଙ୍କର ଡିଭାଇନ ପାୱାର କଣ, ତା ଉପରେ ଆମେ ଦେଖିବା। ଯେତେବେଳେ ଆମେ ସେ ଡିଭାଇନ ପାୱାର ମାଲିକ ହେଇଯିବା, ଆମେ ଆମର ସରାଉଣ୍ଡିଂରେ ଗୋଟେ ଡିଫରେଣ୍ଟ କ୍ୟାଟେଗୋରୀର ଲୋକ ହେଇଯିବା। ରାଇଟ୍। ଆପଣ କେତେବେଳେ କଣ୍ଡିସନ କହିଛନ୍ତି ଯେ ଏଟା ସବୁ କଲା ପରେ ଯାଇ କନେକ୍ଟ ହେଇପାରିବେ,
ସେ ପର୍ଯ୍ୟନ୍ତ ମାନେ ଈଶ୍ୱରୀୟ ହଁ ମେସେଜ ପାଇ ନ ପାଇ ପାରିବନି କେତେଟା କଣ୍ଡିସନ ଆପଣ କହିଛନ୍ତି ଅଛି ସେଟା ସବୁ। ତ ଜଣେ ସେଟା ନ କଲେ ନ କରିକି ବି ମାନେ କନେକ୍ଟ ହେଇପାରିବ ନା ସେ ସେମାନେ ଦେଖନ୍ତୁ ହୁଁ କନେକ୍ଟ ହେଇପାରିବ ନୋ ଡାଉଟ। ଆଜ୍ଞା ଗୋଟେ ପରସେଣ୍ଟେଜ ଗୋଟେ ଅଛି ନା, ହଁ 10%, 20%, 30%, 50%, 100%, ଗୋଟେ ପରସେଣ୍ଟେଜ କାହିଁକି ଅଛି? ସେ ଆମେ ଯେତିକି ପଏଣ୍ଟ ଆପଣ ଦେଇଛନ୍ତି ସବୁ ତ କରିବା ଯୋଉଟା ଆଜି ପର୍ଯ୍ୟନ୍ତ ଚାଲି ଆସିଛି ସାର୍ ପିଲାଦିନ ପରୀକ୍ଷା ଦେଲା ଆସିଛି। ପରେ ବି ଗୋଟେ ପରସେଣ୍ଟେଜ ମିଳୁଛି। ହଁ ଆମେ ଯେତେ ଭଲ ପାଠ ପଢିଥିବା ସେତେ ଅଧିକା ପରସେଣ୍ଟେଜ ମିଳିବ, ଯେତେ ଭଲ ଲେଖିଥିବା ସେତେ ପରସେଣ୍ଟେଜ ଅଧିକା ମିଳିବ, ଯେତେ କମ ଲେଖିଥିବା ସେତେ କମ ପରସେଣ୍ଟେଜ ମିଳିବ। ଏଥିରେ ତ ଆଉ କିଛି ନାଇଁ ଦ୍ୱିତୀୟ ସେ ଜିନିଷ ଯୋଉଟା ନାହିଁ। ଲାଇଫ ଆଜି ପର୍ଯ୍ୟନ୍ତ ଚାଲି ଆସିଛି ଯୋଉ ଜିନିଷ ଗୁଡା ରହିଯାଇଛି ମିଶିକି ଦେଶ ତ ସବୁ ଗୁଡାକୁ ତ ହଠାତ୍ ପରିବର୍ତ୍ତନ କରିହବନି। ହଠାତ୍ କିଏ କହୁଛି କି? ହୁଁ ଧୀରେ ଧୀରେ ପରିବର୍ତ୍ତନ, ଆମ ପାଖରେ ନଲେଜ ନଥିଲା ଆଜ୍ଞା ପରିବର୍ତ୍ତନ କରିବା ପାଇଁ। ମୁଁ ଆପଣଙ୍କୁ ନଲେଜ ଦେଇଦେଲି, ଆଜ୍ଞା ତେଣୁକୁ ପରିବର୍ତ୍ତନ କରିବାର ଦାୟିତ୍ୱ ଆପଣଙ୍କ ପାଖରେ ରହିଲା। ଆପଣ ତାକୁ ହଠାତ୍ କରନ୍ତୁ କି ନହେଲେ ସମୟ ନେଇ କରନ୍ତୁ, କିନ୍ତୁ ଆପଣଙ୍କ ମାଇଣ୍ଡରେ ତ ଗୋଟେ ପିକ୍ଚର ରହିଗଲା ଯେ ଏସବୁ ଜିନିଷରେ ମତେ ପରିବର୍ତ୍ତନ ସେ ଆଣିବା ଜରୁରୀ। ସେ କାହିଁକିନା ଯେତେ ମର୍ଣ୍ଣିଂ ଆମେ ସେ active ସେ ରହିବା ଗୋଟେ କଥା ମର୍ଣ୍ଣିଂରେ ଚା ପିଇବା ମୋର ସେତେ ଗୋଟେ ଆମେ ହାବିଟ କନେକ୍ଟ ବହୁତ ହେଇପାରିବା। ମର୍ଣ୍ଣିଂରେ ଚା ପିଇବା ଗୋଟେ ହାବିଟ ଥିଲା, ଏବେ ଅବଶ୍ୟ ଜାଣିଲା ପରେ ମୁଁ ଟିକେ ଆଭଏଡ କଲିଣି। କିନ୍ତୁ ବେଳେ ବେଳେ କୋଉଠି ନା କୋଉଠି ମୁଣ୍ଡ ମାନେ ନ ପିଇଲେ ବି ଗୋଟେ ଅନକମ୍ଫର୍ଟେବଲ ଲାଗୁଛି ସେ ସକାଳୁ ଉଠିଲା ମାନେ ମୋର ଚା ପାଖକୁ କିଛି ମନେ ନାହିଁ, ପଡେ। ସକାଳୁ ଉଠିଲା ବେଳେ ହାବିଟ ଚେଞ୍ଜ କରିବା ପାଇଁ ହେଲେ ତୁରନ୍ତ ଚେଞ୍ଜ କରିହବନି। ଆଜ୍ଞା କାହିଁକି ନା ବ୍ରେନ କୁ ମଜା ଯୋଉ ଜିନିଷ ଦଉଛି ନା, ହଁ ସେଟା ଆପଣ ଚେଞ୍ଜ କରିପାରିବେନି ଏତେ ଶୀଘ୍ର। ଚେଞ୍ଜ କରିବା ପାଇଁ ହେଲେ ତାକୁ ଅଲ୍ଟରନେଟ ଦେବାର ଅଛି। ହଁ କଣ? ଗୋଟେ ସପୋର୍ଟିଂ ଦେବାର ଅଛି। ଆପଣ ଚାହା ପିଉଛନ୍ତି, ଚାହା ପିଇବା ଜାଗାରେ ଗରମ ପାଣି ପିଅନ୍ତୁ। ହୁଁ ଆଉ ଯଦି ଆପଣ କହିବେ ମୁଁ ଚା ଟା ଟୋଟାଲି ଛାଡିଦେବି ଆଉ କିଛି ମୁଁ କରିବିନି କଣ୍ଟ୍ରୋଲ, ମନ ଆପଣଙ୍କୁ କେବେ ଚାନ୍ସ ଦବନି। ହଉନି ସାର୍ ଆପଣ ଯେତେ ନାଇଁ କହୁଥିବେ ଚା ସେତେ ଅଧିକା ପିଉଥିବେ, ଯେତେ ନାଇଁ କହୁଥିବେ ସେତେ ହଁ ଅଧିକା ପିଉଥିବେ। ମନ ସହିତ କିଏ ଆଜି ଚ୍ୟାଲେଞ୍ଜ ଦେଇକିରି ମାନେ ଚେଞ୍ଜ କରିପାରୁନି। ମନ ସହିତ ଯେତେ ଆପଣ ଚ୍ୟାଲେଞ୍ଜ ଦଉଥିବେ, ଯେତେ ତା ସହିତ ରୁଢି ବ୍ୟବହାର କରୁଥିବେ, ସେ ସେତେ ଆପଣଙ୍କ ସହିତ ବ୍ୟବହାର କରିଛି। କାହିଁକି ନା ଆପଣଙ୍କ ପାଖରେ ନଲେଜ ବି ଅଭାବ ଆଜ୍ଞା ବ୍ରେନ ଉପରେ। ତେଣୁକରି ଆପଣ ଜାଣିନାହାନ୍ତି ତାକୁ କେମିତି କଣ ତାର ଆଖିରେ ପରଦା ପକେଇକି ଆମେ କେମିତି କାମ କରିପାରିବା। ମନକୁ ଖାଲି ଟିକେ ଭ୍ରମ ସୃଷ୍ଟି କରିଦେଇ ପାରିବା, ସେ ସେ କାମ ଯାକ ସବୁ ତାକୁ ଜଣା ପଡିବନି, ଆମେ ତା ଆଖି ଆଗରେ ସବୁ କିଛି କରିଦେଇ ପାରିବା। ତା ସବୁ ଟେକ୍ନିକ ଅଛି ରାଇଟ। ତେଣୁ ଚାହା ଛାଡୁଛନ୍ତି, ପାଣି ନିଅନ୍ତୁ ତା ଜାଗାରେ, ଗରମ ପାଣି ନିଅନ୍ତୁ, ଥଣ୍ଡା ପାଣି ବି ନୁହଁ। କାହିଁକିନା ପାଟିଟା ଆମରର ହିଟ୍ ଟଚ୍ କରୁଛି, ହିଟ୍ ନେଲେ ବ୍ରେନ କୁ ନଉଛି ହଁ ଏଇଟା ଚା। ସାର୍ ତେଣୁକରି ଆପଣ ନ ଛାଡିକିରି ଗରମ ପାଣିରେ ଷ୍ଟାର୍ଟ କରନ୍ତୁ, ଧୀରେ 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 କମ୍ପ୍ଲିଟ ହେଇଯିବ। ଓକେ, ଯିବା ଆଉ ଜଣଙ୍କ ପାଖକୁ। ହୁଁ ପ୍ରଶାନ୍ତ କୁମାର ପାତ୍ର, ପ୍ରଶାନ୍ତ ପାତ୍ର, ୟେସ୍ ନମସ୍କାର। 6 ଦିନର କୁହନ୍ତୁ, 6 ଦିନ ପୂର୍ବରେ ଆପଣଙ୍କର ଚିନ୍ତାଧାରା କଣ ଥିଲା, ଆଜି କଣ ଅଛି, କଣ ପରିବର୍ତ୍ତନ ଦେଖି ପାରୁଛନ୍ତି, ଆଉ ଯାହା ଆପଣ ଶିଖିବା ପାଇଁ ପାଇଲେ ସେଥିରେ ଜୀବନରେ ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ ରାହା ମିଳିଛି କି ନାହିଁ ମତେ ଟିକେ କୁହନ୍ତୁ। ନେଗେଟିଭ ଚିନ୍ତାଧାରା ଛାଡିବାକୁ ପଡିବ ଫାଷ୍ଟ। ତା ମନକୁ ନେଗେଟିଭ ଯୋଉଟା ଜିନିଷ ଆସୁ ଯାକ ଛାଡିବାକୁ ପଡୁଛି ନା ଛାଡିଲେ ନା କଣ? ଆସ୍ତେ ଆସ୍ତେ ଛାଡିବାକୁ ପଡୁଛି ଆଉ। ଯୋଉଟା ମନକୁ ଆସୁଛି ଏଇଟା ଠିକ ନୁହଁ, ଏଇଟା ଭଲ, ସେ କରିବାକୁ ଇଚ୍ଛା ହଉଛି, କଲା ପରେ ଯାହାହେଲେ ସେଇଟା ଆଉ କହିପାରିବାନି, କିନ୍ତୁ ଭାବୁଛି ଏଇଟା ଭଲ, ଏଇଟା କରିବାକୁ ଇଚ୍ଛା ହଉଛି, ଏଇଟା ଭଲ ନୁହଁ, ଆଉ ରାଗଟା ଟିକେ କଣ୍ଟ୍ରୋଲ କରୁଛି। ମୁଁ ଯୋଉ ତ ଧୋକା ଦବା ହେଇଛି ତ, ଆଚ୍ଛା, ତାକୁ ଆଉ ଗୋଟେ ଜିନିଷ ଆସିଲେ ତାକୁ ଲାଗୁଛି କାଳେ କଣ ନେବ, କିନ୍ତୁ ଭଲ ଲାଗୁଛି ତ ଚାଲୁ। ଦେଖନ୍ତୁ ରାଗ କଣ୍ଟ୍ରୋଲ କରିବା ପାଇଁ ହେଲେ ଆମେ ଏଞ୍ଜେଲଙ୍କର ସାହାଯ୍ୟ ନେବା, କିନ୍ତୁ ସାହାଯ୍ୟ ନେବା ପୂର୍ବରୁ ନିଜ ଉପରେ ବି ଟିକେ ଜାଣିବା ଦରକାର। ନିଜ ଉପରେ, ନିଜ ମନ ଉପରେ ବି ଟିକେ ଜାଣିବା ଦରକାର। ଆଉ ତାପରେ ସାହାଯ୍ୟ ନେଲେ ସେଟା ଟିକେ କାମଟା ଶୀଘ୍ର ହେଇଯାଏ। ମନକୁ ତେଣୁ ଟିକେ ଆସିଲା ନିଜ ପରେ ବ୍ରେନ ଉପରେ ଆପଣଙ୍କର ନଲେଜ ର ଅଭାବ ରହିବ, ତେଣୁକରି ତାକୁ କଣ୍ଟ୍ରୋଲ କରିବା ପାଇଁ ଟିକେ ଚ୍ୟାଲେଞ୍ଜେସ୍ ଆସିବ, ନୋ ଡାଉଟ ଏଞ୍ଜେଲ ହେଲ୍ପ କରିବେ, ନୋ ଡାଉଟ। କିନ୍ତୁ ହେଲ୍ପ କଲେ ବି ଆପଣଙ୍କର ବ୍ରେନ କୁ କଣ୍ଟ୍ରୋଲ କରିବା ଆପଣ ଶିଖି ନାହାନ୍ତି। ସଡନ ରାଇଟ? ହବନି। ହବ, ନିଶ୍ଚୟ ହବନି ବୋଲି କିଛି ନାହିଁ। ନାଇଁ ନାଇଁ ସଡନ ହବନି।
ଆସ୍ତେ ସଡନ ଆସ୍ତେ ହବନି। ଦେଖନ୍ତୁ ମୁଁ କହିବି ଆପଣଙ୍କୁ, ଯୋଉଦିନ ଭାବୁଛନ୍ତି ଆପଣଙ୍କର ଆଜି ଟେନସନ ଅଛି, ଆଜି ରାଗିବାର ଅଛି, ଦିନେ ଦିନେ ଜାଣି ଦିଅନ୍ତି ନା ହଁ ଆଜି ଏତେ କାମ ରହିବ, ମାନେ ଆଜି ମୁଁ ବିରକ୍ତ ରହିବି, ଆଜି ଏହା ହେଲେ ମୁଁ ଗାଳି କରିବି ୟାକୁ ତାକୁ ଯାହା ବି। ସେଦିନ କଣ କରିବେ ଜାଣିଛନ୍ତି? ବ୍ରେନ କୁ ଗୋଟେ ପନିଶମେଣ୍ଟ ଦେବେ। କଣ ପନିଶମେଣ୍ଟ? ବ୍ରେନ ଯେତେବେଳେ ଆକ୍ଟିଭ ଥାଏ ନା, ସେ ବହୁତ ମାନେ କଣ ନଟଖଟିଆ କାମ କରେ। ବ୍ରେନ କୁ ଶାନ୍ତ କରିଦେବେ। କଣ ଶାନ୍ତ କରିବେ? ଉପବାସ କରିକିରି। ଯେତେବେଳେ ଆପଣ ଫାଷ୍ଟିଂ ରେ ରହିଯିବେ ନା, ବ୍ରେନ ଆପଣଙ୍କର ପୁରା ଶାନ୍ତ। ଆପଣଙ୍କ ସହିତ କେତେ ଘଟଣା ହେଲେ ବି ଆପଣ ଚାହୁଁଥିବେ କହିବା ପାଇଁ, ଚାହୁଁଥିବେ ରାଗିବା ପାଇଁ, କିନ୍ତୁ କରିପାରିବେନି। କରିକି ଦେଖନ୍ତୁ। ଦିନ ଯାକ କରିକି ଫାଷ୍ଟିଂ କରିବାକୁ ଦେଖନ୍ତୁ। ପଡିବ। ସେ ଫାଷ୍ଟିଂ ଦିନ ଯାକ ନା ଅଲ୍ ଟାଇମ୍ ଖାଇବେନି। ପୁରା। ଆଜି କହିବେ ମୁଁ ଯଦି ରାଗିବି ତାହେଲେ ଖାଇବେନି। ନହେଲେ ଆଉ ଗୋଟେ ଜିନିଷ କରିବେ, ଯଦି ଆଜି ରାଗୁଛନ୍ତି ବ୍ରେନ କୁ ଗୋଟେ ସିଗ୍ନାଲ ଦିଅନ୍ତୁ, ଆଜି ମୁଁ ରାଗିଲି ତ, କାଲି ଦିନ ଯାକ ଉପବାସ ରହିବି। କାଲି ଦିନ ଯାକ ଉପବାସ ରହିବି। ଦେଖିବେ ଏଇଥିରେ ଆପଣଙ୍କର ବ୍ରେନ ଜାଣିବ ଯେ ମତେ ପନିଶମେଣ୍ଟ ହଉଛି, ରାଇଟ। ଆଉ ପନିଶମେଣ୍ଟ, ଆପଣ ଯେତେବେଳେ ଉପବାସରେ ରହିବେ ନା, ଆପଣ ବ୍ରେନ ଆଉ ଏତେ ଆଉ ମାନେ ସବୁ କାମରେ ଆଉ ଏଗ୍ରେସିଭ ହବନି। କାହିଁକି ନା ସେଦିନ ଡାଉନ ଡାଉନ ଫିଲ୍ କରିବେ। ଆପଣଙ୍କର ଅସୁବିଧା କିଛି ନାହିଁ। ଆପଣ ଦେଖନ୍ତୁ, ମୁଁ ତ କହିବି ଯେ ସପ୍ତାହକୁ ଥର ଟିକେ ଫାଷ୍ଟିଂ କରନ୍ତୁ। କରନ୍ତୁ, ଏଇଟା ଜୀବନର ଗୋଟେ ପାର୍ଟ କରନ୍ତୁ। ଯାହା ବି ଆପଣଙ୍କର ଶରୀର ଭିତରେ ନେଗେଟିଭ ଜିନିଷ ଥିବ ସବୁ ବାହାରିଯିବ। ଫାଷ୍ଟିଂ ଟୋଟାଲ ପୁରା ଖାଇବନି ନା? ଟୋଟାଲ ଖାଇବେନି, ରାତିରେ ଖାଇବେ। ମାନେ 24 ଆୱାର ଆପଣଙ୍କର ବଡିକୁ ଖାଲି ରଖିବାର ଅଛି। ଆଉ ଯାହା ବି ରାତି ନେଗେଟିଭ ଜିନିଷ ଥିବ, ଆପଣ ବଡି ପୁରା ସେ ଟାଣିକି ନେଇଯିବ। ମୁଁ ଆଗରୁ କରେ, ମୁଁ କରିଥିଲି ଲାଷ୍ଟ 2 ମାସ ପୁରା କଣ୍ଟିନ୍ୟୁ ଫାଷ୍ଟିଂ ରଖିଲି। 2 ମାସ ମୁଁ ଦେଖିଲି ସେ ପ୍ରକ୍ରିୟାରେ ବହୁତ କିଛି କାମ ରହୁଥିଲା, ଷ୍ଟ୍ରେସ୍ ଟିକେ ରହୁଥିଲା। ମତେ ଗୋଟିଏ ଥର ଦିନକୁ ଖାଇଲି, ରାତିରେ 10ଟାରେ ଖାଇବା। ଆଉ ମୁଁ ମୋର ପ୍ରକ୍ରିୟା, ମୁଁ ସବୁ ପୂର୍ଣ୍ଣିମା ଓ ଅମାବାସ୍ୟାରେ ପୁରା ଫାଷ୍ଟିଂ ରଖେ। ଏଇଟା ପ୍ରକ୍ରିୟା ମୁଁ ମୋର ଗୁରୁ ଯେବେଠୁ ମତେ ଦେଇଛନ୍ତି, ଆଉ ଦେଖିଛି ତାର ରେଜଲ୍ଟ ବହୁତ ବଢିଆ। ପୂର୍ଣ୍ଣିମା ଅମାବାସ୍ୟାରେ ରଖିଲେ ବହୁତ ଫାଇଦା। ଯୋଉଟା ଆପଣ ନର୍ମାଲ ସମୟରେ ଫାଷ୍ଟିଂ ହେଲେ ଯୋଉ ଆପଣଙ୍କ ନେଗେଟିଭ ଏନର୍ଜି ଯେତିକି ପରିମାଣରେ ବାହାର କରିବ, ପୂର୍ଣ୍ଣିମା ଅମାବାସ୍ୟାରେ ଆମର ଗୋଟେ ଏନର୍ଜି ଆମର ସରାଉଣ୍ଡିଂ ରେ ରୁହେ। ସେ ପିଓର କରିଦିଏ ବଡି। ଯେତେବେଳେ ଆପଣ ବିନା ଖାଇବାରେ ଯେତେବେଳେ ରୁହନ୍ତି, ସେଦିନ ପୁରା ଆପଣଙ୍କର ସେ ତାପରେ ଦେଖିବେ, ତା ପରଦିନ ଆପଣଙ୍କର ଫ୍ରେଶ ହେଲା ବେଳୁ ଆପଣ ଜାଣିପାରିବେ ଯେ କଣ ସବୁ ଘଟଣା ଘଟିଥିଲା ପୂର୍ବ ଦିନ। ଓକେ, ତ ମୁଁ କହିବା କଥା, ସାର୍ 6 ଦିନ ଭିତରେ ନିଜକୁ କିଛି ପରିବର୍ତ୍ତନ ଦେଖି ପାରୁଛନ୍ତି? ହଁ ସାର୍ ନିଶ୍ଚୟ କରିବାକୁ ଦେଖି ଚାହୁଁଛି। କନଫିଡେନ୍ସ କିଛି କାହିଁକି ହେଇଛି, ଆସୁନି? ନାଇଁ ହେଇଛି କିଛି। କନଫିଡେନ୍ସ ଆସ୍ତେ ସେଟା ଆସ୍ତେ ଆସ୍ତେ ହବ। ନାଇଁ କନଫିଡେନ୍ସ ନାଇଁ, ଅଛି। ଯୋଉ ଯୋଉ ଜିନିଷଟା କହୁଛନ୍ତି ତା ସେ କଥାର କନଫିଡେନ୍ସ ଟା ମୁଁ ଶୁଣିପାରୁନି, ତ ମୁଁ ସେଥିପାଇଁ ପଚାରୁଛି। ହୁଁ। ସେଟା ମାନେ ମନଟା ଟିକେ କଣ୍ଟ୍ରୋଲ କରିପାରୁନି। ମନଟା ଇଆଡେ ସିଆଡେ ହେଇଯାଉଛି। ମୁଁ ଆଉ ଗୋଟେ କଥା କହିବି, ଆପଣ ଯାଆନ୍ତୁ, ଆପଣ ଭୁବନେଶ୍ୱରରେ ରହୁଛନ୍ତି ନା? ସାର୍ ଡୁମୁର, ହଁ ବହୁତ ସାର୍। ଡୁମଡୁମାରେ? ଆଜ୍ଞା। କୋଉଠି ନିଜ ଘର କୋଉଠି? ନିଜ ଘର ଅଛି କଞ୍ଚଳ ଖଲିକୋଟ ପାଖରେ। ଖଲ୍ଲିକୋଟ କଞ୍ଚନା, ହଁ, ରାଇଟ ରାଇଟ। ବାଘମାରିରେ ଆଜ୍ଞା। ପାଣି ପିଇବା କି ନାହିଁ? ପାଣି ପିଇବେ, ପାଣି ପିଇବେ। ଫାଷ୍ଟିଂ ରେ ପାଣି ପିଇବେ। ପାଣି ପିଇଲେ ହିଁ ଆପଣଙ୍କର ବ୍ଲଡ ରୁ ସବୁ ନେଗେଟିଭ ଜିନିଷ ଯାକ ସେ ବାହାର କରିବ। ଖାଇବେନି କିଛି। ମିଠା ତ ଆପଣ ଚାହା ବି ପିଇବେନି। ଚାହା ବି ପିଇବେନି। କୌଣସି ପାଟିକୁ ଟେଷ୍ଟ ଲାଗିବା ଜିନିଷ ବି ୟୁଜ କରିବେନି। କେବଳ ଆପଣ ପାଣି ପିଇ ପାରିବେ। ଆଉ ଯଦି ଗରମ ପାଣି ପିଇବେ ଆହୁରି ବଢିଆ। ଗରମ ପାଣି ପିଇବେ ଆହୁରି ବଢିଆ। ଓକେ, ପ୍ରସନ୍ନ ସାର୍, ଆପଣ ଗୋଟେ କାମ କରନ୍ତୁ। ବାଘମାରୀ ପାଖରେ ଗୋଟେ ଅଛି, ବିପାସନା ମେଡିଟେସନ ଅଛି। ସାର୍ ବିପାସନା ମେଡିଟେସନ ସେଣ୍ଟର, ରାଇଟ। ସାର୍ ଯୋଉଟା କି ମୁଁ ପହର ଦିନ ଯୋଉ ମେଡିଟେସନ କରେଇଥିଲି ଆପଣଙ୍କୁ, କାଲି କରେଇଥିଲି, ରାଇଟ। ସେଠି ଆପଣଙ୍କୁ 9 ଦିନ ମେଡିଟେସନ ଶିଖେଇବେ। ସେଠି ମୋବାଇଲ ଆଲାଉଡ ନାହିଁ। ମୋବାଇଲ ସରେଣ୍ଡର କରିବେ, ପର୍ସ ସରେଣ୍ଡର କରିବେ। ଓକେ।
ଆଉ ସେଠି ରୁମ୍ ବି ଦେବେ ଆପଣଙ୍କୁ ରହିବା ପାଇଁ, ଖାଇବା ପାଇଁ ବି ଦେବେ, ସବୁ ଜିନିଷ ଦେବେ, ପଇସା ଲାଗିବନି କିଛି। ଯାଆନ୍ତୁ, 8 9 ଦିନ ତାର ଅଛି, ଦିନିକିଆ କୋର୍ସ ଅଛି, 2 ଦିନିଆ କୋର୍ସ ଅଛି, 9 ଦିନିଆ କୋର୍ସ ଅଛି, ଯାଆନ୍ତୁ। ଯଦି ନିଜ ମନକୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ଆହୁରି ପିଓର କରିବା ପାଇଁ ଯଦି ଚାହୁଁଛନ୍ତି, ସେଠି 9 ଦିନ ଭିତରେ ଆସିବେ, ଦେଖିବେ ଆପଣଙ୍କ ଭିତରେ ପରିବର୍ତ୍ତନ। ଭୁବନେଶ୍ୱର ଅଛନ୍ତି, ଯେତେବେଳେ ଯଦି ପାରୁଛନ୍ତି ଯାଆନ୍ତୁ। ଓକେ। ସାର୍ ଆଙ୍ଗେଲ କୋଉ ଆଙ୍ଗେଲ ରଖା ହବ? କୋଉ ଏଙ୍ଗେଲ ରଖା ହବ ମାନେ ମିନ୍ସ ମାନେ ଘରେ ବୁଝିପାରିଲେନି। ଘରେ ମାନେ ପାଖରେ ରଖିବା ପାଇଁ। ପାଖରେ ରଖିବେ, ଏଞ୍ଜେଲକୁ ରଖିବେ ତ? ହୁଁ। ଏଞ୍ଜେଲ ରଖିବା ପାଇଁ ଆମେ ସବୁ ଏଞ୍ଜେଲ ରଖିପାରିବେ। କାହାକୁ ଆପଣ ଖରାପ ଲାଗୁଛି କାହାକୁ ରଖିବା ପାଇଁ? ନାଇଁ ନାଇଁ ସେମିତି ନାଇଁ, ମାନେ କୋଉଟା ଆମର ଅଛି ରଖିବା ପାଇଁ। ବାଘମାରୀର ସମ୍ପୂର୍ଣ୍ଣ ଠିକଣା ଦେବେ ସାର୍, ଆପଣ ଗୁଗଲରେ ସର୍ଚ୍ଚ କରିଦିଅନ୍ତୁ, ବିପାସନା ମେଡିଟେସନ ନିୟର ବାय, ପାଇଯିବେ, ପୁରା ଡିରେକ୍ସନ ସହିତ ପାଇଯିବେ। କଣ କହିଲେ ପ୍ରଶାନ୍ତ ବାବୁ, କଣ କହିଲେ? ମାନେ ଆଙ୍ଗେଲ କୋଉ ଆଙ୍ଗେଲ ରଖିବା, ମୁଁ ସେଇଟା ହଁ, କହୁଛି ଆଉ। ଏଞ୍ଜେଲ ସମସ୍ତଙ୍କୁ ରଖିବେ, ସେମିତି କୋଉ ନାହିଁ, ଆମେ ସମସ୍ତଙ୍କୁ ହେଲ୍ପ ନଉଛେ ସେ ମାନେ ଗାର୍ଡିଆନ ସମସ୍ତଙ୍କୁ। ଆଙ୍ଗେଲ କହିଲେ ତ, ଗାର୍ଡିଆନ ଆଙ୍ଗେଲ କହିଲେ ତ। ମୁଁ ଆପଣ ଆଗକୁ ପ୍ରକ୍ରିୟାରେ ମୁଁ ଏଞ୍ଜେଲ ର ପୁରା ଦେଇଦେବି, ସିଟ୍ ଦେଇଦେବି। ହଁ, ଆଚ୍ଛା ପ୍ରିଣ୍ଟ ମେଡିସିନ କାଢିବେ। ଟା କେତେବେଳେ କହିଲେ ହବ? ମେଡିଟେସନ ତ ମୁଁ କହି ସକାଳୁ ଉଠିକି କରନ୍ତୁ। ଗାଧୋଇ ପାଧୁଆ ସାରିକି ନା? ନା, ସେମିତି କିଛି ନାହିଁ। ଉଠିବେ, ଟିକେ ଫ୍ରେଶ ହେଇଯିବେ, ବ୍ରଶ 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 କରି ଫ୍ରେଶ କରି ହେଇଯିବେ, ମେଡିଟେସନ କରନ୍ତୁ। ମେଡିଟେସନ ଲାଇଫରେ କଣ୍ଟିନ୍ୟୁ ରଖନ୍ତୁ, ମେଡିଟେସନ କୁ ଜୀବନରେ ସ୍କିପ୍ କରନ୍ତୁ। ଯଦି ଆମେ ଦେଖନ୍ତୁ, ଆମେ ସବୁ ଡିଫରେଣ୍ଟ କ୍ୟାଟେଗୋରୀର ଲୋକ। ଆମ ଆତ୍ମା କିଛି ଚାହୁଁଛି, ଆମ ଆତ୍ମା କିଛି ତାକୁ ପରିବର୍ତ୍ତନ ସେ ଚାହୁଁଛି, ତେଣୁ ଆଜି ଆପଣ ଏଇ ଜାଗାରେ ବସୁଛନ୍ତି, ରାଇଟ? ଆପଣଙ୍କର ଆତ୍ମା ଗୋଟେ ଗୋଟେ ଡିଫରେଣ୍ଟ ଆତ୍ମା, ନହେଲେ 2000 3000 ଲୋକ ରେଜିଷ୍ଟ୍ରେସନ କରିଥିଲେ, 70 80 ଲୋକ ଆପଣ ଆସିଛନ୍ତି। ତାମାନେ ଆପଣଙ୍କ ପାଖରେ କିଛି ଗୋଟେ ଅଲଗା ଅଛି, ଆପଣଙ୍କର ଉଦ୍ଦେଶ୍ୟ କିଛି ଅଲଗା ଅଛି, ଆପଣ ମାନେ ନିଜେ ଚାହୁଁଛନ୍ତି ନିଜ ଜୀବନକୁ ପରିବର୍ତ୍ତନ କରିବା ପାଇଁ, ତେଣୁ କରି ଏସବୁ ଜିନିଷ ହଉଛି। ତେଣୁ କିଛି ନାହିଁ, ଆପଣ ତା ଉପରେ ଫୋକସ କରନ୍ତୁ, ନିଶ୍ଚୟ ଆପଣଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆସିବ, ରାଇଟ? ଖାଲି ଧ୍ୟାନରେ ପରିବର୍ତ୍ତନ, ବସିବା ନା? ହଁ ହଁ, ଧ୍ୟାନ ଆପଣଙ୍କୁ ଦରକାର, ଧ୍ୟାନ ଦେଲେ ହିଁ ଆପଣଙ୍କର ଆତ୍ମାକୁ ଶାନ୍ତି ମିଳିବ। ସାର୍ ଖାଲି ଧ୍ୟାନରେ ବସି ସାରିଲେଣି ନା କଣ? ଖାଲି ଧ୍ୟାନରେ ବସିଲେ ତ ଆପଣ ମନ ଭଟକିବ ନା। ହଁ ସେ ଆପଣ ଯୋଉ ମେଡିଟେସନ ମୋର ଅଛି, ସେ ମେଡିଟେସନ କରନ୍ତୁ। ଓକେ। ଓକେ। ଓକେ, ନେକ୍ସଟ ଯିବା, ଏଥର ଫଟାଫଟ କଥା ହବା। ସୁକାନ୍ତ ପ୍ରଧାନ, ଗୁଡ ମର୍ଣ୍ଣିଂ, ନମସ୍କାର। ସାର୍ ନମସ୍କାର। କୁହନ୍ତୁ, ଏ 6 ଦିନ ଭିତରେ ଆପଣଙ୍କର ଏକ୍ସପିରିଏନ୍ସ କଣ ହେଇଛି କୁହନ୍ତୁ? 6 ଦିନ ଭିତରେ ସାର୍ ଏକ୍ସପିରିଏନ୍ସ କଲେ ସାର୍ ବହୁତ ଜିନିଷ ପାଇଛି। ଆଉ ଆପଣ ଯୋଉ ଏଞ୍ଜେଲ ଥେରାପି ଥିଲା ସାର୍, ମୁଁ ଆଗରୁ ଶୁଣିଥିଲି, କିନ୍ତୁ ଆଉ ମୋର କିଛି ମାନେ ଭଣଜା ଥିଲେ, କୁହନ୍ତି କି ଗୋଟେ ନମ୍ବର ଆସୁଛି, ଇଏ ଆସୁଛି। ମୁଁ କହିଲି ନମ୍ବର ଯଦି ଆସୁଛି, କିଛି ଗୋଟେ ଗଡଙ୍କ ଭଗବାନଙ୍କର କିଛି ଗୋଟେ ପ୍ରେରଣା, ତୁମେ ଇଏ କରନ୍ତୁ। ତାପରେ ମୁଁ ଛୋଟ ବେଳୁ ସାର୍ ବ୍ରହ୍ମକୁମାରୀ ଜିନିଷଟାକୁ ଦେଖିଥିଲି, ଆଉ ବସିକି କିଛି, ତାପରେ ସାର୍ ଲାଇଫ ଇଏରେ ମୁଁ ଛାଡିକି ପୁଣି ନିଜ କର୍ମ କ୍ଷେତ୍ରକୁ ଆସିଗଲି। ଆଉ ଲାଇଫରେ ସାର୍ ବହୁତ ଷ୍ଟ୍ରଗଲ କରିଛି, ମାନେ ବହୁତ ଫ୍ରଷ୍ଟ୍ରେସନ ହତାଶରେ ହିଁ ଚାଲିଥିଲା। ତାପରେ ସାର୍ ନିଜେ ଗାୟତ୍ରୀ ପରିବାର ସହିତ ସାମିଲ କଲି ନିଜକୁ ପରିବର୍ତ୍ତନ କରିବା ପାଇଁ। ତାପରେ ଏମିତି ସମୟ ଆସିଲା, ମୋ ଆଗ ଲୋକ ଗୁଡା ସବୁ ଚାଲି ଯାଇଛନ୍ତି, ଦାୟିତ୍ୱର ବୋଝ ଆଉ କର୍ମ ଭିତରେ ମାନେ ମୁଁ ନିଜକୁ ରଗଡି ଚାଲିଛି ଏବେ ବି। ଆଉ ଏବେ ଯୋଉ ସାର୍ ଏଇ ଯୋଉ ଏଞ୍ଜେଲ କୁ ମାନେ ଥେରାପି କୋର୍ସ କୁ ଆସିବା ପୂର୍ବରୁ ମୋ ମାଇଣ୍ଡ ପୁରା ଡାଇଭର୍ଟ, ହତାଶ ଆଉ ଜିରୋ ହେଇଯାଇଥିଲା। ମାନେ ମତେ ଲାଗୁଥିଲା ମୁଁ କିଛି ସଂସାରରେ ନାହିଁ, ଆଉ ମୁଁ ଡେଥ କରିଯିବି, ଏତିକି ମାନେ ବ୍ରେନ ଉପରେ ପ୍ରେସର ଅଛି। ତାପରେ ଗୋଟେ ସେଣ୍ଟେନ୍ସ ମୁଁ ଅବଦୁଲ କାଲାମଙ୍କର ଗୋଟେ ରଖିଥିଲି, ଆଉ ସେଇଟାକୁ ମୁଁ ସବୁବେଳେ ପଢିକି ଯାଏ। ଥିଲା ସାର୍, I am a lucky person by God created me, every strong and achieve all the happiness thing, love multiply, money, health, wealth, everything is beautiful. ତାପରେ ଗାୟତ୍ରୀ ମନ୍ତ୍ରକୁ ଚାଟ କରି କରି କୁଆଡେ ଚାଲିଗଲେ?
ସୁକାନ୍ତ ପ୍ରଧାନ ଚାଲିଗଲେ କୁଆଡେ? ଏଞ୍ଜେଲ ବିସ୍ କୁହନ୍ତୁ ଅଛି ଆସିଲେ। ସାର୍। ହଁ କୁହନ୍ତୁ। ତାପରେ ସାର୍ ମୁଁ ବହୁତ କଷ୍ଟରେ ଗୋଟେ କାମ ବି ଯଦି ଖୋଜିଲି ସାର୍, ମୋର ଅବିକଳ କେହି ନାହାନ୍ତି, ଆଉ ମୋ ଉପରେ 12ଟା ଲୋକ ଅଛନ୍ତି। ଆଉ ୱାର୍କ ପ୍ଲେସ ରେ ସାର୍ ଏଠୁ ଯେତେବେଳେ ଯାଉଛି 6 ଦିନ ଭିତରେ, ମତେ ସାର୍ ଗୋଟେ ଏନର୍ଜିକ ମାନେ ପାୱାର ସହିତ ଯାଉଛି। ଆଉ ଯେତେବେଳେ ସେଠି କରୁଛି ଏତେ ମାନେ ସ୍ପିଡ ୱାର୍କ କରୁଛି, ଆଉ ସମସ୍ତେ ଗଲା ମାତ୍ରେ ସାର୍ ମତେ ଏଇଟା ଦିଅ, ମୋ ପାଇଁ ଏଇଟା କରିଦିଅ, ଆମକୁ ଏଇଆ ଦରକାର। ମାନେ ମତେ ସାର୍ ଗୋଟେ ଘଣ୍ଟା ଭିତରେ ସେ ସବୁ କରିଦଉଛି, ଆଗରୁ ମତେ 2 ଘଣ୍ଟା ଲାଗୁଥିଲା। ତାପରେ ତ ସାର୍ ଉପର ଲେବୁଲ ର ଯେତେବେଳେ ପ୍ରେସର ଆସେ, ମୁଁ କରି କରି ସାର୍ ରାତି 8 କେତେବେଳେ 10 ଘରକୁ ଫେରୁଛି। ଆଉ ସେତେବେଳେ ମୁଁ ଏତେ ଟାୟାର୍ଡ ହେଇଯାଉଛି, ମାନେ ଅନହେଲ୍ଦି ଲାଗେ। ପୁଣି ସକାଳୁ ରାତିରେ ଗଡ୍ କୁ ପ୍ରେୟାର କରିକି ଶୋଇଲା ପରେ ପୁଣି ଏନର୍ଜେଟିକ ଇଏ କରିକି ଆପଣଙ୍କ କ୍ଲାସ ରେ ବସୁଛି। ମାନେ ମତେ ଫିଲ୍ ହଉଛି ସାର୍ ଯେ କିଛି ନା କିଛି ଗୋଟେ ହାଇଡେନ ଜିନିଷ ଅଛି, ଆଉ ତାକୁ ଯଦି ଆମେ ପୁରା ଡିପଲି ଅନ୍ତରାତ୍ମା ସହିତ ତାକୁ ଯଦି କନେକ୍ଟ କରୁଛେ, କାହିଁ ନା କାହିଁ ଆମକୁ ବହୁତ କିଛି ପ୍ରେରଣା ମିଳୁଛି। କାମରେ ହଉ, ନିଜର ଆଚାର ବ୍ୟବହାର ଶୈଳୀରେ ହଉ, ବହୁତ ପଜିଟିଭ ଥିଙ୍କ ଟା ଆସିଯାଉଛି ସାର୍। କିନ୍ତୁ ଆମକୁ ସାର୍ ଯୋଉ ପ୍ରତ୍ୟେକ କ୍ଷେତ୍ରରେ ଗୋଟେ ନେଗେଟିଭ ଏନର୍ଜି ଆମକୁ ସାର୍ ପେଲୁଛି ପ୍ରେସର ପୁରା। ଆଉ ମତେ ସାର୍ ମାନେ ମତେ ମତେ ଗୋଟେ ଫିଲ୍ ହୁଏ, ଯାହାବି ନେଗେଟିଭ ଜିନିଷ ଆସୁଛି ଆସୁ, କିନ୍ତୁ ମତେ ଫେସ୍ କରିବାର ଅଛି, ମତେ ହଟିବାରେ ହିଁ ନାହିଁ ସାର୍। ଆଉ ଲାଗେ ସାର୍ ମାନେ ମତେ ଏତିକି ଏନର୍ଜି ମିଳେ ଯେ ମତେ ଲାଗେ ସେ ନେଗେଟିଭ ଏନର୍ଜି କି ମୁଁ ସାର୍ ମାନେ ଡୋମିନେଟ କରିଦେବି, ଏଇ ଟାଇପ ର ମାନେ ଗୋଟେ ଫିଲ୍ ଏନର୍ଜି ଆସେ ମୋ ଉପରକୁ। Okay. ତାହେଲେ ଏବେ ଯେତିକି ଶିଖିଲେ ତାକୁ ଜୀବନ ପରିବର୍ତ୍ତନ କରିବା ପାଇଁ ତାକୁ ଜୀବନରେ ବ୍ୟବହାର କରିପାରିବେ? କିଛି ଅସୁବିଧା ଅଛି? ଆଜ୍ଞା ସାର୍। ନାଇଁ ସାର୍, ଏତିକି ଜିନିଷ ଆପଣ ଯେତେବେଳେ ଇନଷ୍ଟ୍ରକ୍ସନ ଦଉଛନ୍ତି, ମାଇଣ୍ଡ ରେ ସାର୍ ପୁରା ଷ୍ଟେପ ବାଇ ଷ୍ଟେପ ଆସି ଯାଉଛି। କିନ୍ତୁ ଯେତେବେଳେ ନିଜେ କରୁଛି ସାର୍, ବହୁତ କିଛି ମତେ ଅପୋଜ ଆସିଛି ସାର୍। ବେଳେ ବେଳେ ଆଚ୍ଛା। ମେଡିଟେସନ ରେ ବସେ ସାର୍, ବହୁତ ଗୁଡେ ଜିନିଷ ମତେ ପ୍ରତିବନ୍ଧ କଲା ବେଳକୁ ମାନେ ପୁରା ବାହାରି ଯାଏ ସେଠୁ, ଡିଷ୍ଟ୍ରାକ୍ଟ ହେଇଯାଏ। ପୁରା ଟ୍ରାକ୍ ଲାଇନ ରେ ଥିଲେ ବି ମାନେ ମତେ ଡିଷ୍ଟ୍ରାକ୍ଟ ହେଇଯାଏ। ତଥାପି ନିଜକୁ ବାର ବାର କରେ ସାର୍, ସେଇଟାକୁ ଆପ୍ଲାଏ ଆଚ୍ଛା, କରୁଛି ନିଜ ଲାଇଫ ରେ। ବହୁତ ବଢିଆ, ବହୁତ ବଢିଆ। ଓକେ, ସାର୍ ଆଜି ଜାଣିବା ଖାଲି ଏଞ୍ଜେଲଙ୍କ ବିଷୟରେ ଆଉ ଗୋଟେ ଟିକେ। ଜିନିଷ ସାର୍, ହୁଁ। ମୁଁ ଯୋଉ ଜିନିଷଟା ସାର୍ କରୁଛି, ଜିନିଷଟା ଆମେ ଯୋଉ ଶିଖିଲେ ସାର୍, ମାନେ ଗୋଟେ ୱେ ମିଳିଗଲା, ସେ ୱେରେ ଏଇ ଯୋଉ ଏଞ୍ଜେଲ କୁ ସେଟା ତ ବିଲିଭ୍ ଅଛି ସାର୍। ଯେତେବେଳେ ସାର୍ ଲିଖିତ କରୁଛି, ମତେ ମାନେ ଫିଲ୍ ହୁଏ ଯେ ହଁ ଚାଲିଛି ଲିଖିତ। ମାନେ ମୁଁ ରାତିରେ ଆସିଲେ ବି ସାର୍ ଶୋଇବା ପୂର୍ବରୁ କିଛି ନା କିଛି ଲେଖିଦିଏ। ଆଉ ସେଇ ଜିନିଷ କଲା ବେଳକୁ ମତେ ସାର୍ କୋଉଠି ନା କୋଉଠି ଗୋଟେ ମାନେ ମିଳୁଛି, କିନ୍ତୁ ଟିକେ ଲେଟ୍ ଟାଇମ୍ ଲାଗୁଛି ଏମିତି ଫିଲ୍ ହୁଏ। ଏଇଟା ବି ଗୋଟେ ପ୍ରତିବନ୍ଧକ ମନର। ଆମେ ଉଚ୍ଚାରଣ କରିବାନି ମନରେ, କେବେ ଭାବିବାନି କେବେ ଯେ ଆଜ୍ଞା ମିଳୁଛି, ଲେଟ୍ ମିଳୁଛି। ଏଇଟା ଗୋଟେ ପ୍ରତିବନ୍ଧକ। ମିଳୁଛି, ଆଜ୍ଞା ମିଳିବ। ଆଜ୍ଞା ଡିଭାଇନ ସମୟ ଆସିନି, ଡିଭାଇନ ଟାଇମ ଆଜ୍ଞା। ଆସିନି। ମୁଁ ସାର୍ ସେଥିପାଇଁ ମୁଁ ଲେଖିଦିଏ। କାଳେ ଯଦି ସାର୍ ମାଇଣ୍ଡ ରେ ଯଦି ଚିନ୍ତା କରିବି କିଛି ଅପୋଜ କରିବ ବୋଲି, ମୁଁ ଲେଖିଦିଏ। ଲେଖିଲା ମାନେ କଣ କି ସାର୍, ଆଇ କଣ୍ଟାକ୍ଟ ରହିଲା, କଣ ଲେଖିଲି ରହିଲା, ଆଉ ନେଗେଟିଭ ଟା ସେଠି ଆଉ ପଶି ପାରେନି। ରାଇଟ ରାଇଟ, ଏକ୍ଜାକ୍ଟଲି ଏକ୍ଜାକ୍ଟଲି। ଓକେ, ଚାଲନ୍ତୁ ଆଜି ବି ଜାଣିବା ଓକେ ଆଉ ସାର୍। କିଛି। ଓକେ, ଆମର ଲମ୍ବା ସମୟ ଓକେ ଜର୍ନି, ଏମିତି ନାହିଁ କ୍ଲାସ 6 ଦିନ ସରିଗଲା, ପାଠ୍ୟକ୍ରମ ସରିଗଲା। ଓକେ, ଲମ୍ବା ସମୟ ନାଇଁ ଅଛି। ଆଜ୍ଞା। ଚାଲନ୍ତୁ। ଓକେ ସାର୍, ପ୍ରବୀର ସାର୍ ଅନମ୍ୟୁଟ କରନ୍ତୁ। ନମସ୍କାର। ନମସ୍କାର ସାର୍। କୁହନ୍ତୁ, କାଲି ଷ୍ଟ୍ରେସ୍ କମିଲା? ବହୁତ କିଛି ସାର୍ ଏକ୍ସପିରିଏନ୍ସ ମିଳିଲା ସାର୍, କାଲି ବହୁତ ମେଣ୍ଟାଲି ପିସ୍ ମିଳିଲା ସାର୍। ଯାହା ହଉ କେମିତି, ମାନେ କାହିଁକି ମିଳିଲା ଦୀପ? କାହିଁକି ମିଳିଲା ମତେ ଟିକେ କୁହନ୍ତୁ। ସାର୍ ଆପଣଙ୍କଠୁ ଯୋଉ ମାନେ ଯୋଉ ମୋରାଲ କରେଜ ଟା ମିଳିଲା, ସେଇଟା ହିଁ ମୋ ପାଇଁ ଗୋଟେ ପ୍ଲସ୍ ପଏଣ୍ଟ ସାର୍। ମାନେ ଭୟ ପଳେଇଗଲା, ଆଇ ଚାଲିଗଲା ଏମ୍ ଭୟ? ଗ୍ରେଟଫୁଲ ଟୁ ୟୁ ସାର୍। ହୁଁ, ହଁ ମନେ ପଡିଗଲା, ତାପରେ ଯାଇଥିଲି। ନର୍ଭସନେସ୍ ଯୋଉଠି ଥିଲା, କାହିଁକି ନା ସେ ସବୁ ଜିନିଷ ଆମକୁ ସାର୍ କିଛି ଏକ୍ସପିରିଏନ୍ସ ନଥିଲା ନା ସାର୍। ଗୋଟେ ଜିନିଷ ହଉଛି, ଆମେ ଠିକ ଅଛି ଆମେ ଇଲିଗାଲ ଯଦି ଥାଆନ୍ତି, ତାହେଲେ ଆମ ମନରେ ଗୋଟେ ଭୟ ଆସିବ। ମୁଁ ତ ଇଲିଗାଲି କିଛି ବି କରିନି, କିଛି ବି ମୋ ମନରେ କୌଣସି ମାନେ ଖରାପ ଭାବନା ବି ନାହିଁ। ତଥାପି ମୋ ମନରେ ଡର ଆସୁଥିଲା, କଣ ନା ଗୋଟେ ଗୋଟେ ଇମ୍ପ୍ରେସନ।
ସେ ଜାଗାକୁ ଗଲେ ଏଇ ସବୁ ଜିନିଷ ହୁଏ। ସେ ଗୋଟେ ଜିନିଷ ଥାନା କଚେରୀ ମେଡିକାଲ ଏଇ ସବୁ ଜିନିଷ ଗୋଟେ ମାନେ ଭୟ ଲାଗେ ଯିବା ପାଇଁ। ସେଇଥିପାଇଁ ମୁଁ ଯାଇଥିଲି, ଯାହାକୁ ଫେସ୍ କଲି, ସେଟା ଗୋଟେ ନୂଆ ଏକ୍ସପିରିଏନ୍ସ ହେଲା। ଯାହା ବି ହଉ ସେଟା ତ ଯାହା ବି ହେଲା, ଏବଂ ସେ ବି ଗୋଟେ ପନିଶମେଣ୍ଟ ପାଇଲା ରକମ ପାଇଲା। ଆଉ ଯାହା ବି ହଉ ମାନେ ତାଙ୍କୁ ଚଲ ମିସେଜ ସେଟା ଆସିଛି। ଭୁଲିଯିବା, ଯାହା ହବ ସେଟା ସେଟା ଉପର ହେଲା, ଆମେ ଆମ କର୍ତ୍ତବ୍ୟ କରିବା, ତେଣିକି ଯାହା ହବ ହବ। ବାକି ଆଉ ଏବେ କୁହନ୍ତୁ। ଆଉ ସାର୍ ଏଇ ଯୋଉ 6 ଦିନ ଭିତରେ ମୋର ଫାଷ୍ଟ ଏକ୍ସପିରିଏନ୍ସ ହେଲା ସାର୍, ଆପଣଙ୍କୁ ଦେଖିଲା ପରେ ଗୋଟେ ଜିନିଷ ସାର୍, ମୁଁ କହୁନି ପ୍ରଶଂସା କରୁନି କି କାହାକୁ ମାନେ ମାନେ ମିଛ ଇଏଟା ବ୍ଲକେଜ କହୁନି। ରଖନ୍ତୁନି, ଯାହା ଆସୁଛି ପାଟିରେ କହିବା ପାଇଁ ହଁ, ଚେଷ୍ଟା କରନ୍ତୁ। ତେଣୁ କହୁନି ଆପଣଙ୍କୁ କରୁନି ସାର୍, ଆପଣ ଖରାପ ଭାବନ୍ତୁନି, ଏଇ ପ୍ରକାର କହନ୍ତୁନି। ଏହା ହଁ କହିବା ଦ୍ଵାରା କଣ ହଉଛି ନା, ଆପଣ ନିଜର ଅନ୍ତର ଆତ୍ମାକୁ ସପ୍ରେସ କରୁଛନ୍ତି। ଆଜ୍ଞା, ପୁଣି ତେଣୁ ମୋ ଛଅ ପାଖରେ ଦିନ ନୁହଁ, ଭିତରେ କାହା ପାଖରେ ବି ଏମିତିଆ ବ୍ୟବହାର କରନ୍ତୁନି ଯେ ସାର୍ ହଁ ମୁଁ ଚାହୁଁଛି କହିବା ପାଇଁ, କିନ୍ତୁ ମତେ ମୁଁ କହିବା ପାଇଁ ଚାହୁଁନି ଆପଣଙ୍କ ଆଗରେ। ଏଇ ଆଜ୍ଞା ସବୁ ଜିନିଷ ରଖନ୍ତୁନି। ଅନ୍ତରାତ୍ମା କିଛି କହୁଛି ଆପଣଙ୍କୁ କହିବା ପାଇଁ, ହଁ କୁହନ୍ତୁ। ତେଣୁ ଏସବୁ ଜିନିଷ ସାର୍ ଦେଖିଲି 6 ଦିନ ଭିତରେ ଆପଣଙ୍କଠୁ ଯାହା କିଛି ଶିଖିଲେ, ଆପଣ ଯଦି ଆମ ପାଇଁ କିଛିଟା କରୁଛନ୍ତି, ଯାହା ବି କରୁଛନ୍ତି ସେଇଟା ଆପଣଙ୍କୁ, ଆପଣ ନିଜକୁ କଷ୍ଟ ଦେଇକିରି ବି କରୁଛନ୍ତି। ତା ମାନେ ନୁହେଁ ଯେ କିଛି ପଇସା ବଦଳରେ ଆପଣ କିଛି ଆମକୁ ଶିକ୍ଷା ଦଉଛନ୍ତି। ଆପଣ ବି କିଛି କଷ୍ଟ ପାଉଛନ୍ତି, କିନ୍ତୁ ଏମିତି ଭାୟା ମିଡିଆ ଅନଲାଇନ ଫନଲାଇନ ଯାହା ବି ଅଛି କୋର୍ସ, ସବୁ ଯାକ ସେମାନେ କଣ କରୁଛନ୍ତି, ପ୍ରୋଭାଇଡ କରିଦଉଛନ୍ତି, ପଇସା ନେଇଯାଉଛନ୍ତି, ଘରେ ବସି ଯାଉଛନ୍ତି। କିନ୍ତୁ ଆପଣ ଭୋର 4ଟାରୁ ଉଠିବା, 4ଟାରୁ ଉଠିକି 9ଟା 10ଟା ପର୍ଯ୍ୟନ୍ତ ଆମ ସହିତ ଯୋଡି ହବା, ତାପରେ ପୁଣି ଆମ ସହିତ ମାନେ ଇଣ୍ଟରାକ୍ସନ ରହିକିରି ଆପଣଙ୍କୁ ବି କିଛିଟା ପରିଶ୍ରମ ହଉଥିବ ନା। ମୁଁ 4 ଘଣ୍ଟା ସେଇ ଶୋଉଛି ବା, ପରିଶ୍ରମ ମୁଁ 4 ଘଣ୍ଟା ବାସ୍, ମାତ୍ର ଶୋଉଛି। ଦେଖନ୍ତୁ ଆମ ପାଇଁ ସେତିକି ଆପଣ ସାକ୍ରିଫାଇସ କରୁଛନ୍ତି, ଯୋଉଟା କି ଫ୍ୟାମିଲି ମେମ୍ବର ମାନେ ବି ଆମ ପାଇଁ କରୁନଥିବେ। ଆମର ଯୋଉମାନେ ଯାହା ସହିତ ଆମେ ରହୁଛେ ଆଜି ପର୍ଯ୍ୟନ୍ତ, ମତେ 50 ବର୍ଷ ବସିବାକୁ ହେଲାଣି, ମୋ ସହିତ ଏତେ ସମୟ କେହି ଯୋଡି ହେଇକି 4 ଘଣ୍ଟା 5 ଘଣ୍ଟା ବସି ନଥିଲେ, ଏବଂ ମୁଁ ବି କାହା ପାଇଁ ଏତେ ସମୟ ଦେଇନଥିଲି। ଆପଣଙ୍କୁ ତ ଯାହା ଏକ୍ସପିରିଏନ୍ସ ମିଳୁଛି, ଲାଇଫ ଲଙ୍ଗ ବଞ୍ଚିଥିବା ପର୍ଯ୍ୟନ୍ତ ଏସବୁ କେବେ ବି ଭୁଲି ହବନି। ମାତ୍ର 1888 ଟଙ୍କା, କଣ ଅଧିକା ଦେଇଦେଲା? ଗୋଟେ ଜିନିଷ ହଉଛି, ତା ଭିତରେ ଆପଣ ଆମ ମନ ଭିତରେ ନେଗେଟିଭିଟି ଟାକୁ ଦୂର କରୁଛନ୍ତି, ଆମ ଭିତରେ ଗୋଟେ କିଛି ବଞ୍ଚିବାର ରାହା ଦେଖେଇଛନ୍ତି। ତା ଭିତରେ କେତେ ସୁନ୍ଦର ସୁନ୍ଦର ଜିନିଷ ଆପଣଙ୍କ ଠାରୁ ଆମେ ପାଇଛୁ। ମୁଁ ବର୍ତ୍ତମାନ ମାନେ ଗଦଗଦ ହେଇ ପଡୁଛି ସାର୍ ନିଜେ। ଗୋଟେ ଜିନିଷ ହଉଛି, ମୁଁ ଆଶା କରିନଥିଲି ଏମିତି, ଇଏ ଗୋଟେ ଗୋଟେ ଜିନିଷ ସାର୍, ଅପରଚୁନିଟି ଯୋଉଟା କି ମୁଁ ଭାବେ ମୋର ସମୟ ଆସିନଥିଲା, କାରଣ ମୁଁ 50 ବର୍ଷ ପାଖାପାଖି ହେଇଗଲାଣି ମତେ, ମୋ ସମୟ ଆସିନଥିଲା, ମୋର ଭଲ ସମୟ ଆସିନଥିଲା। ମୁଁ ଭାବୁଛି ହୁଏତ ମୋ ପାଇଁ ଏଇଟା ଗୋଟେ ଭଲ ସମୟ ଆସିଛି, ଆପଣଙ୍କ ସହିତ ମୁଁ ଯୋଡି ହେଇଗଲି, ଆପଣ ମୋ ଲାଇଫ କୁ ଆସିଛନ୍ତି। ମୁଁ ପଇସା ଛାଡନ୍ତୁ, ଆଜି ମୋ ଜୀବନରେ ଯେତିକି ବି ଦୁର୍ଘଟଣା ଘଟିଛି ବା ଯେତିକି ସବୁ ଘଟଣା ଘଟିଛି, କୋଉଟା ପଜିଟିଭିଟି ଏପର୍ଯ୍ୟନ୍ତ ହେଇନି। କିନ୍ତୁ ମୋ ମନରେ କାହିଁକି ଏମିତି ଆସେ ଯେ ହଁ ଠିକ ଅଛି, ମୋର ଏବେ ପଜିଟିଭିଟି ଆସିଯିବ ବୋଲି ମୁଁ ଭାବେ। ତା ଛଡା ଆପଣଙ୍କ ଏଇ ଯୋଉ ଆମେ ଯୋଉ ଫ୍ୟାମିଲି ଏବେ ତିଆରି ହେଲେ, ମାନେ 30 ଜଣ 35 ଜଣ, ଆପଣଙ୍କୁ ତ ଯାହା ମିଳିଲା ମିଳିଲା। ସମସ୍ତେ ଯେତିକି ଯୋଡି ହେଇଛନ୍ତି, ଏବେ ସୁକାନ୍ତ ବାବୁଙ୍କ ସହିତ କଥା ହଉଥିଲେ, ତାଙ୍କଠୁ ମଧ୍ୟ କିଛି ଶିଖିବାକୁ ମିଳିଲା। ସେ କେତେ ଷ୍ଟ୍ରଗଲ କରୁଛନ୍ତି। ତା ଭିତରେ ଆମର ହରପ୍ରିୟା ମ୍ୟାଡାମ ବି ରହୁଛନ୍ତି, ହରପ୍ରିୟା ମ୍ୟାଡାମ ଠାରୁ ବି ବହୁତ କିଛି ଶିଖିବାକୁ ମିଳୁଛି। ବହୁତ ମାନେ ପ୍ରତ୍ୟେକ ମେମ୍ବର ଠାରେ ଆପଣ ଯୋଉ ଏକ୍ସପିରିଏନ୍ସ ଟା ଯୋଉ ସେୟାର କରଉଛନ୍ତି, ସେଇଟା ଗୋଟେ ଆଉ ଗୋଟେ ଆଡିସନାଲ ପ୍ଲସ ପଏଣ୍ଟ। କାହା ସହିତ ଆମେ ବିଭିନ୍ନ ପ୍ରକାର ଲୋକମାନଙ୍କ ସହିତ ଆମେ ମିଶୁଛେ, ତାଙ୍କର କାହା ସହିତ ଆମେ ସେୟାର କରିପାରୁଥିଲେ କି? କରିପାରୁନଥିଲେ। ତେଣୁ କିଏ ଭଲ କିଏ ମନ୍ଦ, ତା ଭିତରେ ଆମକୁ ବାଛିବାକୁ ପଡିବ। ତା ଭିତରେ ଏଇ ସବୁ ଏକ୍ସପିରିଏନ୍ସ ଆମ ପାଇଁ, ଆମ ଜୀବନକୁ ଆଉଠି ଉନ୍ନତି କରିବା ପାଇଁ ଏ ସବୁ ଚେଷ୍ଟା କରିବ। ତା ଭିତରେ ଆପଣଙ୍କୁ ସାର୍ ଥ୍ୟାଙ୍କ ୟୁ ସୋ ମଚ୍ ସାର୍, ମାନେ ମେନି ମେନି ଥ୍ୟାଙ୍କସ ଟୁ ୟୁ, ଯାହା ଆଇ ଆମ ଓଫୁଲ ଟୁ ୟୁ। ମୋ ଲାଇଫରେ ମୁଁ ଆପଣଙ୍କୁ ଗୁରୁ ବୋଲି ଆଜି ମାନି ନେଲି। ଆଜି ହଉଛି 6 ଦିନର ଆଜି ମାନେ ଶେଷ ଦିନ। ତେଣୁ ଆପଣଙ୍କୁ ଆଜି ଗୁରୁ ବୋଲି ମାନିଛି। ମୋର ମୁଁ ମାନେ ବେଶୀ ଧ୍ୟାନ ଦିଏ ମୋ ବାପା ମାଙ୍କୁ, ମାନେ ଧ୍ୟାନ ଦିଏ। ତା ପରବର୍ତ୍ତୀ ଷ୍ଟେଜରେ ଆପଣ ମୋ ଲାଇଫକୁ ଚାଲି ଆସିବେ। ଭଗବାନଙ୍କର କଣ ଇଚ୍ଛାରେ ଅଛି ଦେଖାଯାଉ। କିଛି ତେଣୁ ନାହିଁ, କିଛି ଆପଣଙ୍କୁ ଇଚ୍ଛା ନାହିଁ। ଆପଣ ଯୋଉଟା ଭାବୁଛନ୍ତି ଭଗବାନଙ୍କର ଇଚ୍ଛା ସେଇଟା। ଆଜ୍ଞା ଠିକ ଅଛି। ଆପଣ ଆଜ୍ଞା ସାର୍ ଅନ୍ତରାତ୍ମା ଯାହା କହୁଛନ୍ତି ସେଇଟା ହିଁ ଭଗବାନଙ୍କର ଆନ୍ସର, ଆଉ କିଛି ନାହିଁ। ଆମେ ସବୁବେଳେ ଅନ୍ତରାତ୍ମା ସହିତ କନେକ୍ଟ ରହିବା, ସେ ହିଁ ଆମର ଗୋଟେ ମୁଖ୍ୟ ଅସ୍ତ୍ର। ଆଜ୍ଞା ସାର୍। ବାର ବାର କହୁଛି, ଥଟ୍ ଉପରେ କାମ କରନ୍ତୁ। ଥଟ୍ ଆସୁଛି, ଥଟ୍ କୁ ପ୍ରାୟୋରିଟି ଦିଅନ୍ତୁ। ଆଉ ସାର୍ ଥଟ୍ ଗୋଟେ ଥର ଜିନିଷ ହଉଛି, ଆଉ ସାର୍ ଗୋଟେ ଜିନିଷ ହଉଛି ମୋ ଲାଇଫରେ ଏମିତି ବି ହଉଛି,
ମୁଁ ସାର୍ କଣ ସମୟଟା ଖରାପ ଚାଲିଛି ମୁଁ ଜାଣିନି, ମୁଁ ଲୋକଙ୍କର ଭଲ ପାଇଁ ଚାହିଁଲେ ବି ମୁଁ ବି ନିଜ ପକେଟରୁ ବି ଖର୍ଚ୍ଚ କରିକି ଲୋକମାନଙ୍କୁ ପଇସା ଦେଇଛି। ଯେ ତାର ଅସୁବିଧା ପଡୁଛି, ଏଇଟା ମୋ ବାପାଙ୍କ ଠାରୁ ମୁଁ ଶିଖିଛି। ଯାହାର ଅସୁବିଧା ପଡୁଛି ତୋ ପାଖରେ କଣ ଅଛି ତୁ ଦେଖେ ନା, ଯାହା ଅଛି ତୁ ଦେଇଦେ। ମାନେ ସେ ଅଲରେଡି ମାନେ ଏସ୍କେପ୍ ହେଇଯାଉ, ସେ ଆଟଲିଷ୍ଟ ସେ ଏସ୍କେପ୍ ହେଇଯାଉ, କେମିତି ସେ ବିପଦରୁ ବାହାରି ଆସିବ କି ତା ଭଲ ମାନେ ଅନ୍ତରାତ୍ମାରେ ଯୋଉ ହଁ ଯେ ଯାହା ମୁଁ ସାହାଯ୍ୟ ପାଇଲି ବୋଲି ଏତିକି ତ ତା ମନରୁ ଗୋଟେ ବାହାରି ଆସିଥିବ। କିନ୍ତୁ ତାପରେ ମଧ୍ୟ ସେ ଲୋକ ବି ମତେ ହଇରାଣ ନ କରିବେ। ଏମିତି ମାନେ ପୁରା ସ୍ଲାଣ୍ଟ ଲାଙ୍ଗୁଏଜ ୟୁଜ କରି ଏ ସବୁ ଜିନିଷ, ବହୁତ ଜିନିଷ ଯୋଉଟା କି ଆଖିରେ ଲୁହ ଚାଲି ଆସୁଛି ଏ ସବୁ ଜିନିଷ କହିଲା ବେଳକୁ, ମୁଁ ତ ତା ପାଇଁ କିଛି ଅନ୍ୟାୟ କରିନି, ସେ କାହିଁକି ମୋ ପ୍ରତି ଏତେ ମାନେ ରିଉଡ ହେଇଯାଉଛି, ଏଇ ସବୁ ଜିନିଷ ଦେଖନ୍ତୁ, ଭାବିଲା ବେଳକୁ। ଏସବୁ ଜିନିଷ ଆମ ପାଖରେ କମି ରହୁଛି, ଯୋଉଟା ଆପଣ ଏବେ 6 ଦିନ ପ୍ରକ୍ରିୟାରେ ଶିଖିଲେ। ୟାକୁ ଦେଖନ୍ତୁ, ଆପଣ ଜୀବନରେ ବ୍ୟବହାର କରନ୍ତୁ, ଅଟୋମେଟିକ ସେଇ କ୍ୟାଟେଗୋରୀ ଲୋକ ହିଁ ଆକର୍ଷଣ କରିବ, ସେଇ କ୍ୟାଟେଗୋରୀ ହିଁ ଆକର୍ଷଣ କରିବ। ଯେହେତୁ ଆପଣ ଜାଣିନଥିଲେ, ରାସ୍ତା ମିଳୁନଥିଲା, ଖୋଜୁଥିଲେ, ଖୋଜିଲେ, ଯେତେବେଳେ ଖୋଜିଲେ ଆପଣଙ୍କ ପାଖରେ ମୁଁ ପହଞ୍ଚିଲି। ଆଉ ମୁଁ ଯେତେବେଳେ ଆପଣଙ୍କୁ କିଛି ଜ୍ଞାନ ଦଉଛି, ତାକୁ ଯଦି ବ୍ୟବହାର କରିବେ, ଦେଖିବେ ଏଇ ସବୁ ଆମର ଯେତେବେଳେ ଭିତରଟାକୁ ଆମେ ଇନର ୱାର୍ଲଡ ଟାକୁ ଯେତେବେଳେ ଆମେ ସଫା କରିଦବା, ଆମ ଆଜ୍ଞା ସହିତ ସେଇ କ୍ୟାଟେଗୋରୀ ଲୋକ ଆସିବେ, ଆଉ ସେମାନଙ୍କଠୁ ଖୁସି ଆମକୁ ମିଳିବ। ଯେହେତୁ ଆମେ ଇନର ୱାର୍ଲଡ ସଫା କରୁନେ, ଆମକୁ ସେଇ କ୍ୟାଟେଗୋରୀ ଲୋକ ମିଳୁଛନ୍ତି ଆଉ ଆମକୁ କଷ୍ଟ ଦଉଛନ୍ତି। ଦେଖନ୍ତୁ, ଚୋର ସହିତ ଗୋଟେ ଭଦ୍ର ଲୋକ ମିଶୁଛି କେବେ? ଭଦ୍ର ମାନଙ୍କ ସହିତ ଚୋର ଲୋକ କେବେ ସମ୍ପର୍କ ରଖନ୍ତି? ଭଲ ଲୋକଙ୍କ ସହିତ ଭଲ ଲୋକ ହିଁ ସମ୍ପର୍କ ରଖନ୍ତି। ଖରାପ ଲୋକ ସହିତ, ଚୋର ମାନେ ଚୋରଙ୍କ କ୍ୟାଟେଗୋରୀ ଲୋକ ହିଁ ସେମାନଙ୍କ ସହିତ କନେକ୍ଟ ଥିବେ। କାହିଁକି? ଏଇଟା ହେଲା ନା ଏ ନେଚର ପ୍ରକ୍ରିୟା। ଆପଣ ଯାହା ଚିନ୍ତା କରୁଛନ୍ତି, ଯାହା କରୁଛନ୍ତି, ଯାହା ଆପଣ ଆପଣଙ୍କର ମାନେ ଜୀବନ ଶୈଳୀ ନଉଛନ୍ତି, ସେ ଅନୁସାରେ ଲୋକ ଆପଣଙ୍କର ଜୀବନରେ ଆକର୍ଷଣ କରିବେ। ତେଣୁକରି ଆମେ ଯଦି କହୁଛେ ଆମେ ସବୁ ଭଲ, କିନ୍ତୁ ଆମ ସହିତ କାହିଁକି ଏମିତି ଘଟଣା ହଉଛି? ଘଟଣା ଏଥିପାଇଁ ହଉଛି ଯେ ଆମେ ଜାଣୁନାହାନ୍ତି, କିନ୍ତୁ ଆମର ଇନର ୱାର୍ଲଡ ବହୁତ ଖରାପ ଅଛି। ଆମ ପାଖରେ ଏଜୁକେସନ ର ଅଭାବ ଅଛି। ଆଉ ଯେତେବେଳେ ଏଜୁକେସନ ଏବେ ଆପଣଙ୍କୁ ମୁଁ ପ୍ରୋଭାଇଡ କଲି, ତାକୁ ଲାଇଫରେ ବ୍ୟବହାର କରନ୍ତୁ, ଦେଖିବେ ଏ ଚ୍ୟାଲେଞ୍ଜେସ ସବୁ ହଟିଯିବ। ଏ ଛୋଟିଆ ମୋଟିଆ ଚ୍ୟାଲେଞ୍ଜେସ ଆପଣଙ୍କର ପାଖରୁ ହଟିଯିବ। କାହିଁକିନା ମୁଖ୍ୟ କାରଣ ହେଲା ଆପଣଙ୍କର ଔରା, ଆପଣଙ୍କର ଚକ୍ରା। ଏଇ ଦିଟା ହିଁ ଆପଣଙ୍କୁ ଆପଣଙ୍କର ଯୋଉ ଫ୍ରିକ୍ୱେନ୍ସି, ଯେମିତି ଏଫଏମ ରେଡିଓର ଯୋଉ ଫ୍ରିକ୍ୱେନ୍ସି ଯୋଉ ବଢାଏ କମାଏ, ଏଇ ଦିଟା ଜିନିଷ ଆପଣଙ୍କର ଫ୍ରିକ୍ୱେନ୍ସି ବଢାଏ ଆଉ କମାଏ। ଆପଣ ଯୋଉଠି ଫ୍ରିକ୍ୱେନ୍ସି, ଯୋଉ ଜାଗାରେ ଯାହା ଫ୍ରିକ୍ୱେନ୍ସି ହେଲା, ସେ ଅନୁସାରେ ସେମିତିଆ ଲୋକକୁ ଲାଇଫରେ ଆକର୍ଷଣ କରିବେ। ଭଲ ଲୋକ ଆକର୍ଷଣ କଲେ ଆପଣଙ୍କୁ ଭଲ ହବ, ରେଜଲ୍ଟ ମିଳିବ। ଖରାପ ଲୋକ ଆକର୍ଷଣ କଲେ ଅଲ୍ଟିମେଟଲି ଖରାପ ଦେବ। ସେତେବେଳେ ଆପଣ ଭାବିବେ ଯେ ମୁଁ ତ କାହାର କ୍ଷତି କରୁନି, କାହିଁକି ମୋ ସହିତ ଏମିତି ହଉଛି? ତେଣୁ ହବ, ଯୋଉ ପର୍ଯ୍ୟନ୍ତ ଆମ ଭିତରଟାକୁ ସଫା କରିନେ ହବ। ତେଣୁକରି ଏଇ ପ୍ରକ୍ରିୟା ଆପଣଙ୍କୁ ମିଳିଗଲା, ଚେଷ୍ଟା କରନ୍ତୁ। ନିଜକୁ ଶୁଦ୍ଧ କରିବା ପାଇଁ ମୁଁ ବହୁତ ସାରା ଟେକ୍ନିକ ଦେଇଦେଇଛି, ଗୋଟେ ନାଇଁ ଦିଟା ନାଇଁ। ଗୋଟେ ଜିନିଷ ତାକୁ ମନରେ ସାର୍ ଦୁଃଖ ରହିଗଲା କାଲି, ସାର୍ ଗୋଟେ ଜିନିଷ, କାଲି ମୁଁ ଏତେ ପ୍ରେସର ଥିଲି, ଆପଣଙ୍କ କ୍ଲାସ ସମ୍ପୂର୍ଣ୍ଣ ରୂପେ କରିପାରିଲେ, ସେଇଟା ମୋ ମନରେ ବହୁତ ଦୁଃଖ ରହିଗଲା। 6 ଦିନ ଭିତରେ ମୁଁ ଏତେ ଡେଡିକେଟେଡଲି ଆପଣଙ୍କ କ୍ଲାସକୁ ଆଟେଣ୍ଡ କରୁଥିଲି, କିନ୍ତୁ ଏମିତି କଣ ଭଗବାନଙ୍କର କଣ ନିର୍ଦ୍ଦେଶ ଥିଲା ମୁଁ ଜାଣିନି, କାଲି ମୁଁ ଟିକେ ଡିଷ୍ଟର୍ବ ହେଇଗଲି କାଲି ସାର୍। ଆପଣ ଷ୍ଟ୍ରେସ ରେ ଥିଲେ, ମୁଁ ଆପଣଙ୍କୁ ବୁଝେଇଥିଲି, ସେଇ ଷ୍ଟ୍ରେସ ହିଁ ଆପଣଙ୍କୁ ଅସୁବିଧା କଲା, ଆଉ କିଛି ନାହିଁ। ଆଜ୍ଞା ସାର୍। ଆଜ୍ଞା। ହଁ, ତ ତ କିଛି ନାହିଁ, କିଛି ଅସୁବିଧା ନାହିଁ। ଓକେ, ଆପଣ ଫଲୋ କରନ୍ତୁ ଯୋଉ ପ୍ରକ୍ରିୟା ସବୁ କହୁଛି, କାହିଁକି ନା ନିଜକୁ ଆମେ ଶୁଦ୍ଧ କରିବା ଦରକାର। ଆଜ୍ଞା। ନହେଲେ ଆମେ ଆମ ପରିବର୍ତ୍ତନ ଦେଖିପାରିବାନି। ଓକେ, ଯିବା। ଓକେ। ଆଚ୍ଛା, କାଳୀନ୍ଦ୍ର ସେଠ ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ନମସ୍କାର, କୁହନ୍ତୁ 6 ଦିନର ପ୍ରକ୍ରିୟା କୁହନ୍ତୁ, ଟିକେ ଜାଣିବା ଆପଣଙ୍କଠୁ। ଆପଣଙ୍କର ଯାହା ହଉ, ଆପଣଙ୍କର ପଢାଇବା ଟେକ୍ନିକ ଟା ଏତେ ସୁନ୍ଦର ଅଛି, ହୁଏତ କୌଣସି ଗୁରୁର ମୁଁ ଏମିତି ଦେଖି। ମୁଁ 10-12 ବର୍ଷଠୁ ସ୍ପିରିଚୁଆଲ ଲାଇଫରେ ଚାଲିଛି ମୋରଟା। ଆଉ ଆଚ୍ଛା, ଆପଣ ଫାଷ୍ଟ ପର୍ସନ ଯୋଉଟା କି ଏତେ ମାନେ ଆମ ସହିତ କ୍ଲୋଜଲି ଯୋଡି ହେଇଥିଲେ। ଆଗକୁ ମୁଁ ଚାହିଁବି ଆପଣ କହନ୍ତୁ। ମୁଁ ଆଉ କୁଆଡେ ଯାଇନି, ଆଗକୁ ଯାଇନି, ଏଇଠି ହିଁ ଅଛି ଆପଣଙ୍କ ସାମ୍ନାରେ, କୁଆଡେ ଯିବେନି। ସାର୍ ଠିକ ଅଛି। ଆଉ 6 ଦିନ ଭିତରେ ଯୋଉ ସେଲ୍ଫ ଇମେଜ ଟା ରହୁଛି, ସେଟା ଆମ ପାଇଁ ବହୁତ ଆଗକୁ ବଢେଇବ ସାର୍। ଏଟା ନୂଆ ଜିନିଷ ଟା ଯାହା ଜାଣିଲି। ଆଉ ମାନେ ଆମର
ଜୀବନ ପଛକୁ ଘୁଞ୍ଚିବାର ପରିବର୍ତ୍ତନ କରିବା କାରଣ ପାଇଁ ଗୋଟେ ରାହା ମିଳିଗଲା ତ ଆପଣଙ୍କୁ, ଆଜ୍ଞା ଜୀବନ ଯୋଉଠି ଆପଣ ମାନେ ଆଗକୁ ବଢିବା ନ ବଢୁଥିବାର କାରଣଟା ହଉଛି ସେଲ୍ଫ ଇମେଜ ର ଡେଭଲପ ଟା ଟିକେ ହବାର କଥା। ସେଲ୍ଫ Yes. କନଫିଡେନ୍ସ ଠୁ ଧରିକି ମାନେ ଏକ୍ସଟ୍ରା ଲଜିକ ମାଇଣ୍ଡ ଟିକେ ଲଗେଇ ଦଉଥିଲୁ ଆଉ ସେଟା ଆପଣଙ୍କଠୁ ଶିକ୍ଷା ମିଳିଲା। 1888 ଟଙ୍କା ଦେଇଥିଲେ, ଯାହା ଆଜ୍ଞା ରିଟର୍ନ ପାଇଲେ ହଁ ହଁ କିଛି ବହୁତ କମି ହେଲା ସାର୍। ପାଇଗଲା, ରହିଲା କି କୋଉଠି? ନାଇଁ ନାଇଁ କମି ନାଇଁ। ତାପରେ ସରାଉଣ୍ଡିଂ ଟା କେମିତି ଇଏ ହବ ସେଟା ବି ଗୋଟେ ଭଲ କୋର୍ସ ଟା ଥିଲା, ଯୋଉଟା କି ଏଇ ଘରକୁ ବହୁତ ତ ବଢିଆ। କମ ସେ କମ କରିଦେଇଛି ଏବେ, ଆଉ ଘରକୁ ବି ଭଲ କରିବା ଆଉ ନିଜ ସରାଉଣ୍ଡିଂ ଟା ଆଉ ଆପଣ ସେଲ୍ଫ ଇମେଜ ଦ୍ଵାରା ଆମର ବହୁତ କିଛି କରିହବ ସାର୍। ଆପଣ ଯୋଉଟା ଦେଇଛନ୍ତି ଗୋଟେ ଭଲ ଜିନିଷଟା ଦେଇଛନ୍ତି ନା ଆଉ। ନିଜର ପ୍ରତିଛବି ଦେଖିକି ଏବେ କନଫିଡେନ୍ସ ଆସିଗଲା ଯେ ଜୀବନରେ ସବୁ କିଛି ସମ୍ଭବ। ଆଜ୍ଞା ଚାଲ, ବହୁତ ବଢିଆ। କୋଉଠୁ କହୁଥିଲେ ଯେ ଆପଣ, କୋଉ ଆଜ୍ଞା ଜାଗାରୁ? ସୁନ୍ଦରଗଡ଼ ସୁନ୍ଦରଗଡ଼। ସୁନ୍ଦରଗଡ଼, ଓକେ ଓକେ। ଯିବା, ନେକ୍ସଟ ଯିବା। ସାର୍ ପ୍ରଦୀପ କୁମାର ସିଂ ସାର୍, ଅନମ୍ୟୁଟ କରନ୍ତୁ। ନମସ୍କାର। ଆଜ୍ଞା ନମସ୍କାର। କୁହନ୍ତୁ, କେମିତି ଆପଣଙ୍କୁ ଖୁସି ମିଳିଛି 6 ଦିନ? ଆଜ୍ଞା ଏକ୍ସପିରିଏନ୍ସ ଟିକେ ସେଇ ସେୟାର ଛଅ କରନ୍ତୁ। ଦିନ ଭିତରେ 6 ଦିନ ଭିତରେ ବହୁତ ଖୁସି ଏବଂ ପରିବର୍ତ୍ତନ। କାହିଁକିନା ମୁଁ ପିଲା ଦିନରୁ ସ୍ପିରିଚୁଆଲ ମାଇଣ୍ଡରେ, ତାପରେ ସଦ୍ଗୁରୁଙ୍କର ବି ଦୀକ୍ଷିତ ଆଶ୍ରିତ। ଆଉ ଯାହା ସୁବିଧା ଅସୁବିଧା ବହୁତ ସମସ୍ୟା ଭିତରେ ଅଛି, କେବଳ ସେଇ ମୋର ଯୋଉ ଠାକୁର ଗୁରୁଦେବ ତାଙ୍କରି ଏଇ ଯୋଉ ଏଞ୍ଜେଲ ଥେରାପି ମୁଁ ତ ଜାଣିନଥିଲି, ସେ ତାଙ୍କରି ସେ ଗିଫ୍ଟ ସେଟା। କାହିଁକିନା ମୁଁ ଏତେ ସମସ୍ୟାରେ ଜଡିତ ଯେ ହଉଛି ବହୁତ ଦୁଃଖ। ଦିନେ ପୂଜା କରୁ କାନ୍ଦିଲି, ମୁଁ କହିଲି ଠାକୁର ଆପଣ ତ ଓହ୍ଲେଇ ଆସିକି ମୋ ପାଇଁ କିଛି କରିବେନି, ଆପଣ ଶକ୍ତି ଗୁଡା ମତେ ଦିଅନ୍ତୁ ମୋ ପାଖରେ, ସେମାନେ ମୋ ପାଇଁ କିଛି ପ୍ରୋଟେକ୍ସନ ହେଇକି ରହିବେ, କିଛି କରିବେ। ସେଇଠୁ ତାପରେ ଫେସବୁକରେ ଆପଣ ଦେଖୁ ଦେଖୁ ଆପଣଙ୍କର ଓଡିଆ ଇଏଟା ଯେତେବେଳେ ବାହାରିଲା, ସେଦିନ ଏତେ ଖୁସି ଲାଗିଲା। ସବୁଆଡେ ତ ହିନ୍ଦୀ ଇଏ ସେ ଗାଇଡେନ୍ସ ନାହିଁ, ଆଉ ସେଇ ଆପଣଙ୍କୁ ସେଇଦିନ ଦେଖି ଏତେ ଖୁସି ହେଲା, ମୁଁ ସାଙ୍ଗେ ସାଙ୍ଗେ ରେଜିଷ୍ଟ୍ରେସନ କଲି। ଆଉ କରିସାରିଲା ପରେ ଆପଣଙ୍କ ସହିତ ବି କଥା ହେଇଥିଲି, ପଇସା ନାହିଁ ସାର୍ କହୁଥିଲି, ପଇସା ହବନି, ନେଇପାରିବିନି। ଆପଣ କହିଲେ ଚେଷ୍ଟା କରୁନ୍ ଦେଖୁନ୍। ସେଇଠୁ ମୁଁ ଆପଣଙ୍କ ସହିତ କଥା ହଉ, ମୁଁ ସାଙ୍ଗେ ସାଙ୍ଗେ ଏଞ୍ଜେଲକୁ ଡାକିଲି। ମୁଁ କହିଲି ମୋର ଯୋଉଠି ବ୍ଲକ୍ ଅଛି, ଯଦି ଆସିଯାଆନ୍ତା ମୁଁ କାଲି ରେଜିଷ୍ଟ୍ରେସନ କରିଦିଅନ୍ତି। ମୋର ଗୋଟେ କ୍ରିପ୍ଟୋରେ ପଇସା ବ୍ଲାକ୍ ଥିଲା, ସେଟା ଆଇଏନଆର ହେଇକି ସେ ଚାଲି ଆସିଲା। ସେଥିପାଇଁ ତାପର ଦିନ ମ୍ୟାଡାମ ଫୋନ କରିଥିଲେ, ଟୁନୁ ମ୍ୟାଡାମ। ମୁଁ କହିଲି ହଉ ମୁଁ କରିଦଉଛି ଆଜି। ମୁଁ କହିଲି ଠିକ ଅଛି ମୁଁ କରିଦଉଛି। ମୁଁ ସାଙ୍ଗେ ସାଙ୍ଗେ ରେଜିଷ୍ଟ୍ରେସନ କରିଦେଲି। ଆଉ ଏଇ ଯୋଉ ସମସ୍ୟା, ମୋର ଗାର୍ଡିଆନ ବି ବାପା ନାହାନ୍ତି, ବଡ ଭାଇ 2 ଜଣ ନାହାନ୍ତି, ବଡ ଭଉଣୀ ନାହାନ୍ତି। ଆଉ ମୋ ସାନ ଭାଇ ଯିଏ, ସେ ପୁରା ସୋସାଇଟିର ପୁରା ନେଗେଟିଭ, ମାନେ ପୁରା ତାରି ଦ୍ୱାରା ମୁଁ ପୁରା ପୀଡିତ। ମୁଁ ଭଡା ଘର ରହୁଛି, ନିଜର ପଇତୃ ସମ୍ପତ୍ତି ଥାଇକି ସେଇ କେସ୍ ଭିତରେ, ସବୁ ଝାମେଲାର ଭିତରେ ମୁଁ ପୁରା ଇଏ ହେଇଛି। ମୁଁ ସବୁବେଳେ ଆଗରୁ ବି ଏଞ୍ଜେଲଙ୍କୁ ଫିଲ୍ କରିଛି। ମୁଁ ବାଟରେ ଯାଉଥାଏ, ପୁରା ଧଳା ପର ଗୋଟେ ଦେଖେ ପଡିଥିବ, ଆଉ ଗୋଟେ କଲର ପଡିଥାଏ, ସେତେବେଳେ ମୁଁ ଖୁସି ଲାଗେ, ଏତେ ସୁନ୍ଦର ପକ୍ଷୀର କିଏ ପର, କିନ୍ତୁ ତାକୁ ପକେଇ ଦେଇକି ପଳେଇଯାଏ। ମାନେ ସେତେବେଳେ ଆଉ ସେ ନୁହଁ, କିନ୍ତୁ ସ୍ମେଲଟା ବହୁତ ସମୟରେ ମୁଁ ଅନୁଭବ କରେ। କିଛି ନଥିବ କିନ୍ତୁ ମୋତେ ସ୍ମେଲ, ସେ ଜଣେ କହିଥିଲେ ସ୍ମେଲ ହବ ମାନେ ଜାଣିବ ଯେ ତମ ଭଗବାନ ତମକୁ ମାନେ ବ୍ଲେସିଂ ଦଉଛନ୍ତି, ଇଏ ଏଇ ଧାରଣାଟା ଥିଲା। ହଉ ଯାହା ହଉ ଭଗବାନ ବ୍ଲେସିଂ ଟା ଆସେ। ଆଉ ଏଇ 6 ଦିନ ଗଲା ପରେ ଗୋଟେ ଧାରଣା ହେଇଗଲା, ନା ସବୁ ଅଛନ୍ତି, ମାନେ ଇଏ ବି ଅଛନ୍ତି, ଅନୁଭବ ହଉଛି ଅଛନ୍ତି। ଆଉ ବହୁତ ଭଲ ଲାଗୁଛି। ଆଉ ତାପରେ ମୁଁ ପିଲା ଦିନରୁ ପୁରା ହଉଛି ମାନେ ଖଣ୍ଡା ଧାରେ ଚାଲିବା ଲୋକ, ଇନଡିସିପ୍ଲିନ ମୁଁ ଆଦୌ ମାନେ ଇଏ କରିପାରିବିନି। ମୋ ସ୍ପିରିଚୁଆଲି ଅର୍ଗାନାଇଜେସନରେ ବି ମୁଁ ସେଠି ବି ଭୁଲ ଦେଖିଲା ମାନେ ମୁଁ ଇଏ ହେଇଯାଏ। ସେଥିପାଇଁ ସମସ୍ତେ କହନ୍ତି ତମେ ଏମିତି ହେଲେ ହବ ନା, ଏତେ ଖଣ୍ଡା ଧାରେ ଚାଲ, ସମସ୍ତେ ନେଇ ଚଳିବା ନା। ମୁଁ ନା, ଭୁଲ ମାନେ ଭୁଲ। ଆଧ୍ୟାତ୍ମିକ କ୍ଷେତ୍ରରେ ତମେ ଆସିଛ ନିଜକୁ ପରିବର୍ତ୍ତନ କରିବା ପାଇଁ, ଭୁଲ ଦିଗରେ କାହିଁ ଚାଲିବ? ଆଉ ସିଏ ବି ସମ୍ଭାଳି ପାରେ, ମାନେ ଇଏ କରନ୍ତି, ମତେ ପ୍ରୋଟେକ୍ସନ କରନ୍ତି, ଟିକେ ରିଲାକ୍ସ କର। ମୁଁ ନା ରିଲାକ୍ସ ନାହିଁ। ଆପଣ କହିଛନ୍ତି ଖଣ୍ଡାଧାରରେ, ଆଧ୍ୟାତ୍ମିକ ଖଣ୍ଡାଧାରରେ ଚାଲିବା କଥା, ନିଜକୁ ସଜାଡିବାର ଅଛି। ତାପରେ ଯଦି ଭୁଲ ରହିବ ହବ କେମିତି? ତାଉ ଏଇଭଳିଆ ଇଏ। କିନ୍ତୁ ଘରେ ବି ମୁଁ ରାଗିଯାଏ, ମିସେସ ଛୁଆ କଥା ନ ମାନିଲେ ମୁଁ ଗୋଟେ ରାଗିଯାଏ, ପୁରା ଫାୟାର ହେଇଯାଏ। କିନ୍ତୁ ଏଇ 6 ଦିନ ଭିତରେ ମୋର ଗୋଟେ ଚେଞ୍ଜ ହେଇଗଲା। ଆଉ ତାଙ୍କ ଉପରେ ମୋର ଯୋଉ ଭିତରେ ଇଗୋ, ମାନେ ଆକ୍ରୋଶଟା ରହୁଥିଲା, ହଉ ବୁଝେଇଦବା, କଲେ କରିବେ ନକଲେ ନାହିଁ। ଉପରେ ତ ଅଛନ୍ତି ଭଗବାନ, ସିଏ ତାର ବିଚାର, ସିଏ ତ ହଉଛି ମାଲିକ। ଆଉ ମୁଁ ତ ମାଲିକ ନୁହେଁ। ମୋର କହିଦବା କଥା, ଏ ଯେ ଗାର୍ଡିଆନ ହିସାବରେ କହିଦେବି ନା ଏଇଟା ଭଲ ଏଇଟା ଖରାପ, ଯିଏ ଆକ୍ସେପ୍ଟ କଲା କଲା, ନହେଲେ ନାହିଁ। ଯାହା ହଉ 6 ଦିନ ଭିତରେ ବହୁତ ଖୁସି। ଯାହା ହଉ ଆପଣଙ୍କର
ଦେଖା ମିଳିଲା ଆପଣଙ୍କର ଗୁରୁ ହିସାବରେ ମାନେ ଆଉ ଆଗକୁ ଆଉ ହାତ ଧରିକି ବଢିବାର ବହୁତ ଇଚ୍ଛା ଅଛି, ଆଶା ଅଛି। ନିଶ୍ଚୟ ନିଶ୍ଚୟ। ଆଜି ଆପଣ ଦେଖିବେ ଯୋଉ ଡିଭାଇନ ପାୱାର ଆପଣ ଖୋଜୁଛନ୍ତି ଆଜି ଆପଣଙ୍କ ପାଖରେ ଆଜ୍ଞା ପହଞ୍ଚିବ। ସାର୍। ଓକେ, ଆଜ୍ଞା ଜାଣିପାରିବେ। ଆଜ୍ଞା ଆମେ ସାର୍। ଯିବା। ଓକେ, ହଉନି, ଅନମ୍ୟୁଟ କର। ହ୍ୟାଲୋ। ହଁ କୁହ। ହଁ ସାର୍, କାଲି ଯେ ଚକ୍ରରେ ସାର୍ ଯେ ମେଡିଟେସନ ଟା କରୁଥିଲେ, ସେ ଯେ ଆପଣ କଲା ବେଳେ ଏଞ୍ଜେଲ ମାନଙ୍କ ନାଁ ଧରୁଥିଲେ, ଏଇ ଚକ୍ର କଲା ବେଳେ ଏଇ ଏଞ୍ଜେଲଙ୍କ ନାଁ, ସେଇଟା ଆମେ ଜାଣିବା କେବେ କୋଉ ଚକ୍ରରେ କୋଉ ଏଞ୍ଜେଲଙ୍କ ନାମ ହବ? ସେଟା ଅଛି ଆଗକୁ ପ୍ରକ୍ରିୟାରେ ପୁରା ମେଡିଟେସନ ଦିଆଯିବ। ଆଜ୍ଞା। ହୁଁ, ତ ସାର୍ ଆଗକୁ ଆଜି ଟିକେ ସେଇ ପ୍ରକ୍ରିୟାରେ ପ୍ରୋବ୍ଲେମ ଟା ଦିଆଯିବ। ସଲ୍ଭ କରିଦେବେ। ରାଇଟ ରାଇଟ, ଠିକ ଅଛି। ଓକେ, ନେକ୍ସଟ 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 ନେକ୍ସଟ। ସଞ୍ଜୟ ସିଂ ସାର୍, ଅନମ୍ୟୁଟ କରନ୍ତୁ। ନମସ୍କାର, ଅନମ୍ୟୁଟ କରନ୍ତୁ। ହସ ଦେଖିପାରୁଛି ମୁହଁରେ ମୁଁ, ଯୋଉ ହସ ମୁଁ ଦେଖୁନଥିଲି ପ୍ରଥମରୁ। ଦେଖୁନଥିଲି। କୁହନ୍ତୁ। କୁହନ୍ତୁ, 6 ଦିନର ଏକ୍ସପିରିଏନ୍ସ କୁହନ୍ତୁ। ଏକ୍ସପିରିଏନ୍ସ ସାର୍ ବହୁତ ଭଲ ସାର୍। ତେଣୁ ଆଉ ଏବେ ଯୋଉ ଚ୍ୟାଲେଞ୍ଜେସ ଚେଞ୍ଜେସ୍ ଜୀବନରେ ଚାଲିଛି ତାକୁ ଏଇ ପାଠ୍ୟକ୍ରମ ମାଧ୍ୟମରେ ଚେଞ୍ଜ କରିବା। ହଁ ହବ ସାର୍। ହବ, ହେଇପାରିବ। 6 ଦିନ ତ ଭଲ। ହଁ ହେଇପାରିବ ସାର୍, ପ୍ରୋଗ୍ରାମ ଭଲ। ୟା ପରେ ଆମକୁ ସେଇ 6 ଦିନଟାକୁ ଆମ ଡେଲି ରୁଟିନ ୱାର୍କ କରିବାକୁ ପଡିବ ଆଜ୍ଞା, ଆଉ କଣ। 4ଟା ସେଟା ରାତିରୁ ଛୁଟି ଉଠୁଥିଲେ କେବେ? ନା ନା ଆଜ୍ଞା, ସକାଳ 9ଟା ବାଜେ ଉଠିଲା ଫାଷ୍ଟ ଟାଇମ ଆଜ୍ଞା। ତେଣୁକରି ମନୁଷ୍ୟ ପାଖରେ ଏଥିରୁ କଣ ବୁଝିଲେ, ସବୁ ସମ୍ଭବ, ଆଜ୍ଞା, କିନ୍ତୁ ଆମେ ରେଷ୍ଟ ସିଗ୍ନାଲ ଟିକେ ଦଉଛେ ଫ୍ରି ହବାକୁ ଅସମ୍ଭବ। ପଡୁଛି ଆଉ। ଆଜ୍ଞା ଆଜ୍ଞା, ହୁଁ, କାହିଁକିନା ଶିଖିବା ଆମକୁ ଆଗକୁ ଆପଣଙ୍କ ସହିତ କନେକ୍ଟ ରହିବା ଆଜ୍ଞା। 100% ଆଜ୍ଞା, ମୁଁ କୁଆଡେ ଯାଉନି। କାଇଁ ଆପଣଙ୍କର କିଛି ଉଦ୍ଦେଶ୍ୟ ଅଛି କି ମତେ ଛାଡିବା ପାଇଁ? ନା ନା ନା, ସେମିତି ଆଜ୍ଞା ଉଦ୍ଦେଶ୍ୟ ଥିଲେ କନେକ୍ଟ ହେଇଥାନ୍ତି ଆଜ୍ଞା। ଚାଲନ୍ତୁ, କିଏ କାହାକୁ ଏଠି ଛାଡୁନାହାନ୍ତି, କାଲି ସମସ୍ତେ ସମସ୍ତଙ୍କ ସହିତ ଯୋଡିକି ଅଛନ୍ତି। ରାଇଟ, ଆପଣ ମୋ କର୍ଡ ସହିତ କନେକ୍ଟ ଅଛନ୍ତି, ମୁଁ କହୁଛି ଆପଣଙ୍କ ବସ୍ ସହିତ କନେକ୍ଟ ଅଛି। ହୁଁ, ସହିତ କନେକ୍ଟ ହବାର ଅଛି। କାଲି ମୋର ଗୋଟେ ମିରାକିଲ କଣ ସାର୍, ମୁଁ ଯାଇଥିଲି କାଲି ଟିକେ କଟକ ସାର୍, ବୋଲେରୋରେ। ଆଜ୍ଞା। ଏସିଟା ମୋର ଟିକେ ଖରାପ, ଥଣ୍ଡା ହୁଏନି। କାଲି ଅଟୋମେଟିକ କିନା ପୁରା ଥଣ୍ଡା ଚିଲ୍ ପାଣି। ମିସେସ୍ ସେ କଟକ ଥିଲେ, ତାଙ୍କ ଧରିକି ଆସିଲି। କହିଲେ ଏସିଟା ଠିକ ହେଇଗଲା, ମୁଁ କହିଲି ନାହିଁ ଠିକ ଠାକ କିଛି ହେଇନି, ଥଣ୍ଡା ଲାଗୁଛି ବହୁତ। ଆଚ୍ଛା। ଗଳାକୁ ଟିକେ ମୋର କଲ୍ କରିକି ଯାଇଥିଲି ହଁ ହଁ ହଁ, ଯୋଉ ଆଞ୍ଜେଲ ମାନଙ୍କୁ। ଆଚ୍ଛା। ପରେ ଆସିକି ମୁଁ ଦେଖିଲା ଆଉ କଲ୍ ଆଉ ଠିକ କରିବା କିଛି ଦରକାର ନାହିଁ, ଅଟୋମେଟିକ ତ ଠିକ ହେଇଗଲା ଆଜ୍ଞା ଆଉ। ଚାଲନ୍ତୁ, ତାକୁ ବ୍ୟବହାର କରନ୍ତୁ ସାର୍, ଯାହା ଶିଖିଲେ ତାକୁ ବ୍ୟବହାର କରନ୍ତୁ। ନାଇଁ ଦେଖନ୍ତୁ, ସେଇଟା 6 ଦିନ ପୁରା ଭିତରେ କରିବାକୁ ଯଦି ପଡେ। ନିଜ ଭିତରେ ପରିବର୍ତ୍ତନ ଦେଖିପାରିଲେ, ଆଜ୍ଞା ଆଜ୍ଞା ଯଦି ଏ ପ୍ରକ୍ରିୟାକୁ କଣ୍ଟିନ୍ୟୁ ଆପଣ ରଖି ଦେଖନ୍ତୁ, ମୁଁ ଗୋଟେ ଲିମିଟ ସମୟ ଯାଏ ସମସ୍ତଙ୍କୁ ହାତ ଧରି ଚଲେଇ ପାରିବି। ମୋ ପାଖରେ ଏତେ ସବୁ ହୁଁ ଷ୍ଟୁଡେଣ୍ଟ ହୁଁ। ଅଛନ୍ତି, ସମସ୍ତ କଥା ମତେ ବୁଝିବାର ଅଛି। ମୁଁ ଜଣଙ୍କ ନା ସହିତ ନା ସମ୍ଭବ ନୁହଁ ହଁ ଯୋଉଟା, ହଁ। ରାଇଟ। ନାଇଁ ନାଇଁ। ତେଣୁକରି ଏତିକି ମୁଁ ଚେଷ୍ଟା କରିବି, ମଝି ମଝିରେ ମାସକୁ ଥରେ ଦିଥର କ୍ଲାସ କରିବି, ସପୋର୍ଟିଂ କ୍ଲାସ। ଆସନ୍ତୁ, ସେ କ୍ଲାସ ରେ ଆଜ୍ଞା ଆମ୍ନା ସାମ୍ନା ବସୁଥିବା, ରାଇଟ। ଯେତେବେଳେ ଆଉ ଥରେ ଦେଖିଦେବା, ଆଜ୍ଞା କଣ ନା, ମୁଁ ଆପଣଙ୍କୁ, ଆପଣ ମତେ ଯେତେବେଳେ ଦେଖିଦେବେ ନା, ଚାର୍ଜ ହେଇଯିବ ପୁଣି ଆଉ ଥରେ। ଆଜ୍ଞା। ହଁ। ଆପଣ ଯୋଉଟା କହୁଥିଲେ କରିବା ପାଇଁ, ଯୋଉ ଟିଚର୍ସ ଡେ ରେ ଗୋଟେ ପ୍ରୋଗ୍ରାମ କରନ୍ତୁ ଆଜ୍ଞା। କରିବି, 100% ଟିଚର୍ସ କରିବି। ମୁଁ ଟିଚର୍ସ ଡେ ରେ ସେଟା କେବେ ଭୁବନେଶ୍ୱରରେ ପ୍ରୋଗ୍ରାମ କୋଉ ମାସରେ ସାର୍ ସେଟା ଅଛି? ସେପ୍ଟେମ୍ବର 5, ଗୁରୁ ଦିବସ। ସେପ୍ଟେମ୍ବର 5 ସାର୍। ହଁ ଠିକ ଅଛି ସାର୍, ହବ ସାର୍। ଓକେ, କନେକ୍ଟ ହବା ସାର୍ କୋଉଠି ଗୋଟେ ଆଉ। ନିଶ୍ଚୟ ହେବା, ନିଶ୍ଚୟ ହେବା। ସେ ଦିନ ପୁରା ଆପଣ ବିଲକୁଲ ପୁରା ସମୟ ନେଇକି ପଳେଇ ଆସିବେ। ସେ ହଁ ଦିନ ପୁରା ମତେ ନେଇଯିବ ଆଜ୍ଞା। ଦେବେ, ରାଇଟ। ବିଲକୁଲ ସାର୍। ଗୋଟିଏ ଦିନ ଯୋଉଠି ଲାଇଫ ର କରିବୁ ମତେ ଚଳିବ। ଦେବେ। ଆଜ୍ଞା ଆଜ୍ଞା। ଚାଲନ୍ତୁ, ବହୁତ ବହୁତ ଧନ୍ୟବାଦ। ଯିବା ମନୋଜ ପାଣିଗ୍ରାହୀ, ଅନମ୍ୟୁଟ କରନ୍ତୁ। ମଧୁସୂଦନ ତ୍ରିପାଠୀ, ଆହୁରି ଅଧିକ ନଲେଜ ପାଇବାକୁ ହେଲେ କଣ ସାର୍ କରିବାକୁ ପଡିବ? ନମସ୍କାର। ନମସ୍କାର। କୁହନ୍ତୁ, ନିଜ ଭିତରେ ପରିବର୍ତ୍ତନ 6 ଦିନ ଭିତରେ। ସାର୍ ବହୁତ କିଛି ତ ଶିଖିଲି, କିନ୍ତୁ ସାର୍ ଜାଣିବା ପାଇଁ ଚାହୁଁଥିଲି,
ଯେମିତି କି ମୋ ପାଇଁ ମୁଁ ଏଞ୍ଜେଲକୁ ଡାକି ପାରିବି। ମୋ ସାଙ୍ଗ ଅସୁବିଧାରେ ଅଛନ୍ତି, ତାଙ୍କୁ କେମିତି ସାହାଯ୍ୟ ପାଇଁ ଡାକି ପାରିବି କି? ଆଜି ଶିଖାଅ, ଆଜି କୁହା ହବ, ଆଜ୍ଞା ଆଜି କୁହା ହବ। ଆଜ୍ଞା ଓକେ, ଆଜ୍ଞା। କୁହନ୍ତୁ 6 ଦିନ ଭିତରେ ଏକ୍ସପିରିଏନ୍ସ କଣ କୁହନ୍ତୁ। ପ୍ରଥମ ଦିନ କଣ ଚିନ୍ତାଧାରା ଥିଲା, କେମିତି ଥିଲା, ଆଜିର ଚିନ୍ତାଧାରା ଭିତରେ କଣ ଫରକ ଅଛି? ସାର୍ ଆପଣ ଯୋଉ ପର୍ଟିକୁଲାର ଲେଖିକି ବୁଝଉଛନ୍ତି ବି ବହୁତ ଭଲ ଲାଗିଲା। ଏଇଭଳି ଟ୍ରେନିଂ କୋଉଠି ନାହିଁ, ଆଉ ମାଇଣ୍ଡ ବହୁତ ଫ୍ରେଶ ଲାଗୁଛି। ଆଉ ଆପଣଙ୍କ ସହିତ ଛାଡିଲା ପରେ ଯୋଉ ଅଳସୁଆ ଲାଗିବ କି କଣ ସେଟା ଭାବି କାହିଁକି ପାରୁନି। କାହିଁକି ଲାଗିବ? ଆପଣ କାହିଁକି ସେ ପିକ୍ଚର ପୁଣି ଆଉଥରେ କାହିଁକି ମନ ଭିତରେ କ୍ରିଏଟ କରୁଛନ୍ତି? ଆଜ୍ଞା ଆଜ୍ଞା ମନକୁ ଯଦି ଆମେ ଥରେ ଟ୍ରେନ କରିଦେଇକି ଛାଡିଦବା, ଯେମିତି ଦେଖୁଥିବେ ନା, ମୁଁ ଜାଣିନି ଏବେ କଥା, ଆମେ ଛୋଟବେଳେ ଯେତେବେଳେ ଗାଁରେ ରହୁଥିଲୁ, ଆଜ୍ଞା ଯେତେବେଳେ ନୂଆ କୁକୁଡା ଅଣାଯାଏ ନା, କୁକୁଡା ଘରେ ଯୋଉ ଆଜ୍ଞା ପୋଷାଯାଏ, ଆଜ୍ଞା 2-4 ଦିନ ତାର ଗୋଡ ବାନ୍ଧିକିରି ଦୁଆର ମୁଣ୍ଡରେ ରଖାହବ, ଆଉ ତାକୁ ଚାଉଳ ଦିଆହଉଥିବ, ଭାତ ଦିଆହଉଥିବ ଖାଇବା ପାଇଁ। ଆଜ୍ଞା 2-4 ଦିନ ପରେ ତାପରେ ତା ଗୋଡ ଛଡା ହବ। ସେ ଦେଖିବ 2-4 ଦିନ ଯୋଉ କୁକୁଡା ଗୁଡା ଆସୁଛନ୍ତି, ୟା ଭିତରେ ପଶୁଛନ୍ତି, ପୁଣି ସକାଳୁ ହେଲେ ଯାଉଛନ୍ତି, ପୁଣି ସନ୍ଧ୍ୟା ହେଲେ ଆସୁଛନ୍ତି। ଦି ଆଜ୍ଞା ଚାରି ଦିନ ସେ ଦେଖିବ, ତାପରଦିନ ତା ଗୋଡଟା ମାନେ ଫିତା ବାହାର କଲେ ସେ ହେଲେ ଯିବ, ପୁଣି ସେ ଆସିବ। କାହିଁକିନା ତାକୁ ଆଜ୍ଞା 2-4 ଦିନରେ ଟ୍ରେନ କରାହେଲା। କିନ୍ତୁ ମନୁଷ୍ୟର, ମୁଁ ଗୋଟେ କହୁଛି ଆପଣଙ୍କ, ଗୋଟେ ରିଜନ କହୁଛି, ଆମ ମାଇଣ୍ଡକୁ ଟ୍ରେନ କରିବା ପାଇଁ ହେଲେ ମିନିମମ୍ 7 ଡେଜ ଦରକାର। ଆଜ୍ଞା ଯଦି ଗୋଟେ ଟ୍ରାକରେ ଆପଣ 7 ଡେଜ ପଡିଗଲେ, ଆପଣଙ୍କୁ ଇଜି ହେଇଯିବ ତାପରେ କଣ୍ଟିନ୍ୟୁ କରିବା ପାଇଁ। ଯଦି 7 ଡେଜ କାହା କାହା ପାଖରେ ଚ୍ୟାଲେଞ୍ଜେସ୍ ଆସୁଛି, ଆମେ ସେଠି 21 ଡେଜ ବ୍ୟବହାର କରିଦେଇ ପାରିବା। ଆଉ 21 ଡେଜ ଯଦି ବ୍ରେନରେ ଗୋଟେ ପାଟର୍ନ କ୍ରିଏଟ ହେଇଗଲା, ଆପଣ ତାକୁ ହିଟ୍ କରି ଚାଲିଯିବେ। ତେଣୁ ସେ ଆଜ୍ଞା ପ୍ରକ୍ରିୟା ମୁଁ କହିବି ଆପଣଙ୍କୁ, ଯଦି ମନରେ ଆସୁଛି ଯେ କୋଉଠି ନା କୋଉଠି ସାରଙ୍କ ସହିତ ଆମେ କ୍ଲାସରେ ମେଡିଟେସନ କରୁଥିଲୁ, ୟା ପରେ ପୁଣି ହବ କି ନହବ, ମୁଁ କହିବି ଆଟଲିଷ୍ଟ 21 ଦିନ ଗୋଟେ ପାଟର୍ନ ପକେଇ ଦିଅନ୍ତୁ, ଦେଖିବେ ତାପରେ ଆଉ କୌଣସି ପ୍ରକାର ଚ୍ୟାଲେଞ୍ଜେସ୍ ଆସିବ। ଆପଣ ଜୀବନରେ ଉଠିବା ସକାଳୁ ଉଠିବା ଟାଇମ ହେଇଯିବ 4ଟା। ଆଜ୍ଞା ସାର୍ କରନ୍ତୁ ତାକୁ। ବହୁତ ଧନ୍ୟବାଦ। ଧନ୍ୟବାଦ, ଧନ୍ୟବାଦ। ଠିକ ଅଛି, କିଛି କଥା ନାହିଁ। ତେଣୁକରି ଆପଣଙ୍କୁ ସବୁ ପ୍ରକାର ରାସ୍ତା ମିଳିଗଲା, ତେଣୁ ସେ ରାସ୍ତାକୁ ଆଜ୍ଞା ଆପଣାନ୍ତୁ, ହାତ ଛଡା କରନ୍ତୁନି ତାକୁ। ନିଶ୍ଚିତ। ହୁଁ, ଓକେ। ଆଜ୍ଞା ଓକେ, ଆହୁରି ଅଧିକା ନଲେଜ ପାଇବାକୁ ହେଲେ କଣ କରିବାକୁ ପଡିବ? ମଧୁସୂଦନ ତ୍ରିପାଠୀ ଆଜି କରିବାକୁ ପଡିବ। ଆଜି ନଲେଜ ପାଇବା ପାଇଁ ଆଜି ଦିଆହବ। ଓକେ, ନେକ୍ସଟ ସାର୍ ମୁରଲୀଧର ସାର୍, ନମସ୍କାର ସାର୍ ନମସ୍କାର। ନମସ୍କାର ସାର୍। ସାର୍ କୁହନ୍ତୁ, ଏ ଛଅ ବହୁତ ଦିନର ବଢିଆ ଲାଗିଲା। ପ୍ରକ୍ରିୟା, ଆପଣ 2 ମାସ ପରେ ଜଏନ କଲେ, ପଇସା ଦେଇଥିଲେ କିନ୍ତୁ ଆଜ୍ଞା କ୍ଲାସ ଆଟେଣ୍ଡ କରୁନଥିଲେ। ଆଜ୍ଞା ଆଜ୍ଞା। ଏସବୁ ତ ଆପଣଙ୍କ କୃପା ସାର୍। କ୍ଲାସ ନେବାର ବି ଆପଣଙ୍କ କୃପା। ନହେଲେ ତ ମୁଁ ଏକ୍ଚୁଆଲି ମୁଁ ଛାଡି ଦେଇଥିଲି, ମୁଁ ଆଉ କରିପାରିବିନି, ଟାଇମ ତ ହେଇଗଲା, ଗଲା ବୋଲି ଭାବିଥିଲି। ହେଲେ କଣ ମନରେ ଗୋଟେ ଇଚ୍ଛା ଥିଲା କିଛି ନୂଆ ଶିଖିବା ବୋଲି। ସାର୍ ମୁଁ ଛୋଟ ବେଳଠୁ ହିଁ ପଜିଟିଭ ମାଇଣ୍ଡେଡ। ମାନେ ଯାହା ବି ଯେତେ ବି ପ୍ରୋବ୍ଲେମ ଆସେ, ମୁଁ କେବେ ଡରେନି। ଏଡେ ବଡ ପ୍ରୋବ୍ଲେମ ଆସିଲେ ମୋ ନିଜର ଗୋଟେ କନଫିଡେନ୍ସ ଥାଏ, ମୁଁ ଫେସ୍ କରିବି ତାକୁ। ଆଉ କେବେ ଲୁଚିବି ନାହିଁ। ବୋଲେ ଏସ୍କେପ କରିଦେବି ପ୍ରୋବ୍ଲେମ, ପଳେଇବି, ସେମିତି କେବେ ଚେଷ୍ଟା କରେନି। ମୁଁ ସଦାବେଳେ ଫେସ୍ କରେ, ତାକୁ ସର୍ଟ ଆଉଟ କରେ। ଆଉ ମୁଁ ଲାଇଫରେ ବି ବହୁତ ପ୍ରୋବ୍ଲେମ ଫେସ୍ କରିଛି, ସର୍ଟ ଆଉଟ ବି ହେଇଛି। ସେଲ୍ଫ କନଫିଡେନ୍ସ ସଦାବେଳେ ରହୁଛି ମୋର। ଏବେ ବି ମୁଁ ମାନେ କଣ ଗହଳି ହେଲା, କିଛି ମାରପିଟ ହଉଛି, ଯୋଉ ଜାଗା ବି ହଉଛି, ମୁଁ କେବେ ଡରେନି। ସେ ଜାଗାକୁ ଯାଇକି ଫେସ୍ କରେ ସବୁ। ସେ କନଫିଡେନ୍ସ ଟା ଥିଲା। କିନ୍ତୁ ଆଉ ମୋର ବି ସେମିତି କିଛି ବିଶେଷ ଫାଇନାନ୍ସିଆଲ ପ୍ରୋବ୍ଲେମ ବି, ମୁଁ ଏତେ ହାଇ ଫାଇ ବି ନାହିଁ। କିନ୍ତୁ ଖାଇବା ପିଇବାରେ ଠିକ ଅଛି, ମୋର ଅସୁବିଧା ନାହିଁ। ମୁଁ ଆଉ ଉଚ୍ଚା ଆଶା ବି ନାହିଁ ମତେ, ଯେ ମତେ ଏତେ ଦରକାର, ଏମିତି ବି କିଛି ନଥିଲା। ମୁଁ ସବୁ ସଦାବେଳେ ଯାହା ବି ଅଛି ଭଗବାନଙ୍କ ଇଚ୍ଛା, ଆମକୁ ଯେମିତି ସେ ନେବା କଥା ସେ ସେମିତି ନଉଛୁ। ତ ଆମ କାମ ଆମେ କରିକି ଯିବା, ଯାହା ହବ ତାହା ହବା କଥା, ଏ ଉଦ୍ଦେশ্যରେ ଚାଲେ। ଆଉ ମୁଁ ଭଗବାନଙ୍କୁ, ମୁଁ ଗୋଟେ ବିଶ୍ୱାସ କରେ, ଖାଲି ଶକ୍ତି ଗୋଟେ ଅଛି ଯିଏକି ଚଲାଉଛି। ଆଉ ସେଇଟା ରାମ ହେଇପାରେ, ରାବଣ ହେଇପାରେ, କି ଲକ୍ଷ୍ମଣ ହେଇପାରେ, କି ଶିବ ହେଇପାରେ, ଏମିତି ମୋର ନାହିଁ। ମୁଁ ଗୋଟେ ବିଶ୍ୱାସ କରେ, ଗୋଟେ ଶକ୍ତି ଅଛି, ଯେ ଶକ୍ତି ଆମକୁ ଚଲାଉଛି। ସେ ଶକ୍ତିକି ଆମେ ନିଶ୍ଚୟ ସମ୍ମାନ ଦେବାର ଅଛି। ଏଇ ଉଦ୍ଦେଶ୍ୟ ନେଇକି ଚାଲିଥିଲି ସାର୍। ଏ 6 ଦିନ କ୍ଲାସ ରେ କିଛି ଅଧିକା ବହୁତ ଶିଖିଲି। ମୋର ଗୋଟେ ଆଉ ଦୁର୍ଗୁଣ ଥିଲା କଣ, ମାନେ ମୁଁ ଟିକେ ଜଲଦି ରାଗିଯାଏ, ଯଦି କୋଉଠି ଭୁଲ ଦେଖେ। ବାକି ଟାଇମ ରେ ରାଗେନି। ମୁଁ ସମସ୍ତଙ୍କୁ ମାନେ ମିଶେଇକି ନେବା ପାଇଁ ଚେଷ୍ଟା କରେ। ମୁଁ କାହାକୁ ଛାଡିବା ପାଇଁ କେବେ ଚେଷ୍ଟା କରେନି। ଆଉ ଯିଏ ବି ଯାହା ସହିତ ବି ସାଙ୍ଗ ହେଲି ବା ସାଥି ହେଲି, ତାକୁ ହେଲ୍ପ କରିବାର ମୋର ଉଦ୍ଦେଶ୍ୟ ଥିବ।
ମାନେ ଯାହା ସହିତ ସାଥି ହେଲେ ମୋର ପ୍ରାଣ ବି ତା ପାଖକୁ ଦେଇଦେବି, ଏଇ ଉଦ୍ଦେଶ୍ୟରେ ବୁଲୁଥିଲି ସାର୍। ଆଉ ସେ ପରିପ୍ରେକ୍ଷୀରେ ବହୁତ ଧୋକା ବି ଖାଇଛି। ଆଉ ମୋର ଗୋଟେ ଚିନ୍ତାଧାରା କଣ, ମତେ ଯିଏ ଧୋକା ଦଉଥିବ ମୁଁ ତାକୁ ସାଇଡ କରିଦିଏ, ମୁଁ ତା ସହିତ ରୁହେନି ଆଉ କେବେ। ଯିଏ ଯେତେ ବିଶ୍ୱାସରେ ଅଛି ପୁରା ପ୍ରାଣ ଦେଇଦିଏ, ଧୋକା ଦେଲେ ତାକୁ ଛାଡିଦିଏ। ଆଉ ମୋର ଏମିତି ବହୁତ ଟଙ୍କା ବି ଖାଇ ଦେଇଛନ୍ତି ନେଇକି, ମାନେ ବିଶ୍ୱାସରେ ନେଇଯାଇକି ସେମାନେ ମୋ ଚିଟିଂ କରିଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖାଇ ଦେଇଛନ୍ତି। ମୁଁ ମୋ ଚିନ୍ତାଧାରା କଣ, ଯଦି ସେ ଖାଇଦେଲା ତାର ତାର ସେଟା ଦୁର୍ଭାଗ୍ୟ, କାହିଁକି ନେକ୍ସଟ ମୋର ସେ ସାହାଯ୍ୟ ପାଇବନି, ତ ତାକୁ ଛାଡିଦିଅ। ତା ପାଇଁ ବି ଦୁଃଖ କରନି ଯେ କାହିଁକି ଖାଇଦେଲା, ମୋର ଏତେ ନଷ୍ଟ ହେଲା, ତାই ମୁଁ କେବେ ଦୁଃଖ କରେନି। ମୋର ଆଜି ମୁଁ ଜିରୋ ହେଇଗଲି ଆଜି ବୋଲେ ମୁଁ ପୁଣି ଆହୁରି ଜିରୋ କେମିତି ଷ୍ଟାର୍ଟ କରେ, ତାଇ ପାଇଁକା ଚିନ୍ତା କରେ। କିନ୍ତୁ ଜିରୋ ହେଇଗଲି ମୁଁ କେମିତି ବଞ୍ଚିବି ଏମିତି କେବେ ମୋ ମନରେ ଆସିନି ସାର୍। ଗୁଡ୍। ମୁଁ ସଦାବେଳେ ମୁଁ ସଦାବେଳେ ପଜିଟିଭ ମାଇଣ୍ଡ। ମୁଁ ହେଲେ କଣ, ମୋର ଗୋଟେ ରାଗଟା ଥିଲା, ଯଦି କିଏ କିଛି ଭୁଲ କରିଦିଏ ମୁଁ ତାକୁ ସର୍ଟ ଆଉଟ କରିବା ପାଇଁ ଟିକେ ରାଗି ଯାଉଥିଲି। କିନ୍ତୁ ଏ 6 ଦିନ କ୍ଲାସ ପରେ ନାଇଁ, ରାଗିଲେ ବି କିଛି ଫାଇଦା ନାହିଁ, ତାରେ ଯାହା ଜାଣିଲି ଯେ କେମିତି ତାଙ୍କୁ ଚେଞ୍ଜେସ୍ କରିପାରିବା, ସେ ଉଦ୍ଦେଶ୍ୟରେ ମୁଁ ଏବେ ତାକୁ ଚେଞ୍ଜ କଲି ସାର୍। ଆଉ ମେନ୍ ହେଲା ମୋର ଯୋଉ ସ୍କୁଲ ଟା ମେଣ୍ଟେନ କରୁଛନ୍ତି ଷ୍ଟାଫ, ଜାଣିଥିବେ ବିଭିନ୍ନ କ୍ୟାଟେଗୋରୀ ଷ୍ଟାଫ ଥିବେ, ତ ସେମାନେ ଯୋଉ ଆମକୁ ଚିଟିଂ କରୁଛନ୍ତି ଯାହା କରୁଛନ୍ତି, ସେମାନଙ୍କୁ ସମସ୍ତେ ରାଗୁଥିଲି ଆଗେ। ଏବେ ବର୍ତ୍ତମାନ ନ ରାଗି ସେମାନେ ବୁଝଉଛି। ଆଉ ମେନ୍ ହେଲା ମୋର ଗୋଟେ ମ୍ୟାନେଜର ମ୍ୟାଡମ ଅଛନ୍ତି, ମୁଁ ତାଙ୍କୁ ବେଶୀ ରାଗୁଥିଲି। ସ୍କୁଲର ଟୋଟାଲ କାମ ତାଙ୍କେ ବୁଝନ୍ତି, କିନ୍ତୁ ଯିଏ ବେଶୀ କାମ ବୁଝୁଛି ମାନେ ତାର ନିଶ୍ଚୟ ଭୁଲ ହଉଥିବ, ତ ବେଶୀ ରାଗୁଥିଲି ତାକୁ। ଏବେ 2-3 ମାସ ତାଙ୍କୁ ବି ରାଗିବାର ବନ୍ଦ କରିଦେଇ, ତାଙ୍କୁ ମୁଁ ଏବେ ମୋଟିଭେଟ କରୁଛି ଯେ ତମେ ବି କେମିତି ନ ରାଗୁନ କାମ କରିପାରିବ, ତାଇ ଉପରେ ମୋଟିଭେଟ କରୁଛି। କାଲି ବି ଗୋଟେ ଷ୍ଟାଫ ଏଗନେଷ୍ଟରେ କହୁଥିଲି, ସେମିତି କହୁଥିଲେ, ମୁଁ ଆପଣ ମତେ କହିଥିଲେ ଯେ ଜଣଙ୍କ ଲାଇଫ ଭିତରେ କେମିତି ତମେ ପଶିବ, ତାଙ୍କୁ କେମିତି ତମେ ଜଜମେଣ୍ଟ କରିପାରିବ, ମୁଁ ତାଙ୍କୁ କାଲି ସେ ଉଦାହରଣ ଟା ଦଉଥିଲି। ମୋର 5-6ଟା କ୍ଲାସ ମୁଁ ଯାହା ପାଇଲି, ମୁଁ ସେଟା ତମକୁ ଶିଖଉଛି, ତମେ ବି ଶିଖ। ଯେ କାହା ଲାଇଫରେ ପଶନି, ଜଜମେଣ୍ଟ କରନି। ସେ ଯଦି ଭୁଲ କରିଛି ତାର ଭୁଲ ଟା ସେ ପଶ୍ଚାତାପ କରିବ, ତମେ କିଏ କହିବାକୁ ତାକୁ ତାର ଭୁଲ ହଉଛି ବୋଲି। ଏମିତି ସବୁ ଦଉଥିଲି ସାର୍, ବହୁତ ଶିଖିଲି ମୁଁ। ହେଲେ ଗୋଟେ ଦୁଃଖ ରହିଗଲା ମୋର, ଯୋଉ କନେକ୍ଟ ହେବାଟା ମୁଁ ହେଇପାରୁନି, ଯୋଉ ପ୍ରତିଛବି ଦେଖି ପାରୁନି, ସେଇଟା ମୋର କଣ ଲେକ୍ ରହୁଛି ମୁଁ ଜାଣିପାରୁନି। କିନ୍ତୁ ମୁଁ ବସିଲା ସମୟରେ ମୁଁ 100% ଦେବା ପାଇଁ ଚେଷ୍ଟା କରୁଛି। ମୋର ମାଇଣ୍ଡ ବହୁତ ଡାଇଭର୍ଟ ହଉଛି, ମୁଁ ଆପଣଙ୍କୁ ବି ଆଗରୁ ବି କହିଲି। ମାନେ ଆମର ଯେତେବେଳେ କରୁଛେ ମେଡିଟେସନ, ମୋର ମ୍ୟାକ୍ସିମମ୍ ଟାଇମ ଡାଇଭର୍ଟ ହଉଛି, କିନ୍ତୁ ତାକୁ ଆଣିବା ପାଇଁ ବି ଚେଷ୍ଟା କରୁଛି ସାର୍। କିନ୍ତୁ ମୁଁ ପ୍ରତିଛବି ଦେଖି ପାରୁନି କି, ମାନେ ଯାହା ଆପଣ କହୁଛନ୍ତି ତାକୁ ମୁଁ କେମିତି ଏନ୍ଜୟ କରିବା ଅଛି ସେଇଟା କରିପାରୁନି ସାର୍। ତ ସେଇଟା କେମିତି ହବ, ମୁଁ ଆଉ ଟିକେ ଆପଣଙ୍କ କିଛି ନାହିଁ, ଆଶୀର୍ବାଦ। ପ୍ରାକ୍ଟିସ ଦରକାର, ତାକୁ ରେଗୁଲାର ପ୍ରାକ୍ଟିସ କରିବେ। ଓକେ। ହଁ ହଁ 4ଟା ରାତିରୁ ଉଠିଥିଲେ, ମେ ବି 4ଟା ରାତିରୁ ଏବେ ଉଠିବା ଦରକାର ନାହିଁ, କିନ୍ତୁ ସକାଳୁ ଉଠିକିରି ଉଠିଲେ ପ୍ରଥମେ ଫ୍ରେଶ ହେଇଯିବେ, ମେଡିଟେସନ କରନ୍ତୁ। ସାର୍ ମୋର ପ୍ରଥମର ହେବିଟ ସାର୍, ମୁଁ ଡେଲି 5ଟାରେ ଉଠେ। ମୁଁ 5ଟାରୁ କେବେ ଉଠିବା। ଓକେ। ମାନେ ଯାଇକି 3ଟାରେ ବି ଶୋଇବି ନା, ମୋ 5ଟାରେ ନିଦ ଭାଙ୍ଗିଯିବ। ମୁଁ ଏକ୍ସଟ୍ରା ଶୋଇପାରିବିନି କେବେ, ଯେତେ ଟାଇଟ୍ ଥାଉ ଯେତେ ଥାଉ, 5ରେ ମୋର ନିଦ ଭାଙ୍ଗି ଯାଏ କେବେ ଡେଲି। ମୁଁ ଓକେ। ଇଲେକ୍ସନ ଡ୍ୟୁଟି ଯାଇକି ଆସି ରାତି 2ଟାକୁ, କିନ୍ତୁ ମୋର 5ଟାରେ ନିଦ ଭାଙ୍ଗିଯିବ। ମୋର ଶୋଇବାର ସେମିତି ହେବିଟ ନାହିଁ, ଦିନରେ ବି ଶୋଇବାର ବି ହେବିଟ ନାହିଁ ସାର୍। ମୁଁ ସଦାବେଳେ ୱାଓ। ଗୋଟେ କର୍ମ କର୍ମ ଠିକ କର, ଯାହା ଫଳ ହେବ ଭଗବାନଙ୍କ ଇଚ୍ଛା। ମୁଁ ଏଇ ଉଦ୍ଦେଶ୍ୟରେ ପିଲା ବେଳୁ ଚାଲିଛି ସାର୍। ମୋର ଲାଇଫରେ ବି ବାବା ବି କରୋନା ଟାଇମରେ ମରିଗଲେ, ଫ୍ୟାମିଲି ପ୍ରେସର ବି ଆଚ୍ଛା। ବଢିଲା। ମୁଁ କେବେ ବି ଭାଙ୍ଗି ପାରିନି, କାହିଁକି ମୋର 2ଟା ଭଉଣୀ ଅଛନ୍ତି, ତ ସେମାନଙ୍କୁ ବି ମୁଁ ହିଁ ନିଜେ ଚଲଉଛି, ତାଙ୍କ ପରିବାର ବି ତାଙ୍କୁ ବି ହେଲ୍ପ ଦଉଛି। ଓକେ 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 ଓକେ। ଆପଣ କଣ ସାଉଥ ନା ତେଲୁଗୁ ନା? ହଁ ତେଲୁଗୁ ସାର୍, ଓଡିଆ ଆକ୍ଚୁଆଲି ଓଡିଶା, କିନ୍ତୁ ତେଲୁଗୁ କ୍ୟାଷ୍ଟ ଆମର। ଆପଣ କଣ ମାନେ ଟାଇଟଲ କଣ? ଓଡି ଓଡି ଓଡିଆଇ ଓଡି। ନାଇଁ କୁମୁଟି ଯୋଉ ରାଓ ଦୋରା ଏମିତି ହଁ ଯୋଉ ରାଉ ସାର୍। ରାଓ। ହଁ କୁମୁଟି ଆମର କ୍ୟାଷ୍ଟ। ଆଚ୍ଛା ଓକେ ଓକେ, ବୁଝିପାରିଲି। ସାର୍ ମୁଁ ଓକେ। ଏବେ ଶ୍ରୀପଦର ବନ୍ଧୁ ବୋଲି ବି ଗୋଟେ ଗ୍ରୁପ କ୍ରିଏଟ କରିଛି, ଯୋଉମାନେ ଯାହାର ବ୍ଲଡ ନିଡ୍ ହଉଛି, ମାନେ ମେଡିକାଲରେ ୱାଓ, ଆମେ ବହୁତ ବଢିଆ ବହୁତ ବଢିଆ। ହୁଁ। କରୁଛୁ ଦଉଛୁ। ଭଗବାନ ମୁଁ ସଦାବେଳେ ଗୋଟେ ଜାତି ଅନୁସାରେ, ଆମେ ଥିଲା ପର୍ଯ୍ୟନ୍ତ କିଛି ଯେତେ ଦୂର ଆମ ହାତରେ ହେଇପାରିବ ସେତିକି ସାହାଯ୍ୟ କରିପାରିବା, ତାପରେ ଯାହା ଦବ ଭଗବାନଙ୍କ ଇଚ୍ଛା। ହେଲେ ମୋର ଟିକେ ଟିକେ ଆଶା ରହିଛି, ମୁଁ କାହିଁ ବୋଲେ ମୋର ଅନୁସାରେ ମୁଁ ଆପଣ ଗୋଟେ ମତେ କହିଲେ ମତେ ପଇସାକୁ ଆଶା ରଖ ବୋଲିକି, କିନ୍ତୁ ମୋର ସେଇଟା ଗୋଟେ ଡିମେରିଟ ଥିଲା ସାର୍। ମୁଁ କେତେବେଳେ ପଇସାକୁ ଆଶା ରଖୁନଥିଲି, ମୁଁ ସଦାବେଳେ ପ୍ରେଷ୍ଟିଜ ଜାଗା ହଉଥିଲି। ଏଠି ପଇସା ଲସ୍, ପଇସା ଆସିଲା ନ ଆସିଲା ମୋ ସମ୍ପୂର୍ଣ୍ଣ ମତେ ପ୍ରେଷ୍ଟିଜ ଦରକାର, ଏଇଟା ହଉଥିଲି। କିନ୍ତୁ ଆପଣ ଯୋଉ କହିଲେ ନାଇଁ ପଇସା ବି ଇଗ୍ନୋର କରିବାକୁ ହବନି, ସେଇଟା ଗୋଟେ ଶିଖିଲି ସାର୍। ମୁଁ ସଦାବେଳେ ଇଗ୍ନୋର କରିଦିଏ। ନା ଆମେ ଲାଇକ୍ ପଇସାକୁ ଯଦି ଛୋଟ ମନେ କରିବା, ପଇସା କେମିତି ଆସିବ? ମୁଁ ପଇସା ଉପରେ ଗୋଟେ ପାଠ ପଢୁଛି, ଆପଣ ଶୁଣିଲେ ଆବା ହେଇଯିବେ, ମାନେ ଏମିତି ପଇସା ସହିତ ବ୍ୟବହାର କରିବା ଜରୁରୀ। ୟେସ୍। ନାଇଁ ମୁଁ ପଇସା ରେସପେକ୍ଟ, ମାନେ ମୁଁ ଦେଖ ମାନେ ମାନେ ପଇସା ବି ସଜେଇବି ମାନେ ଦେଖନ୍ତୁ, ପୁରା। ଆମେ ପଇସାକୁ ରେସପେକ୍ଟ ଦଉନେ ମନା କରୁନେ, ଆମକୁ କଣ ପଇସା ଧରିଲେ ଖୁସି ଲାଗୁନି? ମିଳୁଛି, କିନ୍ତୁ ଆମେ ଇନଡାଇରେକ୍ଟଲି ଆମ ପାଇଁ ପଇସା ଇମ୍ପୋର୍ଟାଣ୍ଟ ନାହିଁ। ପଇସା କଣ ଗଛରେ ଫଳୁଛି?
ହଁ ପଇସା କଣ ଏତେ ସହଜରେ ଆସୁଛି ଗୋଟା କହୁଛନ୍ତି ମାନେ ଅଲ୍ଟିମେଟଲି ଗୋଟେ ଏନର୍ଜି ସହିତ ଆପଣ କଣ ଫାଇଟ୍ କରୁଛନ୍ତି। ଆପଣଙ୍କୁ ପଇସା ଆସିବା ପାଇଁ କେବେ ଚେଷ୍ଟା କରିବନି। ଆପଣ ଗୋଟେ ରିଲେଟିଭ ବିଷୟରେ ତାର ଖରାପ କହୁନାହାନ୍ତି କିନ୍ତୁ ତାକୁ ଇନଡାଇରେକ୍ଟଲି କିଛି କହୁଛନ୍ତି, ସେ ଆପଣଙ୍କୁ କାହିଁ ଭଲ ପାଇବ କୁହନ୍ତି? କାହିଁ ସେଇଟା ଭଲ ମୁଁ ପାଇବ? ମୁଁ କହୁଥିଲି ବର୍ତ୍ତମାନ ସେଟା ଚେଞ୍ଜ କରି କାହିଁକି ମୁଁ ଭାବୁଥିଲି କଣ ବୋଲେ ଆମେ ଠିକ ଅଛେ ତ ସବୁ ଠିକ, ଏ ଗୋଟେ ମୋର ଚିନ୍ତାଧାରା ଥିଲା। କିନ୍ତୁ ପଇସା ପଛରେ ଧାଇଁବା, ପଇସା ଇନକମ କରିଦେଇକି ଏ ଉଦ୍ଦେଶ୍ୟ ନଥିଲା। କିନ୍ତୁ ଏ ଯୋଉ ୱାର୍ଡ ଯାକ ୟୁଜ କରୁଥିଲି ସାର୍, କଣ ମାନେ ପଇସାର ଆବଶ୍ୟକ କିଛି ନାହିଁ, ଯାହା ହବା କଥା ଏ ଯୋଉ ପ୍ରେଷ୍ଟିଜ୍ ଦରକାର, ଏ ୱାର୍ଡ ଯାକ ୟୁଜ କରୁଥିଲେ। ଆପଣ କହିଲା ପରେ ସବୁ ଚେଞ୍ଜ କରିବି ମୋ ଲାଇଫରେ। ଆଉ ମୋର ଦୁଃଖ ରହିଗଲା, କନେକ୍ଟ ଟା କେମିତି ହେଇପାରିବ, ଟିକେ ଆପଣ ମତେ ହେଲ୍ପ କରନ୍ତୁ। ଆଉ ମୁଁ ଅଛି ପରା, ମୁଁ କୁଆଡେ ଯାଇନି। ଖାଲି ଆପଣ ଡିସାଇଡ କରିବେ ମୋ ସହିତ କନେକ୍ଟ ହେଇକି ରହିବେ କି ନ ରହିବେ। ମୁଁ ଅଛି। ନିଶ୍ଚୟ ନିଶ୍ଚୟ ସାର୍, ଓକେ। ମୁଁ ହେଇଥାନ୍ତି ନ ହେଇଥାନ୍ତି ଅଲଗା ସାର୍, ମତେ ଆପଣ ଟାଣିକି କନେକ୍ଟ କରିଛନ୍ତି ସାର୍, ମୁଁ ସେଥିପାଇଁ ଆପଣଙ୍କ ପାଖରେ କୃତଜ୍ଞ ମଧ୍ୟ। ମୁଁ ସତରେ କହୁଛି ସାର୍, ମୁଁ ଭାବିନଥିଲି ଆଉ ଥରେ କ୍ଲାସ କରିବି ବୋଲି। ଆପଣ ମଝିରେ ଦୁଇଥର ମତେ କଥା ହେଲେ ବି, ତାପରେ 2-3 ଥର ମେସେଜ ବି ଆସିଲା ମତେ, କିନ୍ତୁ ମୁଁ ତାକୁ ଓଭରଲୁକ୍ କରି ପଳଉଥିଲି ସାର୍। ମୁଁ ଖାଲି କହୁଥିଲି ନା ଖାଲି କର୍ମ 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 କର, କର୍ମ କର, ଖାଲି ବାକି ଯାହା କିଛି ନାହିଁ ବୋଲି। ମୁଁ ବି ମୋ ଟିଚର ମାନେ ସେଇଟା ହିଁ ଦଉଛି ବୋଲେ ସାର୍, ଏଠି ମତେ ବହୁତ ଚ୍ୟାଲେଞ୍ଜ ଅଛି, ମୋର ଟିକେ କମ୍ପିଟିସନ ବହୁତ ଅଛି ମୋ ସ୍କୁଲ ପାଇଁ। କାହିଁକି ମୁଁ ନୂଆ ଏଷ୍ଟାବ୍ଲିଶ କରିଛି 4-5 ବର୍ଷ ହେଲା, କିନ୍ତୁ ମୋର 400 ଉପରେ ପିଲା ହେଇଗଲେଣି। ତ ବହୁତ ନେଗେଟିଭ ଥଟ୍ସ, ନେଗେଟିଭ ଥଟ୍ ପ୍ରଚାର କରାଯାଉଛି ଆମ ସ୍କୁଲ ଏଗେନଷ୍ଟରେ। ଷ୍ଟାଫ ବାରମ୍ବାର ଆସିକି ଆ ଏଗେନଷ୍ଟରେ ତା ଏଗେନଷ୍ଟରେ ମତେ କହୁଛନ୍ତି। ମୁଁ ସମସ୍ତେ ଗୋଟାଏ କଥା କି କିଛି ଦରକାର ନାହିଁ, କାହା କଥା ଶୁଣିବା ଦରକାର ନାହିଁ। କିଏ କଣ କହିଲେ ତାଙ୍କୁ ଛାଡି ଦିଅ, କିନ୍ତୁ ତମ କାମ ତମେ ପରଫେକ୍ଟ କର, ତମେ ବେଷ୍ଟ ଏଜୁକେସନ ଦିଅ, ଆମ ପଛରେ ଆଉ କିଏ କହିବେନି। ଏ ଗୋଟେ ଥଟ୍ ରେ ଚାଲିଥିଲି ସାର୍। ଯେହେତୁ ମୋର ପଜିଟିଭ ଆଟିଟ୍ୟୁଡ ଅଛି ତ ମୁଁ କୋଉଠି ବି ଅସୁବିଧା ହେଇନି ହ୍ୟାଣ୍ଡେଲ ସାର୍ ଏବେ। କରିଦଉଛନ୍ତି ସବୁ ଜିନିଷ, ହଁ ହେଇଯାଉଛି। ଏ ଅସୁବିଧା କୋଉଠି ଫାଇନାନ୍ସିଆଲ ବି ମୁଁ ସଫର ହେଇନି, ଯେ ମତେ ଆଜି ମିଳିଲାନି, କେବେ ବି ସଫର ହେଇନି। କାହିଁକି ମୁଁ ଯେତିକି ଅଛି ସେତିକି ସଦାବେଳେ ଖୁସି ହେବା ପାଇଁ ଚେଷ୍ଟା କରୁଛି ସାର୍। ସେଥିପାଇଁ ମତେ ସେ ଯୋଗୁ ଦୁଃଖ କିଛି ନାହିଁ। କିନ୍ତୁ ମୋ ପୁଅ କିନ୍ତୁ ମୁଁ ଝିଅ ଆପଣଙ୍କୁ କହିବି, ଦେଖନ୍ତୁ ସବୁ ଜିନିଷ ଆପଣଙ୍କର ଷ୍ଟ୍ରକ୍ଚର ଠିକ ଅଛି, କିନ୍ତୁ ଜୀବନର ଗୋଟେ ଲକ୍ଷ୍ୟ ରଖନ୍ତୁ। ହୁଁ ବିନା ଲକ୍ଷ୍ୟରେ ଚାଲିବା ପାଇଁ କେବେ ଚେଷ୍ଟା କରନ୍ତୁ। ହୁଁ ଆଉ ରଖନ୍ତୁ, ଭଲ ଲକ୍ଷ୍ୟ ରଖନ୍ତୁ। ଆଜ୍ଞା। ଗୋଟେ ଭଲ ଭିଜନ ରଖନ୍ତୁ। ହୁଁ। ଦେଖିବେ ଆପଣ ଯୋଉ ପୋଜିସନରେ ଅଛନ୍ତି, ସାର୍, ଆପଣଙ୍କର ଚିନ୍ତାଧାରା ଯାହା, ଆପଣ ବହୁତ ଶୀଘ୍ର ସେ ଲକ୍ଷ୍ୟରେ ପହଞ୍ଚି ପାରିବେ। କିନ୍ତୁ ଆମର ଯଦି ଲକ୍ଷ୍ୟ ନଥିବା, ଆଜି ଆମେ ଯୋଉ ପ୍ରକାର ଚିନ୍ତାଧାରାରେ ଅଛନ୍ତି, ଆଉ 10 ବର୍ଷ ଗଲେ ସେଇ ପ୍ରକାର ରହିଥିବା। ଆମେ ହୁଁ ଲୋକଙ୍କର ସେବା କରୁଥିବା, ଲୋକଙ୍କୁ ବଞ୍ଚଉଥିବା, ଲୋକ ଆମଠୁ ଉପରକୁ ଚାଲି ଯାଇଥିବେ। କିନ୍ତୁ ଆମର ଯୋଉ ଚିନ୍ତାଧାରା ଆମେ ଚେଞ୍ଜ କରିନଥିବା, ଯାହାଦ୍ୱାରା କି ଆମେ ଗୋଟେ ଗୋଟେ ବଡ ଲକ୍ଷ୍ୟରେ ପହଞ୍ଚି ପାରିନଥିବା। ତେଣୁ ମୁଁ ଏମିତି ହେଇ କହିବି ଆପଣଙ୍କୁ, ଜୀବନର ଗୋଟେ ବଡ ଲକ୍ଷ୍ୟ ରଖନ୍ତୁ, ବଡ ମ୍ୟାକ୍ସିମମ୍ ଆପଣ ରଖନ୍ତୁ, ଯେତେ ପାରୁଛନ୍ତି। ଆଉ ତା ଆଜ୍ଞା ଉପରେ କେମିତି ହବ, ତା ଉପରେ ବି ରାସ୍ତା ବି ବାହାର କରିବେ। ଆଜ୍ଞା। ମୁଁ ଶିଖେଇବି, ସପୋର୍ଟିଂ କ୍ଲାସରେ ମୁଁ ଯେତେବେଳେ ନେବି, ଆପଣ ମାନେ ସେତେବେଳେ ଯୋଗ ଦିଅନ୍ତୁ। ନିହାତି ଲାଇଫ ନିହାତି ର ସାର୍। ଗୋଲ, ଲାଇଫ ଗୋଲକୁ ଆଚିଭମେଣ୍ଟ କରିବା ବହୁତ ଜିନିଷ ଅଛି, ମୁଁ ଶିଖେଇବି, ମୋର ଅଛି। କିନ୍ତୁ ସମୟ ଏବେ ଅଭାବ ରହୁଛି, କ୍ଲାସ ନେଇ ପାରୁନି। ଏବେ ତ ଆପଣ ଯୋଡିଛନ୍ତି ସବୁ ଏବେ ଏବେ, ତେଣୁକରି ସପୋର୍ଟିଂ କ୍ଲାସରେ ମୁଁ କିଛି ନା କିଛି ଟପିକ ଉପରେ ଆପଣ ମାନଙ୍କୁ ସବୁ ନଲେଜ ଦେବି। ରାଇଟ, ଗୋଟେ ଗୋଟେ ଘଣ୍ଟାଟେ କ୍ଲାସ କରିବି ସମସ୍ତଙ୍କୁ ନେଇକି। ସେ ଘଣ୍ଟାଟେ ଭିତରେ ଚେଷ୍ଟା କରି କିଛି କିଛି ଯୋଉଟା ଆମର ଲାଇଫ ର ସହିତ ଜଡିକିରି ଥିବ, ଯୋଉ ସବୁ କାର୍ଯ୍ୟକଳାପ, ତା ଉପରେ ହିଁ ଆପଣଙ୍କୁ କିଛି ଶିକ୍ଷଣୀୟ ଜିନିଷ ଫ୍ରି ଅଫ୍ କରିଦେବି, ନୋ କଷ୍ଟ। କିନ୍ତୁ ପ୍ରୋବ୍ଲେମ ହଉଛି ଆପଣଙ୍କୁ ଆସିବାର ଅଛି। ଯଦି ନ ଆସିବେ, ତାହେଲେ ମତେ କୋଉଠି ନା କୋଉଠି ଅସୁବିଧା ହବ, ଯେ ମୁଁ ଯାହା ଦଉଛି ବୋଧେ ଦେବା କଥା ନୁହଁ, ଏମିତି ନ ଆସିବା ଦରକାର ମୋ ମନରେ। ସାର୍ ରାଇଟ୍। ଆପଣ ଏବେ ଯୋଉ ଦଉଛନ୍ତି ସାର୍, ଆର ଏମାଉଣ୍ଟ କିଛି ନାହିଁ ସାର୍। ଆପଣ ଏ ଆମାଉଣ୍ଟ କିଛି ବି ନାହିଁ ସତରେ। କାହିଁକି ମୁଁ ଥାର୍ଡ ଆଇରେ ଗୋଟେ କ୍ଲାସ ଜଏନ୍ ହେଇଥିଲି, ସେଇଟା ମୁଁ 32,000 ବାନ୍ଧିଥିଲି ସାର୍। ୱାଓ, 32। 32,000 ତାହିଁରେ ବି ମୁଁ କ୍ଲାସ କରୁଛି ଏବେ, କିନ୍ତୁ ମୁଁ କ୍ଲାସ ଆଟେଣ୍ଡ କରିପାରୁନି। ଆପଣ କ୍ଲାସ ତାଙ୍କ କ୍ଲାସ ତଫାତ କଣ, ଆପଣ ଝିକିକି ଦେଲା ଭଳିଆ ଦଉଛନ୍ତି, ସେମାନେ ମାଗିଲେ ବି ଦଉନାହାନ୍ତି, ଏମିତି ହେଇଯାଇଛି ତଫାତ। ବୁଝିଲେ ନା ନାଇଁ? ପୁରା ମାନେ ପୁରା ଏତେ ଡେସକ୍ରାଇବ କରି କହିଲେ ବହୁତ ଖୁସି ଲାଗୁଛି। ସତ ସାର୍ ସତ। ଏଇଟା ଫିଲିଂ ସାର୍, ମାନେ ମୁଁ କହିବାଛି ବୋଲି କିଛି କହୁନି, ଯାହା ଫିଲିଂଟା ତାହା କହୁଛି। ଆପଣଙ୍କ ନୋଟ ପ୍ରିପେୟାର କରିବା, ସେମାନଙ୍କୁ ଆମେ ଭିଡିଓ ମାଗିଲେ ଦଉନାହାନ୍ତି। ଏବେ ଯାଇ ସେ ଗୁରୁଙ୍କର ଫଟୋ ବି ଆମେ ଦେଖିପାରୁନୁ ତାହିଁରେ। ସେ ଅନ୍ୟ ତାଙ୍କେ ପୁରା ହାଇଡ ରଖିକି କ୍ଲାସ କରୁଛନ୍ତି। ହେଲେ କ୍ଲାସ ଭଲ ଅଛି, ମନା କରୁନି, ଆମେ ଆଟେଣ୍ଡ କଲେ ତାର ବି ସକ୍ସେସ ପାଇବା। କିନ୍ତୁ କଣ ହଉଛି ଦେଖନ୍ତୁ, ଆମେ ଯେତେବେଳେ ଇଣ୍ଟରେଷ୍ଟ ଲେକ୍ ହେଇଯାଉଛି, ଆପଣ ଝିକି ଦଉଛନ୍ତି ଆମକୁ। କିନ୍ତୁ ସେଠି କଣ ହଉଛି, ଆମେ ନଦେଲେ ବି ଚଳିଲା, ଦେଲେ ବି ଚଳିଲା, ଆସିଲେ ବି ଚଳିଲା, ନ ଆସିଲେ ବି ଚଳିଲା, ସେଟାରେ କଣ ଅଛି, ଓଭରଲୁକ୍ ହେଇଯାଉଛି। ହଁ ଆଜି ଟିକେ ଟାଇଟ୍ ଅଛି, ଥାଉ ସେ କ୍ଲାସ ଟା।
ମୁଁ ଏବେ ପ୍ରାୟ ତାରେ 3 ମାସ ଖଣ୍ଡେ କ୍ଲାସ କଲିଣି। 3 ମାସରେ ମୁଁ ଏଟ୍ ବେଷ୍ଟ 10-12ଟା କ୍ଲାସ ଆଟେଣ୍ଡ କରିଛି, ମାନେ ୱିକଲି 3ଟା କ୍ଲାସ ସେଇଟା। ଆଚ୍ଛା ଆଚ୍ଛା ଆଚ୍ଛା। ମୁଁ ସେମିତି ହଉଛି ସାର୍। ହେଲେ ମୋର କଣ ହୁଁ। କହିଲେ କିଛି ନୂଆ ଶିଖିବା, କିଛି ନୂଆ ଶିଖିବା, ସମାଜକୁ କିଛି ଆମେ ମେସେଜ ଦେଇପାରିବା, ସମାଜରେ କିଛି ଉନ୍ନତି କରିପାରିବା, ତା ଉପରେ ଟିକେ ଫୋକସ କରିବା ବୋଲି ମୋର ଇଏ ସାର୍। ଆଉ ମୋର ପୁଅର ଝିଅର ବି ଏବେ ସମ୍ବନ୍ଧ ଦେଖିବି ସାର୍, ମୁଁ ଆପଣଙ୍କୁ ପଚାରୁଥିଲି ସେଇଟା ଟିକେ ମୋର କେମିତି ଭଲ ତାର ନେଗୋସିଏସନ ହେଇପାରିବ, ମୋ ପୁଅର ଆଜି କେମିତି ଦେଖିବେ, ଆଜି ଶୁଣିବେ, ଆଜି ଶୁଣିବେ, ଆଜି ସବୁ ଆଜି ଟିକେ ଅଛି ଟପିକ। ଓକେ, ଥ୍ୟାଙ୍କ ଚାଲନ୍ତୁ, ଆଉ ନମସ୍କାର। ଚିର ଆପଣଙ୍କ ପାଖରେ ଆପଣ ସାହାଯ୍ୟ କରୁଥାନ୍ତୁ। ନିଶ୍ଚୟ ଆପଣ ନିଶ୍ଚୟ। ଆପଣ ଭଗବାନ ତମକୁ ନା ସାହାଯ୍ୟ ନା ନା ନା, କରୁଥାନ୍ତୁ। ସେମିତି କୁହନ୍ତୁନି, ସେମିତି କୁହନ୍ତୁନି, ମତେ ସେଇଟା ସେଇଟା ବାଧିବ। କାହିଁକିନା ମତେ ନାଇଁ ସାର୍, ଦାୟିତ୍ୱ ଦିଆଯାଇଛି, ମୁଁ ସେ ଦାୟିତ୍ୱକୁ ନିଭଉଛି। ରାଇଟ୍, ଯଦି ଏତେ ବଡ ଜିନିଷ କହିବେ ନା ମୁଁ ଦୋଷୀ ହେଇଯିବି। ଏଇଟା ପ୍ଲିଜ, ଏମିତି ମୁଁ ସମସ୍ତଙ୍କୁ କହିବି ଯେ ପାଟିରେ ଆପଣ ଏମିତିଆ ଜିନିଷ ବ୍ୟବହାର କରନ୍ତୁ ନାହିଁ। ସାର୍ ଆପଣ ନିଜକୁ କମ କହିବାଟା ଆପଣଙ୍କର ବଡପଣ ସାର୍। ଆମକୁ ଯିଏ ସାହାଯ୍ୟ କରୁଛି ତାକୁ ଯଦି କହିବା ନାହିଁ, ଆମର ନ୍यूनतମ ହେଇଯିବ ସାର୍। ନା ମୁଁ ସେଟା ସେ ୱାର୍ଡିଂ ଟା ନା ମତେ କାହିଁ ନା କୋଉଠି ଟିକେ ପ୍ରୋବ୍ଲେମ ରେ ପକାଏ ସାର୍। ପ୍ଲିଜ, ଆପଣ କହୁଛନ୍ତି, ମୁଁ ଠିକ ଅଛି, ଆପଣଙ୍କ ହୃଦୟକୁ ସେତିକି ଲାଗିଥିବ, ନିଶ୍ଚୟ ଆପଣ କହୁଛନ୍ତି। ବଟ୍ କଣ ହଉଛି ନା, ମୁଁ ଲୋକଙ୍କ ସହିତ ନ ମିଶିବାର କାରଣ ହେଲା ଏତିକି, ଆଉ କିଛି ନାହିଁ। ମୋ ଗୁରୁ ସେଥିପାଇଁ ମତେ କହିଛନ୍ତି, ଯୋଉ ଲକ୍ଷ୍ୟ ତମକୁ ଦିଆହେଇଛି, ଯୋଉ ଦାୟିତ୍ୱ ଦିଆହେଇଛି, ତମେ ଯଦି ଲୋକଙ୍କ ସହିତ ଯଦି ଏବେ ମିଶିବା ଷ୍ଟାର୍ଟ କରିବ, ତମର ଯୋଉ ଉଦ୍ଦେଶ୍ୟ ଅଛି ନା, ସିଏ ଆପଣଙ୍କୁ ଡାଇଭର୍ଟ କରିଦବ। ସେ ଉଦ୍ଦେଶ୍ୟ ପାଖରେ ପହଞ୍ଚି ପାରିବନି। ତାଙ୍କର ଗୋଟିଏ କଥା ମୁଁ ରଖିଛି, ସେଥିପାଇଁ କାହା କୋଉ ଜାଗାରେ ମୁଁ ଏବେ ମାନେ କୋଉ ଷ୍ଟୁଡେଣ୍ଟ ସହିତ ମିଶିବା ପାଇଁ ମୁଁ ଚେଷ୍ଟା କରୁନି, କାହିଁକି ନା ଯୋଉ ପର୍ଯ୍ୟନ୍ତ ପରମିଶନ ମିଳିନି। କିନ୍ତୁ ଏବେ ଗୋଟେ ଜିନିଷ ମତେ ପରମିଶନ ମିଳିଛି ଯେ ନିଜ ଷ୍ଟୁଡେଣ୍ଟ ମାନଙ୍କୁ କୁହ, ସେ ତାଙ୍କ ଏରିଆରେ, ରାଇଟ୍, ସ୍କୁଲ ହଉ, କଲେଜ ହଉ, ଅଫିସ ହଉ, କର୍ପୋରେଟ ଅଫିସ ହଉ, ଯଦି ଷ୍ଟାଫ୍ ଅଛନ୍ତି 20, 30, 50, 100, ସେ ଜାଗାରେ ଯାଇକିନା ସେମିନାର କରିବା ପାଇଁ, ଯୋଉଟା ଆମେ ୱେବିନାର କରୁଛେ, ମାନେ କଣ, ଯୋଉ ଲାଇଭ ୱେବିନାର, ଯୋଉ ଫ୍ରି ୱେବିନାର, ସେ ଜିନିଷଟାକୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ମତେ ଗୋଟେ ମିଳିଛି, କାଲି ସାର୍ ମତେ କହିଲେ ତ। ସାର୍ ପ୍ରଥମ ଆଜ୍ଞା। ମୋ ସ୍କୁଲକୁ ଆସନ୍ତୁ, ପ୍ରାୟ 30-40 ଷ୍ଟାଫ୍ ଅଛନ୍ତି ମୋ ପାଖରେ। ଓକେ, ତେଣୁକରି ଏଇଟା ଗୋଟେ ସୁଯୋଗ ମତେ ମିଳିଲା, ମୁଁ ଟିକେ ଖୁସି ହେଲି, ଯାହା ହଉ ମୌକା ମିଳିଲା ଯେ ଆଟଲିଷ୍ଟ ଟିକେ ବାହାରକୁ ଯିବା ପାଇଁ। ତ ମୁଁ ସମସ୍ତଙ୍କୁ କହିବି, ଆପଣଙ୍କୁ, ଆପଣଙ୍କ ପାଖରେ ଯଦି ବେସ୍ ଅଛି, ରାଇଟ୍, 40-50 ଲୋକ ଯଦି ଅଛନ୍ତି, ଏଇ ନଲେଜ ନେବା ପାଇଁ ଚାହୁଁଛନ୍ତି, ମୁଁ ଯିବି ଡାଇରେକ୍ଟ ସେଠି। ଯଦି ସେ ଅଫିସରେ କଣ ସେ ଯୋଉ ସ୍କ୍ରିନ୍ ଥିବ, ଟିକେ ଭଲ ହବ, କାହିଁକି ନା ମତେ ଭିଡିଓ ମାଧ୍ୟମରେ ହିଁ ତାଙ୍କୁ ଦେଖେଇବାର ଅଛି। ସେଠି ମେଡିଟେସନ ସେମାନଙ୍କୁ କରେଇବି। ଆ ଭାବୁଛି, ଅଛି ଆପଣଙ୍କ ଅଫିସରେ, ସ୍କୁଲରେ? ବଡ ହଲ୍ ଅଛି ସାର୍, ପ୍ରାୟ ଏସ୍, 500 ପିଲା ବସି, ଓକେ କିଛି ଅସୁବିଧା ଓକେ ନାହିଁ। ଷ୍ଟାଫ୍ ବି 40-50 ଅଛନ୍ତି। ହଷ୍ଟେଲରେ ବି ପିଲା ରହୁଛନ୍ତି, ପ୍ରାୟ 150 ପିଲା ରହୁଛନ୍ତି, ବୁଝିଲେ କି ଓକେ ନା। ଓକେ ଓକେ। ଯେତିକି ରିକ୍ୱାରମେଣ୍ଟ ସେ ପାଖରେ ସବୁ ମୁଁ ସେଟ୍ କରିବି ସାର୍। ଆପଣ ଦୟାକରି ପ୍ରଥମ ମୋ ସ୍କୁଲରେ ପାଦ ପକାନ୍ତୁ। ଏ ମତେ ଭଗବାନ ମିଶେଇଲେ ଆପଣଙ୍କ ସାଥ, କାହିଁକି ମୁଁ ପିଲାଙ୍କର ଉନ୍ନତି ଚାହୁଁଛି। ମୁଁ ଆପଣଙ୍କ ହଁ ପାଖରେ ହଁ ସେ ପିଲାଙ୍କର ଏଜୁକେସନ କେମିତି ଡେଭଲପ ହବ, ମ୍ୟାକ୍ସିମମ୍ ପିଲାଙ୍କ ପାଖରେ ମନେ ରହୁନି, ପଢି ପାରୁନୁ, ଏ ଯୋଉ ଥଟ୍ ନେଇକି ଆସୁଛନ୍ତି ସାର୍, ମତେ ସେଇଟା ଦୂର କରିବାର ଅଛି। ମୁଁ ସେଇ ଥାର୍ଡ ଆଇରେ ଜଏନ୍ ହେବାର ରିଜନ ବି ସେଇଟା ଥିଲା। ମୁଁ ଏବେ ଆପଣଙ୍କୁ କହୁଥିଲି, ମୋର ପିଲା ବ୍ଲାଇଣ୍ଡ ଫୋଲ୍ଡ କରିପାରୁଛନ୍ତି। ମୋ ପ୍ରାୟ 15ଟା ପିଲା ବ୍ଲାଇଣ୍ଡ ଫୋଲ୍ଡ କରିପାରୁଛନ୍ତି। ମୁଁ ଯେତିକି ପାରୁଛି ପିଲାଙ୍କୁ ଦେବି। ମୁଁ କିଛି କୋର୍ସ ନିଏ ନାହିଁ ସାର୍ ତା ପାଇଁ। ମୁଁ ଟ୍ରେନିଂ ନେଲି ଆପଣଙ୍କର 32,000 ବାନ୍ଧିକି, ଏଇଟା ବି ନେଇଛି କଣ ଆମର ଥାର୍ଡ ଆଇ ଯୋଉଟା ବ୍ଲାଇଣ୍ଡ ଫୋଲ୍ଡ ଟା, ସେଇଟା ବି ନେଲି। କିନ୍ତୁ ମୁଁ ପିଲାଙ୍କୁ ଟଙ୍କା ଚାର୍ଜ କରୁନି। ଏଇଟା ବି ମାନେ ମୁଁ ପିଲାର କେମିତି ଏଜୁକେସନ ଡେଭଲପ ହବ, ସେ ଗୋଟେକ ମୋର ଥଟ ଅଛି। କାହିଁକି, ଯୋଉ ଉଦ୍ଦେଶ୍ୟରେ ଆମେ ଏଜୁକେସନ ଇନଷ୍ଟିଟ୍ୟୁସନ ଖୋଲିଛେ, ସେଇଟା ହୁଁ ବିଜନେସ କଲେ ହବ, ଲୋକଙ୍କୁ ଏଜୁକେସନ ଦେବାର ଅଛି। ମୋର ମେନ୍ ଥଟ ସାର୍ ସେଇଟା। ନିହାତି ଠିକ ଅଛି, ବହୁତ ଭଲ ଉଦ୍ଦେଶ୍ୟ, ସେଥିରେ ହିଁ କାମ କରନ୍ତୁ। ଦେଖନ୍ତୁ, ଆମର ଉଦ୍ଦେଶ୍ୟ କ୍ଲିୟର ଅଛି, ଇଣ୍ଟେନସନ ଠିକ ଅଛି, ଆମକୁ ସକ୍ସେସ ମିଳିବ, ନୋ ଡାଉଟ। କିନ୍ତୁ ଆମର ଜୀବନର ଲକ୍ଷ୍ୟ ବି ଥିବା ଦରକାର। ଆପଣ ହଁ ସ୍କୁଲ ଚଲାଉଛନ୍ତି, ସ୍କୁଲର ଗୋଟେ ଗୋଟେ ବ୍ଲୁ ପ୍ରିଣ୍ଟ ଥିବା ଦରକାର, ଯେ ମୋ ସ୍କୁଲକୁ ଏତେ ବର୍ଷ ଏତିକି ବର୍ଷ ଭିତରେ ମତେ ଏଇ ଜାଗାରେ ନେବାର ଅଛି, ଏତିକି ମତେ ବେସ୍ କରିବାର ଅଛି, ଏତିକି ପ୍ରପର୍ଟି ରଖିବାର ଅଛି, ଏତିକି ଏରିଆ ମତେ କଭର ଅପ୍ କରିବାର ଅଛି, ଏଇ ପ୍ରକାର ଷ୍ଟାଫ ମତେ ରଖିବାର ଅଛି, ଏମିତିଆ ଡିଜିଟାଲାଇଜେସନ କରିବାର ଅଛି। ସବୁ ଜିନିଷ ଗୋଟେ ବ୍ଲୁ ପ୍ରିଣ୍ଟ ମନ ଭିତରେ ରହିବା ଦରକାର। ମୁଁ ଏଇ ଜିନିଷଟା ହିଁ ଆପଣଙ୍କୁ କହୁଛି। ଏମିତି ନାହିଁ ଯେ ଆପଣ ଗୋଟେ କଣ ଗୋଟେ ବଡ
ପ୍ରକ୍ରିୟା ରଖିବେ। ଆପଣଙ୍କର ଯୋଉ ଜିନିଷଟା ଚାଲିଛି ଆପଣଙ୍କର ପ୍ରଫେସନ, ତାକୁ ଗୋଟେ ବଡ ପିକ୍ଚର ଦିଅନ୍ତୁ। ସାର୍ ମୋର ଆଉ ଗୋଟେ ମେରିଟ୍ ସାର୍, ମୁଁ ଯୋଉ ବି ପ୍ରୋଗ୍ରାମ କରେ ମୁଁ ସେ ପ୍ରୋଗ୍ରାମ ପୁରା ପିକ୍ଚରାଇଜ କରିଦିଏ ସାର୍। ମାନେ ଆଚ୍ଛା, ଗୋଟେ ନୂଆ ବୋଲି ମାନେ ମୁଁ ଷ୍ଟାର୍ଟିଂ ରୁ ଏଣ୍ଡିଂ ତକ ସେ ପ୍ରୋଗ୍ରାମ ପୁରା ପିକ୍ଚରାଇଜ କରିଦିଏ। ମୋର ମୋର ମାଇଣ୍ଡ ରହିଯାଏ ଯେ ଏ ପ୍ରୋଗ୍ରାମ ଏମିତି ହବ ବୋଲି। ମାନେ ସେଥିପାଇଁ ମୋର କୋଉ ବି ପ୍ରୋଗ୍ରାମ ଫେଲିୟର ହୁଏନି। ମାନେ ଏ ଜାଗାରେ ତମର ଭୁଲ ହେଲା, ଏ ଜାଗାରେ ତମର କିଏ କହିପାରିବେନି ସାର୍। ମୁଁ ସେତିକି ପିକ୍ଚରାଇଜ କରିକି ହିଁ କରେ ସେ ପ୍ରୋଗ୍ରାମ ଯାଏ। ମାନେ ତାହେଲେ ପିଲା ଆପଣଙ୍କର ଅସୁବିଧା ହଉଛି କୋଉଠି ସାର୍? ଆପଣ ମେଡିଟେସନ କାହିଁକି ପିକ୍ଚରାଇଜ କରିପାରୁନାହାନ୍ତି? ପିକ୍ଚରାଇଜ ସେଇଟା ତ ମତେ କଷ୍ଟ ଲାଗୁଛି ସାର୍। ମୁଁ ସେଇଟା ହିଁ ଜାଣିପାରୁନି। ମୁଁ ଯଦି ସେ କାଲି ବି ଭାବୁଥିଲି ମୁଁ ଯଦି ଏଯାକ ପିକ୍ଚରାଇଜ କରିପାରୁଛି, ଯେତେବେଳେ ସ୍କୁଲ ପ୍ରୋଗ୍ରାମ କି ବାହାରେ ପ୍ରୋଗ୍ରାମ ପିକ୍ଚରାଇଜ କରିପାରୁଛି, ତ ମୋ ପାଇଁ ମୁଁ କାହିଁ ମୋ ପ୍ରତିଛବି ଦେଖି ପାରୁନି? ମୋର କୋଉଠି ସେଟା ପ୍ରୋବ୍ଲେମ ହଉଛି, ମୋର କୋଉଠି ଭୁଲ ରହୁଛି? ମୁଁ ମାନେ ଟାଇମ ପ୍ରକାର ଭୁଲ ମୁଁ କହୁଛି ଶୁଣନ୍ତୁ, ପ୍ରୋବ୍ଲେମ ରହୁଛି ନିଜ କଥା ଆପଣ ଭାବୁନାହାନ୍ତି, ଆପଣ ହଁ ଅନ୍ୟ ଲୋକଙ୍କ କଥା ଭାବୁଛନ୍ତି, ସେଠି ପ୍ରୋବ୍ଲେମ ଠିକ ରହୁଛି। ଠିକ ତେଣୁ କଥା ନିଜ କଥା ବି ଭାବନ୍ତୁ, ନିଜକୁ ଟିକେ ସମୟ ଦିଅନ୍ତୁ, ନିଜ ଆତ୍ମା କଥା ଭାବନ୍ତୁ। ଦେଖିବେ, ନିଶ୍ଚୟ ଦେଖିପାରିବେ। ଏଇଟା କିଛି ବଡ କଥା ନା। ଆପଣ ଏତେ ସୁନ୍ଦର ଭାବରେ ଯଦି ଆପଣ ପ୍ରଫେସନ ଟାକୁ ଦେଖି ପାରୁଛନ୍ତି, ତାହେଲେ ନିଜ ହଁ କଥା କାହିଁ ଦେଖିପାରିବେନି? ଦେଖିପାରିବେ। ଆପଣ ପ୍ରାକ୍ଟିସ କରନ୍ତୁ, ପ୍ରାକ୍ଟିସ କରନ୍ତୁ, ହେଇପାରିବ। ଓକେ, ଥ୍ୟାଙ୍କ ଯିବା ନେକ୍ସଟ। ହରପ୍ରିୟା ମ୍ୟାଡାମ ପୁରା ବୋର ହେଇଗଲାଣି। ନମସ୍କାର, ଅନମ୍ୟୁଟ କରନ୍ତୁ, ଅନମ୍ୟୁଟ କରନ୍ତୁ। ଗୁଡ ମର୍ଣ୍ଣିଂ, ନମସ୍କାର। ନମସ୍କାର ସାର୍। ଦେଖୁଥିଲି ସମସ୍ତଙ୍କର ଏକ୍ସପିରିଏନ୍ସ କଥା କହୁଛନ୍ତି, ତ ସାର୍ ମୁଁ ତ ମୋ ଏକ୍ସପିରିଏନ୍ସ କଥା ମୁଁ ହୁଏତ ବାଇ ବାର୍ଥରୁ ଆପଣଙ୍କର ଯୋଉ କଥା ଆଜି ପର୍ଯ୍ୟନ୍ତ ଯୋଉ 6 ଦିନ ଭିତରେ ଶୁଣିଲି, ଏଇ ଜିନିଷଟା କରିବା ଦରକାର, ସେଇ ଜିନିଷଟା କରିବା ଦରକାର, ମୁଁ ଯେତେବେଳେ କରୁଥିଲି ସେଇଟା ବାସ୍ତବିକ ମୁଁ ଅନୁଭବ କରୁଥିଲି ଏଇଟା ମୁଁ ସାଇକୋଲୋଜିକାଲି ୱିକ୍ ନୁହେଁ ତ ଏଇ ଜିନିଷଟା କରୁଛି। ମାନେ ପ୍ରତିଟି ଜିନିଷ ମୁଁ କାଲି ମୋ ହଜବେଣ୍ଡ କୁ କହିଲି, ଦେଖ ମୁଁ ଯୋଉ ମେଥଡ ଗୁଡାକ ମାନେ ମୋ ଲାଇଫ ଷ୍ଟାଇଲ ରେ ଘର ଶୁଦ୍ଧି କରିବା ପାଇଁ, ନିଜକୁ ଶୁଦ୍ଧି କରିବା ପାଇଁ କହୁଥିଲି, ଦେଖନ୍ତୁ କାଲି ଆମକୁ ସେ ଆମ ଗୁରୁଜୀ କହିଲେ ଯେ ସାର୍ କହିଲେ ଏଇ ଜିନିଷ ଗୁଡା କରିବାକୁ ନା। ଆଉ ତତେ କହୁଥିଲି, ମୁଁ କହିଲି ସତ ତମେ ବସୁନା, ତମେ ତ ବସୁନ, ଶୋଇଛ, ତମେ କହୁଛ ଯେ ମୁଁ ବସିବିନି, କିନ୍ତୁ ମେଡିଟେସନ ରେ ସାର୍ ମୋର ଗୋଟେ କଥା ହଉଛି, ସବୁ ଜିନିଷ ମୋ ପାଖରେ ଥିଲା, ବଟ୍ ଯେମିତି ସବୁ ଜିନିଷ ଥାଏ, ରୋଷେଇ କରିବାର ତରିକା ଜଣା ନଥାଏ। ନଲେଜ ଡାଲମା ନଥାଏ, ନଲେଜ। କେମିତି କଲେ ଟେଷ୍ଟ ଲାଗିବ, କେମିତି ଦେହକୁ ହବ। ତ ବର୍ତ୍ତମାନ ମୁଁ ଫିଲ୍ ମାନେ ଆକ୍ଚୁଆଲି ମୁଁ ଏଇ ବସିବା ଭିତରେ, ମୁଁ ଆପଣଙ୍କ ଏଇ 6 ଦିନ ଭିତରେ ମୁଁ କୋଉଠି ସାର୍ 4 ମିନିଟ ବସିପାରେନି, ସତ କଥା କହୁଛି। ମୁଁ ବହୁତ, କାରଣ ସବୁବେଳେ ଏ କାମଟା କରିବି, ସେ କାମଟା କରିବି, ଗୋଟେ ମାଇଣ୍ଡ ଟା ମୋର କେତେ ଲୋକଙ୍କର ରେସପନ୍ସିବିଲିଟି ନେଇଛି, ମୁଁ ନିଜ କଥା ଚିନ୍ତା କରିବାକୁ ମୋ ପାଖରେ ସମୟ ନାହିଁ। ସେଇଟା ହଉଛି କଥା। ମୁଁ ଆପଣଙ୍କର ଏଇ ଜିନିଷ ଜାଣିଲି ଯେ ୱିଲ୍ ପାୱାର ଟାକୁ ଆମେ ଯେତେ ଡେଭଲପ କରିବା, ୱିଲ୍ ପାୱାର ଟା ମୁଁ ଦେଖ ଅନ୍ତର୍ନିହିତର ୱିଲ୍ ପାୱାର ଟା, ମୁଁ ଆପଣଙ୍କୁ ଯଦି ଚୋର ବୋଲି ଭାବିବେ, ଆପଣ ମତେ ଚୋର ହିଁ ଦେଖାଯିବ। ତ ଏଇ ମାତ୍ରାରେ ମୁଁ ଏଇ 5-6 ଦିନ ଭିତରେ ବିଶ୍ୱାସ କରେं ସାର୍, ମୁଁ ଗୋଟେ ଓଜନିଆ ଦେହଟା ମୋର ଲାଗୁଥିଲା, ମନ ଆତ୍ମ ଭିତରଟା। ତ ବର୍ତ୍ତମାନ ମତେ ଗୋଟେ ହାଲକା, ଏଇ ଯୋଉ ଥ୍ରୋ କରାହଉଛି ହାତ, ବିଶ୍ୱାସ କରନ୍ତୁ ସେ ଥ୍ରୋ କଲା ପରେ କିଏ ଅନୁଭବ କରୁଛନ୍ତି, ଯଦି ବସିକି ଅନୁଭବ କରିବେ ଆପଣଙ୍କର ଗୋଟେ ଲାଗୁଛି ଯେମିତି କି ମାନେ ଦେହରୁ ଗୋଟେ ମାନେ ମତେ ଗୋଟେ ହାଲକା ଲାଗିଲା, ଯେମିତି ଗାଧେଇ ସାରିଲା ପରେ ଦେହଟା ହାଲକା ଲାଗେ, ମୁଁ ସେଇଟା ଫିଲ୍ କରିଛି। ତ ଆଜି ମୁଁ ଆପଣଙ୍କ ୱାର୍କସପ ର ମାନେ ଏତିକି ଇଏ କଲି ଯେ ମୁଁ ଫ୍ରି ହେଇଯାଇଛି। ଆଉ ଗୋଟେ ଜିନିଷ ହଉଛି, ମୁଁ ଏକଦମ ଗୋଟେ କ୍ୱାଇଟ, ମାନେ କାମ୍ ଆଣ୍ଡ କ୍ୱାଇଟ ପୋଜିସନ କୁ ଆସିଲା ଭଳିଆ ମତେ ଲାଗୁଛି। ମାନେ ମୁଁ ଆପଣଙ୍କ ଠାରୁ ଶିଖିଲି ଯେ ନିଜ କଥା ଭାବ। ସବୁ ଯଦି କହିବ ଯେ ଆମେ ଦାନ କରିଦବୁ, ଇଏ ନାହିଁ। ଆଉ ଗୋଟେ ଜିନିଷ ସାର୍ ଆପଣଙ୍କୁ କହିପାରୁନି, ମୁଁ ଆପଣଙ୍କ ଫେସ ରେ ଗୋଟେ ଜିନିଷ ଦେଖୁଛି, ଗ୍ରୀନ ଲାଇଟ। ଆପଣଙ୍କୁ ସେଦିନ ବି କହିଥିଲି, ଆଜି ବି କହୁଛି, ଗ୍ରୀନ ର ଲାଇଟ ଟା, ମାନେ ଯେତେବେଳେ ମୁଁ ଅନୁଭବ ପୁରା ଡିପଲି ଆପଣଙ୍କୁ ଭାବି ଦଉଛି, ଆପଣଙ୍କ ଦେହରେ ଗ୍ରୀନ ଲାଇଟ। ଏବଂ ହଠାତ୍ ସାର୍ ଉଠିଗଲା ବେଳକୁ ମୁଁ ଆପଣଙ୍କ କଥା ହିଁ ଭାବୁଥିଲି, ସାର୍ ଏତେ କମ ଏଜ ରୁ ସେ କେମିତି, ମାନେ ଶୋଇଥିଲି କିନ୍ତୁ ନିଦ ହେଇଯାଇଥିବା ପୂର୍ବରୁ ଟିକେ ଭାବିଥିଲି, ଏତେ ପାୱାର ଆଣିଛନ୍ତି, ବହୁତ ଇଏରେ କରିଛନ୍ତି, ମୁଁ କେମିତି ୱାର୍କସପ ଟା କରିବି, ସମସ୍ତଙ୍କୁ କେମିତି ଆମେ ଗୋଟେ କରିବା ଯେ ଇନର ପାୱାର ଟା ଆମେ ବି ଡେଭଲପ କରିବାର ଅଛି। ଓକିଲ ହେଇଛେ ସତ, ଆଇ ୱାଣ୍ଟ ଟୁ ଜଏନ୍ ୱିଥ ୟୁ ଇନ୍ ବାଇ ସୋଲ। ଭଗବାନଙ୍କର ଗୁରୁ କିଛି ଶିଷ୍ୟର ଅଲରେଡି ଯୋଉ ଆମେ ସୋଲରେ କନେକ୍ଟ ହେଇଯାଇଛେ ମ୍ୟାଡାମ, ବୁଝିଲେ ନା। ତେଣୁ ମୋର ସେ କର୍ଡ ଆପଣଙ୍କ ସହିତ କନେକ୍ଟ ହେଇଯାଇଛି, ଆପଣଙ୍କର କର୍ଡ ମୋ ସହିତ କନେକ୍ଟ ହେଇଯାଇଛି। ଏଥିରେ ଆଉ କିଛି ଦୁମତ ନାହିଁ। ତେଣୁକରି ଆମେ ଏଇ କର୍ଡ କନେକ୍ସନ ରେ ଆମେ ଆଗକୁ ଆଗକୁ ଯିବା। ବଟ ମୁଁ ଆପଣଙ୍କୁ, ଯେହେତୁ ଆମେ ଶିଖୁଛୁ ନା, ହଁ ଆମେ ହଁ ଆପଣଙ୍କ
ସବୁବେଳେ ନତମସ୍ତକ ହବା ଦରକାର, ଯିଏ ଯୋଉ ପୋଜିସନ ରେ ଥାଉ ନା କାହିଁକି, ସେଇଟା ନାହିଁ। ସବୁବେଳେ ଗୁରୁ Yes. ଯିଏ ଶିଖିଥିଲେ ସିଏ ହେଲେ ଗୁରୁ। ଖାଲି ପାଠ ପଢୁଥିବା ଲୋକ ଗୁରୁ ନୁହଁ, ପ୍ରତି କ୍ଷେତ୍ରରେ ରାଇଟ୍। ଇନ୍ସ୍ପାୟାର କଲେ ଆପଣଙ୍କର ଗୁରୁ। ଓକେ, ସୌଭାଗ୍ୟ କେତନ ଅନମ୍ୟୁଟ କରନ୍ତୁ, କୁଆଡେ ଗଲେ? ଓକେ, ଆଉ 2-4 ଜଣ ରହିଲେ କ୍ୟାମେରା ଅନ୍ କରିଛନ୍ତି, ଯୋଉମାନଙ୍କ ସହିତ କଥା ହେଇଯିବା ଏମିତି। କୁହନ୍ତୁ 6 ଦିନର ଏକ୍ସପିରିଏନ୍ସ କୁହନ୍ତୁ, ଯିବା ଆମର ଆଗକୁ। ସାର୍ ଏକ୍ସପିରିଏନ୍ସ କହିଲେ ସାର୍ ମୋର 6 ଦିନ ଭିତରେ ବହୁତ ଭଲ ଏକ୍ସପିରିଏନ୍ସ ହେଇଛି। କେବଳ ଗୋଟେ ଲ୍ୟାକୁନାଇଜ ରହିଲା ଯେ ଯୋଉଟା ପ୍ରତିଛବିଟା ଆପଣ ମତେ କହୁଥିଲେ, ସେଥିରେ କେତେବେଳେ କେତେବେଳେ ମୁଁ ଭିଜିବିଲିଟି ହଉଛି, କେତେବେଳେ କେତେବେଳେ ଭିଜିବଲ ହଉନି। ଆଉ ସେଇ ଜିନିଷଟା ହିଁ ଖାଲି ଲ୍ୟାକୁନାଇଜ ରହିଲା। ଆଉ ଏକ୍ସପିରିଏନ୍ସ କହିବେ ତ ପ୍ରେଜେନ୍ସ ଅଫ ଆଞ୍ଜେଲ୍ସ, ସେଟା ମୋ ସହିତ ଅଲରେଡି ଫିଲ୍ ହେଇ ସାରିଲାଣି, ଯୋଉଟା ମୁଁ ଆଗରୁ ବି ସେୟାର କରିଥିଲି। ଆଉ କାଲି ବି ସାର୍ ଆପଣ ଯେତେବେଳେ ଚକ୍ରା ଟ୍ରେନ୍ କରଉଥିଲେ, ମୂଳଧର ଚକ୍ର ବେଳକୁ ମୁଁ ଫିଲ୍ କରୁଥିଲି ଲାଇଟ ର। ତାପରେ ସେକେଣ୍ଡ ଗଲା ଥାର୍ଡ ଚକ୍ର ବେଳକୁ ଫିଲ୍ କଲି ଯେ 2 ଜଣ ଛୋଟ ଛୋଟ ଝିଅ ସାର୍, ଗୋଟେ ଅଲରେଡି ଗ୍ରେ ହ୍ୱାଇଟ ଆଉ ଗୋଟେ ଆଉ ଜଣେ ପୁରା ପିଓରଲି ହ୍ୱାଇଟ, 2 ଜଣଙ୍କୁ ଆସିବାର ଦେଖିଛି, ହାତ ଧରିବାର ବି ଦେଖିଛି। ଏଇ ଜିନିଷଟା କାଲି ଫିଲ୍ ହେଇଥିଲା। ଆଉ ସ୍ମେଲ ବଗେରା ତ ଆପଣଙ୍କୁ କହିଛି, 1-2 ଥର ସ୍ମେଲ ବି ଆସିଲାଣି। ଆଉ ମୋର ଗୋଟେ ଗୋଟେ ଛୋଟ ମୋଟ କାମ ଯୋଉଗୁଡା ଅଟକୁଥିଲା, ଆପଣଙ୍କ କହିବା ପରେ ପ୍ରେ କଲା ପରେ କାମ ଅଟୋମେଟିକାଲି ହେଇ ବି ଯାଉଛି। ତ ଏଇସବୁ ଜିନିଷ ମୋ ସହିତ ଏଇ 6-7 ଦିନ ଭିତରେ ବହୁତ ଭଲ ଫିଲିଂ ହେଇଛି। ତାମାନେ 1828 ଟଙ୍କା ଇଫେକ୍ଟିଭ ହେଇଛି। ମଲ୍ଟି ଟାଇମ୍ସ ଇଫେକ୍ଟିଭ ହେଇଛି, ମଲ୍ଟି ଟାଇମ ଇଫେକ୍ଟିଭ ହେଇଛି। ଆଉ ମେଣ୍ଟାଲ ଓକେ, ଡିପ୍ରେସନ ଯେତିକି ଥିଲି ରିଗାର୍ଡିଂ ଜବ ହଉ, ଫାଇନାନ୍ସିଆଲ ସେକ୍ଟର ହଉ, ସେ ବି ବହୁତ ରିକଭରି ହେଇଯାଇଛି। ତା ପାଇଁ ଏତେ କିଛି ଓରିଡ୍ ବି ମୁଁ ନାହିଁ। କିଛି ରାସ୍ତା ମିଳିଯାଇଛି ଆପଣଙ୍କୁ, ରାସ୍ତା ଜୀବନ ପରିବର୍ତ୍ତନ କରିବା ପାଇଁ? ହଁ ସାର୍, ପଜିଟିଭ ସାର୍, ପଜିଟିଭ ରାସ୍ତା ମତେ ମିଳିଛି। ଯୋଉଠୁ ନାହିଁ ର ୱାର୍ଡ ଆସିଲା, ଏଟା ହଁ ର ୱାର୍ଡ ବି ଆସିଲାଣି। ତେଣୁ ଆଇ ଆକ୍ସେପ୍ଟ ଇଟ୍ ସାର୍, ଗୁଡ୍, ଆଇ ଗଟ୍ ଇଟ୍ ଦ୍ୟାଟ୍। ବହୁତ 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 ଧନ୍ୟବାଦ। ଚଲନ୍ତୁ। ଓକେ ମଧୁସୂଦନ, ଫଟାଫଟ ଯିବା, ଆଉ 4 ଜଣ ରହିଲେ କଥା ହେଇଯିବା। ସାର୍ ନମସ୍କାର। ନମସ୍କାର। ଉଦ୍ଦେଶ୍ୟ ଅଲଗା ଥିଲା, କିନ୍ତୁ ଆପଣଙ୍କର କାମ ଏବେ ଅଲଗା ହେଇଗଲାଣି, କୁହନ୍ତୁ। ଆପଣ ତ କହିଲେ ଗୋଟେ କଥା ଯେ ମୋ ପାଖରେ ପଜିଟିଭ ଇଏଟା ଅଧିକ ରହୁଛି ନା ନେଗେଟିଭ ଇଏଟା ଟିକେ ଅଧିକ ରହୁଛି? ଯୋଉ ଉଦ୍ଦେଶ୍ୟ ନେଇକି ଆସିଥିଲେ 6 ଦିନରେ କଣ ଶିଖିଲେ? ମୁଁ ଗୋଟିଏ ଜିନିଷ ହିଁ ଶିଖିପାରିଲି, ଯୋଉଟା କି ମୁଁ ତ ମାନେ ଯେତିକି ଜାଣିବା କଥା ମୁଁ ଜାଣିପାରିନି, ଆହୁରି ଖୋଲା କଥା ସତ କଥା କହିବି, ଯୋଉଟା କି ମୋର ଅନ୍ତରାତ୍ମାର କଥା, ଯେତିକି ଜାଣିବା କଥା ମୁଁ ଜାଣିପାରିନି। ମାନେ ମତେ ଆହୁରି ଦରକାର କିଛି ଆହୁରି ଶିଖିବାର ଜାଣିବା ଅଛି। ମୁଁ ଦରକାର, ଯଦି ଆହୁରି ଜାଣିବା ଦରକାର, ଆହୁରି ଜାଣିବା ହଁ ଦରକାର। ବାସ୍ ଏଇ ଜିନିଷଟା ତ ରହିବା ଦରକାର ପ୍ରତ୍ୟେକ ମନୁଷ୍ୟ ହଁ ପାଖରେ। କାହିଁକିନା ଆମର ଆତ୍ମାକୁ ଯଦି ଗୋଟେ ନେକ୍ସଟ ଲେଭେଲ ନେବା ପାଇଁ ଚାହୁଁଛେ, ଆମ ମନ ଭିତରେ ସବୁବେଳେ ରହିବା ଦରକାର ଯେ ମୁଁ ଶିଖିବି, ମୁଁ ଶିଖିବି, ଆଉ କିଛି ଶିଖିବି। ଆମ ଆତ୍ମା ସବୁବେଳେ ଚାହୁଁଛି କିଛି ନୂଆ ଜିନିଷ ଶିଖିବା ପାଇଁ, ରାଇଟ? ତେଣୁକରି ହଁ ଆମେ ଶିଖେଇ ପାରୁନେ, କାହିଁକି ନା ଆମ ପାଖରେ ଶିଖେଇବା ପାଇଁ ବି ଆମର ନଲେଜ କମ ଅଛି। ଆମକୁ ପ୍ରତ୍ୟେକ ଜିନିଷ କରିବା ପାଇଁ ବି ନଲେଜ ଦରକାର, ସେ ନଲେଜ ନାହିଁ। ଯାହାଦ୍ୱାରା କି ଆମେ ଆତ୍ମାକୁ ଗୋଟେ ନେକ୍ସଟ ଲେଭେଲରେ ପହଞ୍ଚେଇ ପାରୁନେ, ଆଉ ତାକୁ କଣ ଅଣନିଶ୍ୱାସ କରିକିରି ଆମେ ତାକୁ ଶରୀର ଭିତରେ ରଖୁଛେ। ଦେଖନ୍ତୁ, ଆପଣ ପ୍ରତ୍ୟେକ ସମୟରେ କିଛି ନା କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ, ଫ୍ରିରେ ଶିଖିବା ପାଇଁ ତ ୟୁଟ୍ୟୁବ ପଢୁଛି, ସେଠି ଶିଖିପାରିବେନି। କିନ୍ତୁ ନିଜ ଆତ୍ମାକୁ ଗୋଟେ ନେକ୍ସଟ ଲେଭେଲରେ ପହଞ୍ଚିବା ପାଇଁ ଆପଣଙ୍କୁ ଟିକେ ଏଫର୍ଟ ଦେଇକରି ଶିଖନ୍ତୁ, ଦେଖିବେ ଆପଣଙ୍କ ଭିତରେ ପରିବର୍ତ୍ତନ। କେବଳ ଆପଣ ଆତ୍ମାକୁ ଯଦି ଶାନ୍ତ କରିପାରିବେ, ତାକୁ ରାସ୍ତା ମାନେ ତାର ଆଖି ଖୋଲେଇ ପାରିବେ, ଆପଣ ଅଲ୍ଟିମେଟଲି ଆପଣଙ୍କର ଜୀବନରେ ସବୁ ପ୍ରକାର ଓପେନ ହେଇଯିବ। ସବୁ ପ୍ରକାର ଯୋଉଠି ଯାହା ଆପଣ ଫସୁଥିବେ ନା, ସବୁ ଓପେନ ହେଇଯିବ। ଆଉ ଗୋଟେ ଜିନିଷ, ମେଡିଟେସନ କଲା ବେଳେ ମାନେ ମତେ ଏମିତି ଲାଗୁଛି ମୁଁ ଯେମିତି ବସିଛି, ମୋର ଯୋଗ ମୁଦ୍ରା ଧ୍ୟାନ ମୁଦ୍ରାରେ ପଦ୍ମାସନ କରିକି ବସିଛି। ମାନେ ସବୁ ମୋର ଚାରିପଟେ ପୁରା ଏଞ୍ଜେଲ ବୁଲୁଛନ୍ତି, ମୋର ଚାରିପଟେ ଏଞ୍ଜେଲ ବୁଲୁଛନ୍ତି, ସମସ୍ତଙ୍କ ହାତରୁ ରଶ୍ମି ବାହାରୁଛି, ମୋ ଦେହରେ ପଡୁଛି। ସେତିକି କେବଳ ମୁଁ ଅନୁଭବ କରିପାରୁଛି, ଆଉ କିଛି ମୁଁ ବହୁତ ଅନୁଭବ ସୁନ୍ଦର, କରିପାରୁନି। ବହୁତ ସୁନ୍ଦର, ବହୁତ ସୁନ୍ଦର। ସେତିକି ଲୋକ କରିପାରୁନାହାନ୍ତି, ଏତିକି କରୁଛୁ ମାନେ ବହୁତ ଜିନିଷ, ବହୁତ ବଢିଆ ଜିନିଷ। ଭଲ ଇମେଜ ଦେଇପାରୁଛ ଏଞ୍ଜେଲଙ୍କ ପାଖରେ, ମାନେ ଏଞ୍ଜେଲ ସହିତ କନେକ୍ଟ କରିପାରୁଛ, ଭଲ ଜିନିଷ କରୁଛ। ତାକୁ କଣ୍ଟିନ୍ୟୁ ରଖ। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ କାମରେ ହିଁ ୟାକୁ ଏଇ ହିସାବରେ ଦେଖ ଯେ ମୁଁ ଏଇ କାମ ପାଇଁ ହେଲ୍ପ ମାଗିଲି, ସେମାନେ ଆସିଲେ, ତାଙ୍କ ହାତରୁ ରଶ୍ମି ଆସୁଛି, ଆଉ ମୁଁ ପ୍ରୋଟେକ୍ଟ ହେଇକିରି ଅଛି, ମୁଁ ଭଲ ଅଛି। ଏଇ ପ୍ରକାର ତାକୁ ପ୍ରତିଛବି ଦେଇକରି ଜୀବନରେ ବ୍ୟବହାର କର। ଓକେ, ଚलो ଯିବା ଆମେ ଆଗକୁ। ଆଉ କିଛି ଓକେ, ସ୍ୱାଗତିକା କର, ଅନମ୍ୟୁଟ କରନ୍ତୁ। ଆଉ ଜଣେ ରହିଲେ, ସୁମୃତି ରଞ୍ଜନ।
ନମସ୍କାର। ଆଜ୍ଞା ନମସ୍କାର। 6 ଦିନର ଏକ୍ସପିରିଏନ୍ସ କୁହନ୍ତୁ। 6 ଦିନର ଏକ୍ସପିରିଏନ୍ସ ତ ବହୁତ ଭଲ। ଆକ୍ଚୁଆଲି ପରଦିନ ମୁଁ ଯୋଉ ଏଞ୍ଜେଲ ଏଞ୍ଜେଲ ନୁହେଁ, ଯୋଉ ଗାର୍ଡିଆନ ଏଞ୍ଜେଲ ମେଡିଟେସନ କଲା ବେଳେ ମୋର ବ୍ଲୁଟୁଥ ରେ ଚାର୍ଜ ସରିଗଲା। ତ ଚାର୍ଜ ସରିଗଲା, ମୁଁ ଯୋଉ ବ୍ଲୁଟୁଥ ବନ୍ଦ କରିଦେଲି, ଖାଲି ଫୋନରେ ଆଉ ଶୁଭିଲାନି କିଛି। ତାପରେ ଘର ପାଖରେ କାମ ହଉଛି, ସେ ପୁରା ସାଉଣ୍ଡ ପୁରା ପିଟା ପିଟି। ତାପରେ ସେ ଯୋଉ ସଫେଇ ଗାଡି ଆସିଲା ଯେ ସେ ପୁରା ଏତେ ଜୋରରେ ଗୀତ ବାଜିଲା, ମତେ କିଛି ଶୁଭିଲାନି। ମୁଁ କେମିତି ମେଡିଟେସନ କରିବି? ତା ଭିତରେ ମୁଁ ସେଇଠୁ ଆର୍କଏଞ୍ଜେଲ ମାଇକେଲ କୁ କହିଲି, ମୁଁ କହିଲି ଏ ଗାଡିର ସାଉଣ୍ଡ ଟା ବନ୍ଦ ହେଇଯାଉ ଜଲ୍ଦି, ମତେ ମେଡିଟେସନ ଟା ଠିକ ସେ ଶୁଭୁ, ମୁଁ କରିବି। ସାଙ୍ଗେ ସାଙ୍ଗେ ପୁଣି ଭାବିଲି, ପୁଣି କହିକି ବି ପୁଣି ଭାବିଲି ନା ଏ ଗାଡି ତ ଆସିଛି ଯିବନି, ଆଉ ମୁଁ ଆଉ କଣ କହିବି, କଥା ଡାକି ରହିଗଲି। ତାପରେ ଗୋଟେ ଦି 3 ସେକେଣ୍ଡରେ ସେ ଗାଡି ଛାଡ କୁଆଡେ ବୁଲିକି ପଳେଇଲା, ସାଉଣ୍ଡ ଆଉ ହେଲାନି। ତ ମୁଁ ଠିକ ସେ କରିପାରିଲି ମେଡିଟେସନ। ଓକେ, ବହୁତ ସୁନ୍ଦର, ବହୁତ ସୁନ୍ଦର। ହୁଁ, ବହୁତ ସୁନ୍ଦର। କୁହନ୍ତୁ, ପ୍ରଥମ ଦିନରୁ ଆଉ ଆଜି ଭିତରେ କଣ ଫରକ ନିଜ ଭିତରେ ଦେଖିଛନ୍ତି? ପ୍ରଥମ ଦିନରୁ ମୁଁ ଟିକେ ରାଗିଯାଏ ଜଲ୍ଦି ଜଲ୍ଦି। ଏବେ ହୁଁ ବି ହୁଁ ରାଗ ଆସେ, ମଝିରେ ମଝିରେ ଦେଖିଲେ ଏପଟ ସେପଟ ହେଲେ ଟିକେ କଣ୍ଟ୍ରୋଲ କରିଦିଏ, ଭାବିଦିଏ ନାଇଁ ନାଇଁ ରାଗିବିନି, ଟିକେ କଣ୍ଟ୍ରୋଲ କରିଦିଏ, ମ୍ୟାନେଜ ହେଇଯାଏ। ରାଗିବାଟା ଆକ୍ଚୁଆଲି ମୁଁ ରାଗିଯାଏ କଣ, ସ୍କୁଲ ଏପଟେ ଘରେ ପିଲା ସବୁବେଳେ ଗୋଟେ ଏପଟ ସେପଟ ହେଇକି ମାଇଣ୍ଡ ଟା ଟିକେ ବିରକ୍ତ ଲାଗେ, ମୁଁ ରାଗିଯାଏ। ଯେ ଆପଣଙ୍କୁ କହିଥିଲି ନା, ଏଞ୍ଜେଲକୁ ଭଲ ପାଉଛନ୍ତି ଆପଣ? ଆଜ୍ଞା। ଯାହା ପରେ ରାଗୁଛନ୍ତି ତାଙ୍କ ପ୍ରତିଛବି ଏଞ୍ଜେଲର ରୂପ ଦେଖିବେ ବୋଲି। ଆଜ୍ଞା। କାହା ଉପରେ ରାଗିନି, ମତେ ଆପେ ଆପେ ରାଗ ଆସିଯାଏ, ମାନେ କିଛି ଗୋଟେ ଭାବିଦେବି ବହୁତ ରାଗ ଆସିଯାଏ। ସେମିତି ହଜବେଣ୍ଡ ବି ସେମିତି ନୁହଁ, ସିଏ ପୁରା ଶୁଣନ୍ତୁ, ସାଇଲେଣ୍ଟ, ସିଏ ମୁଁ ସେମିତି ମୁଁ ଗୋଟେ ସାଇଲେଣ୍ଟ ବସି। ଟେକ୍ନିକ କହୁଛି। ଯଦି ଆପଣଙ୍କୁ ଯାହାକୁ ବି ରାଗ ଆସୁଛି, କିଛି ନାହିଁ, ତୁରନ୍ତ ଯିବେ, ଚକା ପକେଇ ତଳେ ବସିଯିବେ। ଯଦି ଚାହୁଁଛନ୍ତି କଣ୍ଟ୍ରୋଲ କରିବା ପାଇଁ, ଲମ୍ବା ନିଶ୍ୱାସ ନେବେ, ନିଶ୍ୱାସ ନେଇକି ପେଟରେ ରଖିଦେବେ। ମ୍ୟାକ୍ସିମମ୍ ଲେଭେଲ ପର୍ଯ୍ୟନ୍ତ ଆପଣ ନିଶ୍ୱାସକୁ ଆଉ ଛାଡନ୍ତୁନି, ତାକୁ କଣ୍ଟ୍ରୋଲ କରି ରଖନ୍ତୁ। 5 ଥର ରଖନ୍ତୁ, ଥଣ୍ଡା ହେଇଯିବେ। 4-5 ଥର ରଖିବେ, ରାଗ ଧାଉଁ କିନା କୁଆଡେ ପଳେଇଯିବ। ଦେଖୁଛନ୍ତି ଏଟା ରାଗିଲେ ମୋର ପରିସ୍ଥିତି ଅସୁବିଧା ହବ, ସିଚୁଏସନ ଖରାପ ହେଇଯିବ। କିଛି ନାହିଁ, ଯୋଉଠି ବି ହଉ ଯାଇ ଧୀରେ ବସି ଯାଆନ୍ତୁ, ନିଶ୍ୱାସ ଆପଣଙ୍କ ରୋକି ଦିଅନ୍ତୁ, ଟାର୍ଗେଟ ନିଅନ୍ତୁ ମିନିମମ୍ 1 ମିନିଟ ରଖିବା ପାଇଁ। ରଖିପାରିବେନି, ବଟ୍ ଟାର୍ଗେଟ ନେବେ ରଖିବା ପାଇଁ, ଦେଖିବେ ଥଣ୍ଡା ହେଇଯିବ। ଏ ଟେକ୍ନିକ ସମସ୍ତଙ୍କୁ ବ୍ୟବହାର କରନ୍ତୁ। ରାଗଟା ତ ସମସ୍ତଙ୍କ ପାଖରେ ରୁହେ, ବଟ୍ ଜିନିଷ ହୁଏ ଆମ ପାଖରେ ଅପସନ ନଥାଏ ତାକୁ କଣ୍ଟ୍ରୋଲ କରିବା ପାଇଁ। ତେଣୁକରି ୟାକୁ ବ୍ୟବହାର କରନ୍ତୁ, ନିଶ୍ଚୟ ଏଥିରେ ସଫଳ ପାଇବେ। କୁହନ୍ତୁ ମ୍ୟାଡାମ। ଆଉ ଆଉ 6 ଦିନ ହେଲା ତ ମୁଁ ପୁରା ଭୋର ଭୋର ଉଠୁଛି। ଆଗରୁ ମଝିରେ ମଝିରେ ଉଠେ, ପୁଣି 10-12 ଦିନ ଉଠିକି ପୁଣି ଶୋଇବି, ଆଉ ଉଠି ହବନି। ଏ ଅଭ୍ୟାସ ଥିଲା, ଏବେ କିନ୍ତୁ କଣ୍ଟିନ୍ୟୁ ଉଠୁଛି। ଆଉ ଭଲ ବି ଲାଗୁଛି, ମାନେ ଦିନଟା କେବେ ଫାଙ୍କା ଯାଉନି, ସବୁ କାମରେ 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 ରାତି ହେଇଯାଉଛି, ପୁଣି ବାସ୍ ଯୋଉ ଶୋଇବାଟା ପୁଣି ଶୋଇବା ହେଇଯାଉଛି, ପୁଣି ଉଠୁଛି। ଗୋଟେ ଚାଲିଛି, ଭଲ ଚାଲିଛି। 6 ଦିନର ଏକ୍ସପିରିଏନ୍ସ ଭଲ ଥିଲା, ଆଉ ଟିକେ ଅଧିକା, ମାନେ ମୁଁ ଚାହୁଁଥିଲି ଯେ ଏଇଟା ଟିକେ ଡେଲି ଭଲ ଲାଗନ୍ତା, ବାକି ଡେଲି ତ ହେଇପାରିବନି। କଣ ସବୁ କରିବା? ସମ୍ଭବ, ହେଇପାରିବନି ନାଇଁ, ସବୁ ସମ୍ଭବ। ସ୍ମୃତି ରଞ୍ଜନ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ହଁ ନମସ୍କାର, କୁହନ୍ତୁ। ଆଉ ସମସ୍ତ ବନ୍ଧୁ ମାନଙ୍କୁ ବି ସମସ୍ତଙ୍କୁ ନମସ୍କାର। ଆଉ ସାର୍ ଫାଷ୍ଟିଂ ମୋର, ମୁଁ ମେଡିଟେସନ ତ ଜଏନ କଲି, ଫାଷ୍ଟ ଥ୍ୟାଙ୍କ୍ସ ଦେବି ତ ମୁଁ ଲିଲିମା ମ୍ୟାଡାମଙ୍କୁ, ଯୋଉ କି ପ୍ରଥମ କାର୍ଯ୍ୟ ସେ ସମସ୍ତଙ୍କୁ ଉଠେଇଲେ। କାହିଁକି ନା ସବୁଦିନେ ସାର୍ ଉଠିବା ପାଇଁ ଗୋଟେ, ହଁ କରିବା କରିବା ମେଡିଟେସନ ଏଇ ସବୁ ଜିନିଷ ଥିଲା। ଆପଣଙ୍କ ଏଇଠି ଆସିଲା ପରେ ପ୍ରଥମେ ଫାଷ୍ଟ 2-3 ଦିନ ଯେମିତି ମ୍ୟାଡାମ ଟିକେ ଉଠେଇବା ପାଇଁ ଗଲେ, ତାପରେ ଟାଇମରେ 5ଟା 10 ଭିତରେ ମୋର ଉଠିବାର ମାନେ ଆପେ ଆପେ ନିଦ ଭାଙ୍ଗି ଯାଉଥିଲା। ଟିକେ ଜଷ୍ଟ 5-10 ମିନିଟ ଲେଟ୍ ହଉଥିଲା 2-3 ଦିନ, ବଟ୍ ମ୍ୟାନେଜ ହେଇଯାଉଥିଲା। ଆଉ ସାର୍ ସବୁ ଇଏରୁ ମତେ କାଲି ଯୋଉ ଚକ୍ର ଆସନ ମାନେ ବହୁତ ଫିଲିଙ୍ଗ ହେଲା।
ମାନେ ମେଡିଟେସନ ତ ମୋ ଚକ୍ରାସନ ନା ମତେ ବହୁତ ଫିଲ୍ ହେଇଥିଲା, ଯୋଉଟା କି ଦିନଯାକ ମୁଁ ପୁରା ସେ ଜିନିଷଟା ମୁଁ ଭାବିଥିଲି। ମେଡିଟେସନ ଆଗରୁ କରୁଥିଲେ କେବେ? ନାଇଁ ସାର୍ ମେଡିଟେସନ କରିନଥିଲି। ଦେଖନ୍ତୁ ମେଡିଟେସନ କରିବାଟା ଏତେ ସହଜ ନୁହଁ, କିନ୍ତୁ ଆପଣଙ୍କୁ ମୁଁ ପେସେନ୍ସ ଏମିତିକା ଏନର୍ଜି ଦେଇଦେଲି, ମାନେ ଗୋଟେ ବାତାବରଣ ଏମିତି କ୍ରିଏଟ କରିକି ଏନର୍ଜି ଆପଣଙ୍କ ଭିତରେ ସମସ୍ତଙ୍କ ଭିତରେ ପ୍ରଡ୍ୟୁସ ହେଲା, ଆପଣ ପାଞ୍ଚ ଘଣ୍ଟା ଏଠି ବସି ପାରିଲେ। ହଁ ଦେଖନ୍ତୁ ମେଡିଟେସନ ତ କଲେ ଏକରେ ଏତେ ସୁନ୍ଦର ଭାବରେ ସବୁ କଲେ, କାହିଁକି ଡେ 2 ରୁ ଆପଣ ମାନେ ପୁରା ନିଜକୁ ସୁଧାରି ଦେଲେ। ଆଉ ପାଞ୍ଚ ଘଣ୍ଟା ବସି ପାରିଲେ, ଆପଣ ଚିନ୍ତା କରନ୍ତୁ 5 ଘଣ୍ଟା କୋଉଠି ବସୁଛନ୍ତି, 4 ଘଣ୍ଟା କୋଉଠି ନାଇଁ ସାର୍, ବସିଛନ୍ତି, କିନ୍ତୁ ଏଠି ବସିଛନ୍ତି। ପେସେନ୍ସ ପେସେନ୍ସ ରହୁନଥିଲା। ହଁ ପେସେନ୍ସ ରହିବନି, କାହିଁକି ନା ଏଠି ଗୋଟେ ଏନର୍ଜି ଆମେ ପ୍ରଡ୍ୟୁସ କରୁଛେ ସମସ୍ତେ, ଯାହାଦ୍ୱାରା କି ସେ ଆକର୍ଷଣ କରି ରଖିଛି। ଆପଣ ଚାହୁଁଥିବେ ଯିବା ପାଇଁ ବି ଯାଇପାରୁନାହାନ୍ତି, ଚାହୁଁଥିବେ ଯିବା ପାଇଁ ଯାଇପାରୁନାହାନ୍ତି, ରାଇଟ? ଆକ୍ଚୁଆଲି ସାର୍ କଣ, ଫାଷ୍ଟ ମତେ ଗୋଟେ 3 ବର୍ଷ ମାନେ ଗଲା 3 ବର୍ଷ ହେଲା କିଛି କିଛି ଜିନିଷ ଉପରେ ମୋର ମାଇଣ୍ଡ ଡିଷ୍ଟର୍ବ ହଉଥାଏ। ହୁଁ 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 ହୁଁ। ଅନ୍ୟ କାମ ପାଇଁ ସେ ମାନେ ନିଜର ବୁଦ୍ଧିରେ ନାହିଁ, ଅନ୍ୟର ବୁଦ୍ଧିରେ ମୁଁ ମାନେ ଜିନିଷଟା ଅଲଗା ଇଏରେ ଯାଉଥିଲା। ତା ଫାଇନାନ୍ସ ହଉ କହିଥିଲି ନା ଅନ୍ୟ କୋଉ କୋଉ ଚକ୍ର ହଁ ଆପଣଙ୍କର ପ୍ରୋବ୍ଲେମ ଥିଲେ, ହଁ ନିଜ ହଁ ରିମୋଟ ଅନ୍ୟକୁ ହଁ ସାର୍, ଦିଆଯାଏ। କାଲି ସେ ଜିନିଷଟା କ୍ଲିୟର ହେଇଛି। ଚକ୍ର ହିଲ୍ କରିଦେଲେ ସେଟା ସବୁ ଆହୁରି ଠିକ। ମୁଁ ଆହୁରି ସାର୍ ଡିଟେଲ ଭାବରେ ମୁଁ କହିବି ଆହୁରି ଆଜି। କିଛି ଶିଖିବାର ଅଛି, ଶିଖିବାର ତ କିଛି ନାହିଁ, ଜଷ୍ଟ ହିଣ୍ଟ ମିଳିଲା। ଗୁଡ୍। ଓକେ, ଏତିକି ଯିବା ସାର୍। ଆମେ। ହଁ ହଁ, ଆଗକୁ ଧନ୍ୟବାଦ। ବଢନ୍ତୁ।